ओम मन्नाथ श्री जगन्नाथ मदगुरु श्री जगतगुरु मदात्मा सर्वभूतात्मा तस्मै श्री गुरवे नमः। गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् परम ब्रह्म तस्मै श्री गुरवे नमः। नीलाचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। शरणागत दीनार्थ परित्राण परायणे सर्वसाथी हरिदेवे नारायणी नमस्तुते। क्रियायोग परंपरार समस्त गुरुमानक मु प्रणाम करुचे। विश्वर प्रत्येक संप्रदायर गुरुमानक मु प्रणाम करुचे। उपस्थित भगवत स्वरूपगण सबरी भितरे जगन्नाथ उपलब्धि करी मु प्रणाम करुचे। प्रत्येक मनुष्य जीवनर लक्ष्य स्थिर करने आवश्यक। यदि लक्ष्य स्थिर नहला ताहले अपन जीवन रे कौन से क्षेत्र रे सक्सेसफुल बाहर नहीं। सबले मन रखा पड़ो आम संसार को आसीचे। आसवा पूर्वर आमर कई साथी नथिले, का सहित आमर संपर्क भी नथला, का सहित आमर दबा नबार भी नथिला। कोउठी थिले केजाणी मार गर्भरे आश्रय नेले। तापरे माँ गर्भरे 10 मास 10 दिन बढ़िले। तापरे धरापृष्ठ को आसिले। धीरे धीरे बयस बढ़िला। आमर अनेक सांग साथी संपर्क भावर आदान प्रदान हैला। किंतु जन्म पूर्वर कहीं आमर कौन क्या सहित आमर संपर्क नथिला। आम ये कथा को केबे मने पकाउने। ये जीवन काल भितरे जो संपर्क भितरे जो स्नेह जो ममता जो भल पाइबा जो भाव प्रवणता आसे जो संपर्क मान सृष्टि हुए ताजे संपूर्ण मिथ्या संपूर्ण असत्य। जेतोले पुणी आम विदाय नबा जन्म हेले मृत्यु निश्चिंत मृत्यु हेले जन्म निश्चिंत। एइभली जन्म मृत्युर चक्र घूरी चली आम मानक जीवन रे। तेणु गला बेले भी जो संपर्क आसिला परे हेइथिला सेई संपर्क गला बेले कहा सहित रहे ना, कहा सहित रहे ना एवं कई मध्य साथी रे जाती ना, कई डकाडकी हेकि मध्य जाती ना। मोर मृत्यु होउछि तुमे आस कि तू आ अति आपणार जे तू कहते आम साथी जीवा यह केबे संभवपर नुहे, हास्यास्पद। ये कथार भी कौन से मूल्य ना। तेणु मनुष्य जीव श्रेष्ठ। से माँ गर्भरे थिला बेले अनेक दुख जंत्रणा कष्ट मध्य भोग करे। केमिति गोटिए मांसर थली भितरे चमड़ार मांस कहते चमड़ार थली भितरे गोटे शिशुटे रहिबो एवं सेथरे लाल रहिथब परिस्रा रहिथब झाड़ा भी रहिथिबो। तारि भितरे से थाए 5 मास परे तार चेतन 4 ରୁ 5 मास भितरे कौन भी पिलाटी चेतना पाए अर्थात जीवात्माटा प्रवेश करे।
ଶିଶୁଠୁ ଧୀରେ 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 ତାର ଅଙ୍ଗ ପ୍ରତ୍ୟଙ୍ଗ ସବୁ ସୃଷ୍ଟି ହେଇଯାଏ, ତାରି ଭିତରେ ସେ ପଢ଼େ। ମା ଗର୍ଭଟା ଗୋଟେ ନର୍କ ବୋଲି ଶାସ୍ତ୍ରରେ ଲେଖା ଅଛି। 84 ନର୍କ ଭିତରେ ମା ଗର୍ଭ, କୁମ୍ଭୀପାର୍କ ନର୍କ ନା କ'ଣ କହନ୍ତି, ମୋର ଭଲ ଭାବରେ ମନେ ନାହିଁ। ସେଇଟା ଗୋଟେ ନର୍କ। ସେଥିରୁ ଯନ୍ତ୍ରଣାରୁ ମୁକ୍ତ ହେବା ପାଇଁ ସେ ଭଗବାନଙ୍କ ନିକଟରେ ବାରମ୍ବାର ପ୍ରାର୍ଥନା କରୁଥାଏ। ଏବଂ ଭଗବାନ କହନ୍ତି, ତୁ ଏମିତି ଅନେକ ଥର ପ୍ରାର୍ଥନା କରି ଯାଇଛୁ, ତୋର ଏଠି କାହା ସହିତ ସମ୍ପର୍କ ନାହିଁ, କେବଳ ତୋର ମୋର ସମ୍ପର୍କ। ତୁ ମୋତେ ଦେଖୁଛୁ, ମୁଁ ତୋତେ ଦେଖୁଛି। କିନ୍ତୁ ତୁ ଏଠି ଜନ୍ମ ହେବା ପରେ ମାର ମାୟାରେ, ବାପାଙ୍କ ମାୟାରେ, ଜ୍ଞାତି କୁଟୁମ୍ବ ଆତ୍ମୀୟ ସ୍ୱଜନଙ୍କ ମାୟାରେ ତୁ ମୋତେ ବିସ୍ମରଣ ହଉ, ଭୁଲି ଯାଉ ଏବଂ ତୁ କ'ଣ କରୁ ନା ସ୍ୱର୍ଗ ଆଉ ନର୍କ ଭୋଗ କରୁ। ଅଧିକାଂଶ ସମୟ ତୁ ନର୍କ ଭୋଗ କରୁ, ସ୍ୱର୍ଗ ଖୁବ୍ କମ୍ ଭୋଗ କରୁ। ତେଣୁ ପୁଣି ତୁ ଗଲାବେଳେ କେହି ତୋ ସାଥିରେ ଯିବେ ନାହିଁ। ତୁ ଆସିଛୁ ଏକୁଟିଆ, ଯିବୁ ଏକୁଟିଆ। ଆସିଛୁ ଲଙ୍ଗଳା, ଯିବୁ ତୁ ଲଙ୍ଗଳା। ମଝିରେ ବୃଥାଟାରେ, ଅଯଥାରେ ପ୍ରତ୍ୟେକ ମଣିଷ କ'ଣ କରୁଛି ନା ନିଜକୁ ନିଜେ ବନ୍ଧନରେ ବାନ୍ଧି ପକାଉଛି। ତାକୁ କେହି ବନ୍ଧନରେ ବାନ୍ଧୁନାହାନ୍ତି, ସେ ନିଜକୁ ନିଜେ ବନ୍ଧନରେ ବାନ୍ଧି ହେଉଛି। ବିଭିନ୍ନ ପ୍ରକାର ବନ୍ଧନ ଅଛି। କିଏ ସ୍ତ୍ରୀ ବନ୍ଧନରେ ବାନ୍ଧି ହେଇ ପଡ଼ିଛି, କିଏ ସନ୍ତାନ ବନ୍ଧନରେ ବାନ୍ଧି ହେଇ ପଡ଼ିଛି, କିଏ ଧନ ବନ୍ଧନରେ ବାନ୍ଧି ହେଇ ପଡ଼ିଛି, କିଏ ବିଦ୍ୟା ବନ୍ଧନରେ ବାନ୍ଧି ହେଇ ପଡ଼ିଛି, କିଏ ବନ୍ଧୁବାନ୍ଧବଙ୍କ ବନ୍ଧନରେ ବାନ୍ଧି ହେଇ ପଡ଼ିଛି। କିନ୍ତୁ ଯାହାଙ୍କୁ ମା ଗର୍ଭରେ ଦର୍ଶନ କରିଥିଲା ନର୍କରେ ଥିଲାବେଳେ, ଓ ନର୍କରୁ ଉଦ୍ଧାର ପାଇବା ପାଇଁ ଭଗବାନ ନିକଟରେ ଯେଉଁ ପ୍ରାର୍ଥନା କରିଥିଲା, ଭଗବାନ ତାକୁ ଆଶୀର୍ବାଦ କରି ଜନ୍ମ ଦେଇଥିଲେ, ସେ କଥାକୁ ସେ ସମ୍ପୂର୍ଣ୍ଣ ଭାବରେ ଭୁଲି ଯାଇଛି। ସାରା ଜୀବନ ସେ ଯେଉଁ ବନ୍ଧନରେ ବାନ୍ଧି ହେଇଥିଲା, ଯେଉଁ ବନ୍ଧନଟା ତାର ଅତି ନିବିଡ଼ ହେଇଥିଲା, ଯେଉଁ ବନ୍ଧନଟା ତାର ଅତି ନିବିଡ଼ ହେଇଥିଲା, ଯେଉଁ ବନ୍ଧନରେ ଅତ୍ୟଧିକ ସେ ଆସକ୍ତ ରହିଥିଲା, ସେଇ ସମୟରେ, ମୃତ୍ୟୁ ସମୟରେ ସେଇ ଥଟ୍ସଟା ହିଁ ଆସିବ, ଆଉ କୌଣସି ଥଟ୍ସ ଆସିବ ନାହିଁ। ଏବଂ କ'ଣ ହବ ନା ସେଇ ରୂପଟା ମନେ ପଡ଼ିବ, ଅଲଗା ରୂପ ଜମା ମନେ ପଡ଼ିବନି। ଏକଥା ଭଗବତ ଗୀତାରେ ସ୍ପଷ୍ଟ ଭାବରେ ଲେଖା ଅଛି। ସେଥିଲାଗି ଯେଉଁମାନେ ଲକ୍ଷ୍ୟ ସ୍ଥିର କରିଥାନ୍ତି, ସମସ୍ତଙ୍କର ପ୍ରାୟ ଲକ୍ଷ୍ୟ ସ୍ଥିର ଥାଏ, ଖୁବ୍ କମ୍ ଲୋକଙ୍କର ଲକ୍ଷ୍ୟ ସ୍ଥିର ନଥାଏ। ଯେଉଁମାନେ ଆକ୍ଚୁଆଲି ଉଚ୍ଚାଭିଳାଷୀ, ଯେଉଁମାନେ ବଡ଼ ହେବାର ଇଚ୍ଛା ଥାଏ, ମହାନ ହେବାର ଇଚ୍ଛା ଥାଏ, ସେମାନେ କ'ଣ କରିଥାନ୍ତି ନା ଲକ୍ଷ୍ୟଟାକୁ ସ୍ଥିର କରିଥାନ୍ତି। ସାଧାରଣତଃ ଯେଉଁମାନେ ମନୁଷ୍ୟ ରୂପ ପାଇଥାନ୍ତି ଆଉ ଆନିମଲ ନେଚର ଥାଏ, ଜଷ୍ଟ ଖାଇବା, କିଛି ରୋଜଗାର କରିବା, ଘର ଖଣ୍ଡେ କରିବା, ପିନ୍ଧିବା, ପିଲା ଛୁଆଙ୍କର ଯତ୍ନ ନେବା ନାହିଁ, ଏବଂ କିଛି କାମ କରିବା, ଅର୍ଥ ଉପାର୍ଜନ କରିବା, ତାପରେ ଜୀବନଟା ତାଙ୍କର ଏମିତି ସରିଯାଏ। ଲକ୍ଷ୍ୟହୀନ ଜୀବନ। ଯେମିତି ଥାନ୍ତି ସେମିତି, ଯେମିତି ଥାନ୍ତି ଜନ୍ମ ସମୟରେ ସେମିତି। ଯେମିତି ପଶୁମାନେ ଜନ୍ମ ସମୟରେ ଯେମିତି ଥାନ୍ତି, ବୁଢ଼ା ସମୟରେ, ମଲା ସମୟରେ ମଧ୍ୟ ସେମାନେ ସେମିତି ଥାନ୍ତି। ସେଇଭଳି ଯାହାର ଜୀବନରେ କିଛିଟା ପରିବର୍ତ୍ତନ ହଉନି, କ'ଣ ପରିବର୍ତ୍ତନ? ମାନସିକତାରେ କୌଣସି ପରିବର୍ତ୍ତନ ନାହିଁ। ମୁଁ ଯେଭଳି କଥା କହୁଥିଲି ସେଇଭଳି କଥାବାର୍ତ୍ତା କରୁଛି, ଯେଭଳି ଖାଦ୍ୟ ଖାଉଥିଲି ସେଇଭଳି ଖାଦ୍ୟ ଖାଉଛି, ଯେଭଳି ସଂସାରକୁ ଯେଉଁ ଦୃଷ୍ଟିରେ ଦେଖୁଥିଲି ସେଇ ଦୃଷ୍ଟିରେ ଦେଖୁଛି, ଏବଂ ଯେମିତି ଜୀବନଟାକୁ ଗୋଟେ ନୀତି ନିୟମରେ, ଗୋଟେ ଡିସିପ୍ଲିନ ଭିତରେ କାଟୁ ନଥିଲି,
ସେମିତି ଜୀବନଟାକୁ କାଟୁଛି। କେଉଁଥିରେ ଗୋଟେ ନିଷ୍ଠା ନାହିଁ, କେଉଁଥିରେ ଗୋଟେ ଶ୍ରଦ୍ଧା ନାହିଁ, କେଉଁଥିରେ ଗୋଟେ ଆନ୍ତରିକତା ନାହିଁ, କେଉଁଠାରେ ପ୍ରକୃତ ଭଲ ପାଇବାଟା ବି ନାହିଁ। ସେମିତି ଜୀବନଟାକୁ କାଟି ଦେଇ ଚାଲିଛେ। ବହୁତ ଲୋକ କହନ୍ତି କ'ଣ ଅଛି, ମରିଗଲେ ଦିନେ ତ ସବୁ ସରିଯିବ, ଆଉ ଯେମିତି ଟିକେ ଜୀବନଟାକୁ କାଟିଦେଲେ ଚଳିବ। ଯଦି ମରିଗଲେ ସରିଯିବ, ତାହେଲେ ତୁମେ ପୁଣି କ'ଣ ଜନ୍ମଗ୍ରହଣ କରିବ ନାହିଁ? ତମର ସେ ଚେତନା କ'ଣ ରହୁନାହିଁ? ଯଦି ଗୀତାକୁ ବିଶ୍ୱାସ କରୁଛ, ଭାଗବତକୁ ବିଶ୍ୱାସ କରୁଛ, ଭଗବାନଙ୍କ ଉପରେ ବିଶ୍ୱାସ ରହିଛି, ଶାସ୍ତ୍ର ଅଧ୍ୟୟନ କଲେ ସବୁ କଥା ଶାସ୍ତ୍ରରେ ଲେଖା ଅଛି, ତୁମ ମଲେ ନିଶ୍ଚିନ୍ତ ତୁମେ ଜନ୍ମ ହେବ। ସେଇ କୃତକର୍ମର ଫଳ, କରିଥିବା କର୍ମର ଫଳ ତମକୁ ଭୋଗ କରିବାକୁ ପଡ଼ିବ। ଏ ବିଷୟରେ ଆମେ ସଚେତନ ନୁହଁ, କିନ୍ତୁ ପ୍ରଥମେ ହେଉଛି ଆମେ ଜୀବନରେ ଲକ୍ଷ୍ୟ ନିର୍ଣ୍ଣୟ କରିବା। କେଉଁ ଲକ୍ଷ୍ୟ ନିର୍ଣ୍ଣୟ କରିବା? ଆମେ ସ୍ୱର୍ଗକୁ ଯିବା ନା ନରକକୁ ଯିବା? ସତ୍ ପଥରେ ଯିବା ନା ଅସତ୍ ପଥରେ ଯିବା? ଅନ୍ଧକାର ପଥରେ ଯିବା ନା ଆଲୋକ ପଥରେ ଯିବା? ପ୍ରକୃତ ଜ୍ଞାନ ପଥରେ ଯିବା ନା ଅଜ୍ଞାନ ପଥରେ ଆମେ ଯିବା? ଆମେ ସେଇଟା ସମୀକ୍ଷା କରିବା। ଆମେ କେଉଁ ପଥରେ ଯିବା? ତେଣୁ ଦେଖନ୍ତୁ, ସମସ୍ତେ ଲକ୍ଷ୍ୟ ନିର୍ଣ୍ଣୟ କରିଥାନ୍ତି ଆମେ ଅସତ୍ ପଥରେ ଯିବା ଏବଂ ନର୍କକୁ ଯିବା, ସ୍ୱର୍ଗକୁ ଯିବା କଥା କେହି କେତେବେଳେ ଚିନ୍ତା କରିନଥାନ୍ତି। ସ୍ୱର୍ଗର ଦ୍ୱାର ହେଉଛି ସତ୍ୟ, ଶାନ୍ତି, ଦୟା, କ୍ଷମା। ଯାହା ଜୀବନରେ ଆସେ ସେ ସ୍ୱର୍ଗ ପଥର ଯାତ୍ରୀ ହୁଏ। ସତ୍ୟରେ ସେ ଜୀବନଟାକୁ ଅତିବାହିତ କରେ। ଜୀବନଟାକୁ କେତେବେଳେ ସେ ଅସତ୍ ପଥରେ ଅତିବାହିତ କରେ ନାହିଁ। ସତ୍ କ'ଣ ବୁଝିବାକୁ ପଡ଼ିବ, ଅସତ୍ କ'ଣ ବୁଝିବାକୁ ପଡ଼ିବ? ସତ୍ ଯିଏ ଥିଲେ, ଅଛନ୍ତି ଏବଂ ରହିବେ, ଯିଏ ସବୁବେଳେ ଅଛନ୍ତି। ଅସତ୍ ଯିଏ ନଥିଲେ, ଆସିଛନ୍ତି ଏବଂ କ'ଣ ନା ରହିବେ ନାହିଁ। ତେଣୁ ଏ ଦୁନିଆରେ ବ୍ରହ୍ମ ସତ୍ୟ, ଜଗତ ମିଥ୍ୟା, ଏଇ କଥା ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ପ୍ରକୃତରେ ସେ ବ୍ରହ୍ମ ହିଁ ସତ୍ୟ, ପରମାତ୍ମା ପରମ ବ୍ରହ୍ମ ହିଁ ସତ୍ୟ। ଆଉ ସବୁକିଛି ତାଙ୍କ ସୃଷ୍ଟିଟା ହେଉଛି ବିଭୂତିମୟ ଏବଂ ମାୟା। ସମସ୍ତଙ୍କ ପାଖରେ ବିଭୂତି ରହିଛି। ସବୁ ଗୋଟିଏ ଗୋଟିଏ ଭଗବାନଙ୍କର ବିଭୂତି, ସବୁ ହିଁ ଗୋଟିଏ ଗୋଟିଏ ବିଭୂତି। କିନ୍ତୁ ଆମର ଲକ୍ଷ୍ୟଟା ସତ୍ ହେବା କଥା। କ'ଣ ନା ମୋର ଲକ୍ଷ୍ୟ ପରମାତ୍ମା ପରମ ବ୍ରହ୍ମକୁ ଦର୍ଶନ କରିବି ଏବଂ ଉପଲବ୍ଧି କରିବି। ମୁଁ ସତରେ ଜୀବନଟାକୁ ଅତିବାହିତ କରିବି। ଯାହା ଆପଣ ଆଗରେ ଦୃଶ୍ୟମାନ ହେଉଛି ତାହା ବି ସତ୍ୟ, ଯାହା ଅଦୃଶ୍ୟ ରହିଛି ତାହା ମଧ୍ୟ ସତ୍ୟ। ମନରେ ଏଠି ପ୍ରଶ୍ନ ଉଠିବ, ବାବା କହିଲେ ଈଶ୍ୱର ସତ୍ୟ, ଜଗତ ମିଥ୍ୟା। ପୁଣି ଏବେ କହିଲେ ଯାହା ଅଦୃଶ୍ୟରେ ଅଛି ତାହା ବି ସତ୍ୟ, ଯାହା ବି ଦୃଶ୍ୟ ଅଛି ତାହା ବି ସତ୍ୟ। ଶୁଣିଲା ବେଳେ ଆପଣଙ୍କ ଭିତରେ କେମିତି ଗୋଟେ କଣ୍ଟ୍ରୋଭର୍ସି ଆସୁଥିବ, ଏ ଦୁଇଟା କଥା କ'ଣ? ସାଧନା ପିରିୟଡ଼ରେ ଉପଲବ୍ଧି କରନ୍ତୁ, ଅନୁଭବ କରନ୍ତୁ, ବ୍ରହ୍ମ ସତ୍ୟ, ଜଗତ ମିଥ୍ୟା। ଏସବୁ କିଛି ମିଥ୍ୟା, ଏଠି କିଛି ସତ୍ୟ ନାହିଁ। କାରଣ ଏ ସବୁ କିଛି ନଥିଲା। ଆଜି ଆପଣ ଆଖିରେ ଯାହା ଦୃଶ୍ୟମାନ ହେଉଛି ତାହା ସବୁ କିଛି ନଥିଲା। ଏବେ ଦେଖନ୍ତୁ, ଆପଣ ଆଖି ଆଗରେ ଏଇ ଭୁବନେଶ୍ୱର ଟାଉନକୁ ଦେଖୁଛନ୍ତି କି କଟକ ଦେଖୁଛନ୍ତି କି ଦିଲ୍ଲୀ ଦେଖୁଛନ୍ତି। 100 ବର୍ଷ ପୂର୍ବେ ଦେଖିବେ କେତେଟା ଘର ଥିଲା ଆଉ କିଛି ନଥିଲା। ଯଦି ଇଏ ନଥିଲା ହେଇଛି, ଏ ଯେ ସବୁଦିନେ ରହିବ ନାହିଁ। ଆମେ ଯେତେବେଳେ ଯୁଆଡ଼େ ଯାଉ ବାହାରକୁ, ଯାହା ସବୁ ଦେଖୁ, ତ ସବୁ କିଛି ନଥିଲା 100 ବର୍ଷ ପୂର୍ବେ। ସହର ଦେଖନ୍ତୁ, ଏୟାରପୋର୍ଟ ଦେଖନ୍ତୁ, ରେଲୱେ ଷ୍ଟେସନ ଦେଖନ୍ତୁ, ବସ୍ ଷ୍ଟାଣ୍ଡ ଦେଖନ୍ତୁ, ଆପଣ ଦେଖିବା ଭିତରେ ଏସବୁ କିଛି ସୃଷ୍ଟି ହେଇଛି। ପୁଣି ଦେଖିବେ
ଯାହାର ସୃଷ୍ଟି ହେଇଛି ତାର ସ୍ଥିତି ବି ଅଛି, ସୃଷ୍ଟିର ନିୟମ ରହିବ କିଛି ଦିନ, ନିଶ୍ଚିନ୍ତ ପ୍ରଳୟ ହବ। ଅର୍ଥାତ୍ କ'ଣ ହବ ନା ଭାଙ୍ଗିଯିବ, ନଷ୍ଟ ହେଇଯିବ। ତେଣୁ ଭଗବାନଙ୍କ ସୃଷ୍ଟି ଅତି ଅନନ୍ତ, ଅତି ବିଚିତ୍ର, ଅତି ଆଶ୍ଚର୍ଯ୍ୟମୟ। ତାର ଆଦି ଅନ୍ତ କେହି ପାଇପାରନ୍ତି ନାହିଁ, କାରଣ ବ୍ୟକ୍ତି ନିଜକୁ ଏପର୍ଯ୍ୟନ୍ତ ସେ ଜାଣିନାହିଁ, ନିଜକୁ ଚିହ୍ନି ନାହିଁ, ନିଜକୁ ଅନୁଭବ କରୁନାହିଁ ସେ ସ୍ୱର୍ଗରେ ଅଛି କି ନରକରେ ଅଛି, ସତରେ ଜୀବନ କାଟୁଛି କି ଅସତରେ ଜୀବନ କାଟୁଛି। ସ୍ୱର୍ଗର ସଂଜ୍ଞା ମନେ ପଡ଼େ କ'ଣ ନା ସ୍ୱର୍ଗ ହେଉଛି ସମ୍ପୂର୍ଣ୍ଣ ଆନନ୍ଦମୟ ସ୍ଥିତି, ଶାନ୍ତିମୟ ସ୍ଥିତି, ଟା ହେଉଛି ସ୍ୱର୍ଗ। ନର୍କ ସମ୍ପୂର୍ଣ୍ଣ ଦୁଃଖ, ଯନ୍ତ୍ରଣା, କଷ୍ଟରେ ଅବସ୍ଥାପନ କରିବା ଅର୍ଥ ନର୍କ। ତେଣୁ ସ୍ୱର୍ଗ ଏଇଠି ଆପଣ ଭୋଗୁଛନ୍ତି, ନର୍କ ଆପଣ ଏଇଠି ମଧ୍ୟ ଭୋଗୁଛନ୍ତି। ଆପଣ ଅନୁଭବ କରିପାରୁନାହାନ୍ତି ମୁଁ ସ୍ୱର୍ଗରେ ଅଛି କି ନର୍କରେ ଅଛି। ନର୍କକୁ ଯିବା ରାସ୍ତା କ'ଣ? ସତ୍ୟକୁ ଯେମିତି ସତ୍ୟ, ଶାନ୍ତି, ଦୟା, କ୍ଷମା। ନର୍କରେ କ'ଣ ନା କାମ, କ୍ରୋଧ, ଲୋଭ। ଭଗବତ ଗୀତାରେ ସ୍ପଷ୍ଟ ଲେଖା ଅଛି ଏଟା ହେଉଛି ନର୍କକୁ ଦ୍ୱାର। କାମନା, କ୍ରୋଧ, ଲୋଭ ଏ ହେଉଛି ନର୍କର ଦ୍ୱାର। ମଣିଷ କାମନା ଦ୍ୱାରା, କ୍ରୋଧ ଦ୍ୱାରା, ଲୋଭ ଦ୍ୱାରା କ'ଣ ହୁଏ ନା ନର୍କକୁ ଯାଏ। ସ୍ୱର୍ଗ କେମିତି ଯାଏ ନା ସତ୍ୟ, ଯିଏ ସତ୍ୟରେ ଜୀବନ ଅତିବାହିତ କରିବ, ଶଯ୍ୟା ତ୍ୟାଗରୁ ଶଯ୍ୟାକୁ ଯିବା ପର୍ଯ୍ୟନ୍ତ କ'ଣ ସତ୍ୟରେ ନା ସେ ପ୍ରତ୍ୟେକଟି ସମୟରେ ଭଗବାନଙ୍କୁ ସ୍ମରଣ କରୁଥିବ, ଭଗବାନଙ୍କୁ ଚିନ୍ତା କରୁଥିବ, ଏ ସଂସାରଟା ଭଗବତମୟ ବୋଲି ଭାବୁଥିବ। ଏ ଯାହା କିଛି ସୃଷ୍ଟି ହେଇଛି, ଯାହା ଆପଣ ଦେଖୁଛନ୍ତି ଆପଣ ଆଖି ଆଗରେ ପଞ୍ଚଭୂତ, ପୃଥିବୀ ଦେଖୁଛନ୍ତି, କିଏ ୟାର ସ୍ରଷ୍ଟା କିଏ କହିପାରିବ? କିଏ ଜଣେ ମନୁଷ୍ୟ କି ଦେବାଦେବୀ ଏ ପୃଥିବୀ ସୃଷ୍ଟି କରିଛନ୍ତି ବୋଲି କୋଉ ଶାସ୍ତ୍ରରେ ଲେଖା ଅଛି? ସବୁଠି ଲେଖା ଅଛି ସବୁ ଭଗବାନଙ୍କର ସୃଷ୍ଟି ବା ପରମାତ୍ମା ପରମ ବ୍ରହ୍ମଙ୍କ ଠାରୁ ଏ ସବୁ ସୃଷ୍ଟି। ଏଇ କନସିୟସନେସ୍ ଆମ ଭିତରେ ସବୁବେଳେ ଅଛି। ଏ ଯାହା କିଛି ଦେଖୁଛେ ସବୁ ଈଶ୍ୱରଙ୍କର, ଯାହା ଆମେ ଦେଖୁଛେ ସବୁ କିଛି ଈଶ୍ୱରଙ୍କର। ଏ ପୃଥିବୀଟାର ଯେତେ ପାହାଡ଼ ଅଛି, ପର୍ବତ ଅଛି, ବୃକ୍ଷ ଅଛି, ଯେତେ ଧାତୁ ଦ୍ରବ୍ୟ ରହିଛି, ସୁନା, ରୂପା, ତମ୍ବା, ଲୁହା, କୋଇଲା, ତୈଳ, ତେଲ, ଯେତେ ଯାହା ରହିଛି, ଥରେ କେବେ ଆମେ ଭାବିକି ଦେଖିଛେ ଏସବୁ ଭଗବାନଙ୍କର? ଏସବୁ ଭଗବାନ ସୃଷ୍ଟି କରିଛନ୍ତି ତାଙ୍କର ସୃଷ୍ଟିର ଜୀବମାନ ପାଇଁ, ସୃଷ୍ଟିର ଜୀବମାନ ପାଇଁ, କଲ୍ୟାଣ ପାଇଁ ସବୁ ପ୍ରଭୁ ସୃଷ୍ଟି କରିଛନ୍ତି। ଆମେ କେବେ ଚିନ୍ତା କରିଛେ କେତେ ସୁନ୍ଦର ଫୁଲ, କେତେ ସୁନ୍ଦର ଫଳ, କେତେ ସୁନ୍ଦର ବୃକ୍ଷ, କେତେ ଔଷଧୀୟ ବୃକ୍ଷ, କେତେ ଜାଳେଣୀ ବୃକ୍ଷ, କେତେ ସୁନ୍ଦର କାଠରେ କାରୁକାର୍ଯ୍ୟ କବାଟ ଠାରୁ ବିଭିନ୍ନ ପ୍ରକାର ଯେଉଁ କାମ ସବୁ କାଠରେ କରାଯାଉଛି, ସବୁ ତାଙ୍କର ସୃଷ୍ଟି। ଯଦି ଏଇ ଚିନ୍ତନ ଆପଣଙ୍କର ହବ, ଖାଲି ପୃଥିବୀ ଉପରେ ଯଦି ଭାବିବେ କେତେ ସୁନ୍ଦର ମନୋରମ ସ୍ଥାନ ସବୁ ରହିଛି, ସୁନ୍ଦର ଜଙ୍ଗଲ ରହିଛି, ତୁଳସୀ ବୃକ୍ଷ କେଡ଼େ ସୁନ୍ଦର ବୃକ୍ଷ, ସମସ୍ତ କିଛି ସେ ପରିପୂର୍ଣ୍ଣ କରି ରଖିଛନ୍ତି। ଯଦି ଜଳକୁ ଭାବିବେ, ପାଣିକି ଦେଖିବେ, ପାଣି ବିନା ବି ବଞ୍ଚିପାରିବା ନାହିଁ, ରହିପାରିବା ନାହିଁ। ପ୍ରତ୍ୟେକଟି ମୁହୂର୍ତ୍ତରେ ପାଣିର ଆବଶ୍ୟକ ରହିଛି। ଆର ସ୍ରଷ୍ଟା କିଏ? ମୋ ବାପା, ମୋ ଦାଦା, ମୋ ଅଜା କି ଜେଜ କି ମୋର ବନ୍ଧୁବାନ୍ଧବ, ଆକୁ କିଏ ସୃଷ୍ଟି କରିଛନ୍ତି? ଯେତେବେଳେ ଆମେ ପାଣି ଗ୍ଲାସଟେ ପିଉଛେ କେତେ ଶୋଷ ହେଉଛି, କେତେ ଆନନ୍ଦ ଅନୁଭବ କରୁଛେ, ଆହା ଜୀବନଟା ବଞ୍ଚିଗଲା, କି ଶାନ୍ତି ଲାଗିଲା। ସେଇ ସମୟରେ ଆପଣ କେବେ ତାଙ୍କୁ ଅନୁଭବ କରୁଛନ୍ତି? ସତ୍ୟକୁ ଏ ପାଣି ସେ ସୃଷ୍ଟି କରିଥିଲେ, ସବୁ ତାଙ୍କର ସୃଷ୍ଟି।
ଗୁରୁଦେବ କହୁଥିଲେ ପ୍ରତ୍ୟେକ ଶ୍ୱାସରେ ତାଙ୍କୁ ଅନୁଭବ କରନ୍ତୁ, ପ୍ରତ୍ୟେକ ବ୍ରେଥରେ ତାଙ୍କୁ ଦେଖନ୍ତୁ। କେ କ'ଣ ଦେଖନ୍ତୁ? ଏ ଜୀବନଟା ଖାଲି ଦେଖିବାରେ ଯାଉ, ଦ୍ରଷ୍ଟାମୟ ହେଇଯାଅ। ଦେଖ କିଏ ନଉଛି, କିଏ ଛାଡୁଛି। ମନରେ ଅହଙ୍କାର ଆସୁଛି, ମୁଁ ସବୁ କରୁଛି, ମୁଁ ସବୁ ତ କରିଛି। ଆଉ ମୁଁ ପାଠ ପଢ଼ିଛି, ମୁଁ ଚାକିରି କରିଛି, ମୁଁ ଘର କରିଛି, ମୁଁ ଜାଗା କିଣିଛି, ମୁଁ ସୁନା କିଣିଛି, ମୋର ଚାଲାକିରେ ମୋ ଜୀବନଟାକୁ ନିର୍ବାହ କରୁଛି। କେହି କ'ଣ ଜାଣିଛି ମୁଁ ନରକକୁ ଯାଉଛି ବୋଲି? କେହି କ'ଣ ଜାଣିଛି ସ୍ୱର୍ଗକୁ ଯାଉଛି ବୋଲି? ସ୍ୱର୍ଗକୁ ଯାଉନାହିଁ, ନରକକୁ ଯାଉଛି। କାରଣ ତା ଭିତରେ କାମନାରେ ଏତେ ପରିପୂର୍ଣ୍ଣ ହେଇଯାଇଛି ଯେ ସେ କାମନାଟା ପୁଣି ସତ୍ କାମନା ହେଇଥାନ୍ତା, ସେ କାମନାଟା ହେଉଛି ଅସତ କାମନା। ସେ କେବେ ସତ୍ କାମନା ନୁହେଁ। କ'ଣ ଅସତ କାମନା? ଯାହା କିଛି ନଥିଲା, ଯାହା କିଛି ରହିବ ନାହିଁ, ଏବଂ ଯାହାକୁ ତୁମେ ମାନେ କଠୋର ପରିଶ୍ରମ କରି ଜୀବନରେ ଅର୍ଜନ କରିଛ, ତାକୁ ତୁମେ ଗୋଟିଏ ବିନ୍ଦୁ ଛୁଞ୍ଚି ମନରେ ମୁନାଟେ ନେଇକି ଯାଇପାରିବନି, କିଛି ନେଇକି ଯାଇପାରିବନି। ଏ ସମସ୍ତ ହେଉଛି ଦୁଃଖର କାରଣ, ଏ ଯେ ସୁଖର କାରଣ ନୁହେଁ। ଏଇ କଥା କ'ଣ କରୁଛନ୍ତି ଆପଣମାନେ ଜାଣିପାରୁନାହାନ୍ତି। ଗୋଟେ ସୁନ୍ଦର କଥା, ଏଇ ଯେଉଁ ଧନ ସମ୍ପତ୍ତି, ଗୋଟେ କଥା କହିଦେଲେ, ୱେଲ୍ଥ ପାଇଁ ଆମେ ଯେଉଁ ଚେଷ୍ଟା କରୁଛେ, ପୃଥିବୀ ପରେ ଜଳତତ୍ତ୍ୱ, ମୂଳାଧାର ପରେ ସ୍ୱାଦିଷ୍ଟାନ, ପୃଥିବୀ ଭାରି ଓଜନିଆ, ଭାରି ଭାରି, ତାଠୁ ଟିକେ ହାଲକା ହେଉଛି ଜଳ। ତେଣୁ ଏଇ ଯେଉଁ ୱେଲ୍ଥ, ଯେତେ ଧନ ଆଉ ସମ୍ପତ୍ତି ଜୀବନରେ ଯେଉଁ ପରିଶ୍ରମ କରି ଅର୍ଜନ କରିଛ, ସମସ୍ତ ସମୟ ଦେଇଛ କେବଳ ଧନ ପାଇଁ, ଜୀବନଟା କେବଳ ରୋଜଗାର ପାଇଁ। ସେଇ ଚିନ୍ତା ଶଯ୍ୟା ତ୍ୟାଗରୁ ଶଯ୍ୟାକୁ ଯିବା ପର୍ଯ୍ୟନ୍ତ କେମିତି ଅର୍ଥ ଉପାର୍ଜନ ହବ। ଗୁରୁଦେବ କହୁଥିଲେ ଅର୍ଥଟା ରୋଜଗାର କରନ୍ତୁ, କିନ୍ତୁ ସତ୍ ପଥରେ ରୋଜଗାର କରନ୍ତୁ। ତେଣୁ ଲକ୍ଷ ଲକ୍ଷ ଆସୁ, କିଛି ଅସୁବିଧା ନାହିଁ, କିନ୍ତୁ ଅସତ ପଥରେ ରୋଜଗାର କରନ୍ତୁ ନାହିଁ। ଅସତ ପଥରେ ଯେଉଁ ଧନ ରୋଜଗାର କରିବେ, ତା ଆପଣଙ୍କୁ ଏତେ ଦୁଃଖ, ଏତେ ଯନ୍ତ୍ରଣା, ଏତେ କଷ୍ଟ ଦେବ, ପରବର୍ତ୍ତୀ ସମୟରେ ଆପଣ ଜୀବନ କାଳ ଭିତରେ ଆପଣ ଦେଖିବେ ସେ ସମସ୍ତ ଧୂଳିସାତ ହେଇଯିବ। ଯେପରି ପୁଷ୍ପରୁ ମହୁମାଛି କେତେ ଟିକେ ଟିକେ ମଧୁ ସଂଗ୍ରହ କରି, କେତେ ସୂକ୍ଷ୍ମରେ ତାର ସୁଣ୍ଡରେ ଟିକେ ମହୁ ଆଣି ଗୋଟେ ମହୁ ଫେଣା କରିଥାଏ, ଲାଷ୍ଟକୁ ସେ ମହୁ ଫେଣାକୁ ଏଇ ମାନବ ମାନେ ଖାଆନ୍ତି, ପୁଣି ମହୁକୁ ମାରିକି ଖାଆନ୍ତି। ବହୁତ ମହୁକୁ ନ ମାରିଲେ ସେ କେବେ ମହୁ ଫଣାରୁ ଯିବେ ନାହିଁ, କି ସେ ମହୁ ସଂଗ୍ରହ କରି ହବ ନାହିଁ। ସେଇଭଳି ଯେତେ ମଧୁ ତୁମେ ସଂଗ୍ରହ କରିଛ, ଅର୍ଥାତ ଯେତେ ଧନ ସମ୍ପତ୍ତି ସଂଗ୍ରହ କରିଛ, ତମକୁ ନିଶ୍ଚିନ୍ତ କେହି ଦିନେ ତମେ ତ ମରିବ। ଯଦି ନୁହେଁ, ତା ଭିତରେ ଏମିତି ବେଳ ପଇଲେ ତମ ପିଲା ବି ତମକୁ ମାରିଦେବେ, କି ଲୋକ ବି ତମକୁ ମାରିଦେବେ ସେ ସମ୍ପତ୍ତି ଲାଗି। ଏମିତି ଅନେକ ଦୃଷ୍ଟାନ୍ତ ଘଟଣା ସମାଜରେ ଏବେ ବି ଘଟୁଛି। ଯେଉଁମାନେ ଟିଭି ଦେଖୁଛ, ନ୍ୟୁଜ ପେପର ପଢୁଛ, ନିଶ୍ଚିନ୍ତ ଭାବରେ ଆପଣ ତା ଜାଣିଛନ୍ତି। ଦେଖନ୍ତୁ, ଗୋଟେ ଲୋକ ପାଖରେ ବହୁ ଲୋକ ପହଞ୍ଚୁଛନ୍ତି, ତାପରେ ଅର୍ଥ ନାହିଁ, ତା ପାଖକୁ କୋଉ ଲୋକ ଯିବେ? ଯଦି ସେ କିଛି କାହାକୁ ଦଉନଥିବ, ଅର୍ଥ ନଥିବ, କେବେ ଯିବେନି। ଯାହା ପାଖରେ ଅର୍ଥ ଅଛି, ପ୍ରତିଷ୍ଠା ଅଛି, କୀର୍ତ୍ତି ରହିଛି, ଏବଂ ଲୋକ ତା ପାଖକୁ ଯାଇ ପହଞ୍ଚନ୍ତି। କେତେ ଲୋକ ଜଣେ ଜ୍ଞାନ କଥା କହୁଛି, କୋଉ ଜ୍ଞାନ? ଆତ୍ମଜ୍ଞାନର କଥା କହୁଛି, ତାପରେ କେତେ ଲୋକ ଯାଇ ବସିକି ଶୁଣୁଛନ୍ତି ସେ ଆତ୍ମଜ୍ଞାନ କଥା ଟିକେ କୁହନ୍ତୁ, ଆମେ ଯାହାକୁ ପାଇକି ଶାନ୍ତି ଏବଂ ଆନନ୍ଦ ପାଇବ। କେତେ ଜଣ କହୁଛନ୍ତି? ନଥିଙ୍ଗ। ନାହିଁ କହିବାଟା ଭୁଲ, କୋଉଠି କ୍ୱଚିତ ଜଣେ ଜଣେ। ଯଦି କିଏ ଗୃହସ୍ଥାଶ୍ରମ ଲୋକ ଯାଇ କହୁଛି, ସେ ପାଠ ପଢିଲା ବେଳେ ଭାବୁଥିଲା ଭଲ ପାଠ ପଢିଲେ ମୁଁ ସବୁ କିଛି ପାଇ ମୋ ଜୀବନରେ ଶାନ୍ତି ଓ ଆନନ୍ଦ ମିଳିଯିବ, ସତରେ ଭଗବାନ ଏମିତି ମିଳିଯିବ, ତାର ବୋଧ ହୁଏ। ଆମ ଜୀବନରେ କାଳ ଭିତରେ ଆମେ ଦେଖିଛୁ, ପାଠ ପଢୁଥିଲୁ, କି ଆନନ୍ଦ, କେମିତି ରାତି ହେଲେ ପାଇଲେ, ସନ୍ଧ୍ୟା ହେଲେ, ନିଦ ଭାଙ୍ଗିଲେ ରାତି 4টাରେ କେମିତି ବହି ଖଣ୍ଡେ ଧରି ବସି ପଢିବା।
ଏବେ ଚିନ୍ତା କରୁ ସମୟ ଗୁଡ଼ାକୁ ବ୍ୟର୍ଥରେ କାଟି ଦିଆଯାଇଛି। ଏ ସମସ୍ତ ପାଇଁ କଥାଟା ଠିକ ନୁହେଁ। ଯିଏ ଲକ୍ଷ୍ୟ ନିର୍ଣ୍ଣୟ କରିଛି, ଯିଏ ଯାହାର ଚେତନା ଅଛି, ମୁଁ ଜନ୍ମଗ୍ରହଣ କରିଛି ପରମାତ୍ମା ପରବ୍ରହ୍ମ ପାଖରେ ମୋ ଜୀବନକୁ ସମର୍ପଣ କରିଦେବି, ତାଙ୍କୁ ଦର୍ଶନ ଉପଲବ୍ଧି କରିବି। କାହିଁକି ନା ମୁଁ ଅନେକ ଥର ଆସିଛି, ଅନେକ ଥର ଯାଇଛି, ସମସ୍ତ କାମ ଏବେ ଯାହା କରିବାକୁ ଚିନ୍ତା କରୁଛି ତାହା ଜୀବନରେ ବହୁବାର ମୁଁ ତାକୁ କରିଦେଇଛି, ଭୋଗ କରିଛି। ତେଣୁ ମୋର ଗୋଟିଏ କାମ ବାକି ରହିଛି ବୋଲି ମୋତେ ବାରମ୍ବାର ଆସିବାକୁ ପଡୁଛି ଏବଂ ଯିବାକୁ ପଡୁଛି। ଦେଖନ୍ତୁ, ଯୋଉ ଧନ ସମ୍ପତ୍ତି ପାଇଁ ସାରା ଜୀବନ ପ୍ରଚେଷ୍ଟା, ସେଥିରୁ 10 ଟଙ୍କା କି 5 ଟଙ୍କା କି ଟଙ୍କାଟା କି ଛୁଞ୍ଚିଟେ ସେଫ୍ଟି ପିନ୍ଟେ ମଧ୍ୟ ଆପଣ ନେଇକି ଯାଇପାରିବେ, ଲଙ୍ଗଳା ହେଇକି ଯିବେ। ମଣିଷ ସବୁ ଜାଣିଲା ପରେ କେତେ ଅନିତ୍ୟରେ ଅସତ୍ୟରେ ମାତୁଛି। କାମିନୀ କାଞ୍ଚନ ମାୟାରେ ଆଚ୍ଛନ୍ନ ହୋଇଛି ସକଳ ଚିତ୍ତ, ଅନିତକୁ ନିତ୍ୟମଣି ବିଶ୍ୱଜନେ ସାଧନ୍ତି ନିଜ ଅହିତ। ସମସ୍ତେ ବୁଝିପାରୁଥିବେ, କାମିନୀ ଆଉ କାଞ୍ଚନରେ, ମୂଳାଧାର ଆଉ ସ୍ୱାଧିଷ୍ଠାନରେ ମନ ରହି ମଣିଷ କ'ଣ କରୁଛି? ନିଜର ଅହିତ ଚିନ୍ତା ସେ କରୁଛି। ଧନ ପାଇଁ କେତେ ଦୁଃଖ କଷ୍ଟ, ଧନ ଯେତେ ବଢ଼ିବ ଚିନ୍ତା ସେତେ ବଢ଼ିବ ଏବଂ ଏତେ ଦୁଶ୍ଚିନ୍ତା ମଧ୍ୟ ବଢ଼ିବ। ଏ ସମ୍ପତ୍ତି କାଳେ କିଏ ନେଇଯିବେ, ଏ ସମ୍ପତ୍ତି କାଳେ କିଏ ଖାଇଯିବେ, ଏ ପଇସା କୁଆଡ଼େ କାଳେ ଚାଲିଯିବ। ଜାଣିନେଇ ଯେ ଶାସ୍ତ୍ରରେ ଲେଖା ଅଛି, ଧର୍ମ ଅର୍ଥ କାମ ମୋକ୍ଷ, ଚତୁର୍ବର୍ଗ ଫଳ ପ୍ରାପ୍ତି ପାଇଁ ମନୁଷ୍ୟ ଶରୀର ଧାରଣ କରିଛି ବୋଲି ଶାସ୍ତ୍ରରେ ଲେଖା ଅଛି। ପ୍ରଥମେ ଲେଖିଛି ଧର୍ମ, ଶେଷରେ ଲେଖିଛି ମୋକ୍ଷ। ପ୍ରଥମେ ଲେଖିଛି ଧର୍ମ, ଶେଷରେ ଲେଖିଛି ମୋକ୍ଷ। ଧର୍ମ ନ ଆସିଲେ ଅର୍ଥ ଆସିବନି। ଯାହା ପାଖରେ ଧର୍ମ ନାହିଁ ତା ପାଖରେ ଅର୍ଥ ନାହିଁ। ଯାହା ପାଖରେ ଧର୍ମ ଅଛି ତା ପାଖରେ ଅର୍ଥ ଆସିଛି। ଅର୍ଥ ଯଦି ଆସିଛି, ତାପରେ ଅର୍ଥ ଆସିଲା ପରେ ଯଦି ସେ ଧର୍ମ କାର୍ଯ୍ୟ କିଛି ନ କରିଛି, ପୁଣ୍ୟ କାମ କିଛି ନ କରୁଛି, ସେ ଅର୍ଥ କ'ଣ ହବ? ଚାଲିଯିବ। ତାରି ଜୀବନ କାଳ ଭିତରେ ସେ ଚାଲିଯିବ। ଲକ୍ଷ୍ମୀ ସଦା ଚଞ୍ଚଳା, ଯୋଉଠି ବିଷ୍ଣୁ ନାହାନ୍ତି ସେଠି ଲକ୍ଷ୍ମୀ ରହିବେ ନାହିଁ। ଯୋଉଠି ବିଷ୍ଣୁ ଅଛନ୍ତି ସେଇଠି ଲକ୍ଷ୍ମୀ ଅଛନ୍ତି। ଯୋଉଠି ସତ୍ୟ ଅଛି, ଶାନ୍ତି ଅଛି, ଦୟା ଅଛି, କ୍ଷମା ଅଛି, ଯେ ସତ୍ୟରେ ପ୍ରତିଷ୍ଠିତ ହେଇଯାଇଛି ତାକୁ ତ ଧର୍ମ କହନ୍ତି। ଧର୍ମର ସଂଜ୍ଞା ଅନେକ ଲୋକ ଶୁଣିଲେ ବାବା କ'ଣ କହିବେ, ଏଇଟା ଧର୍ମ। ପ୍ରକୃତ ଯିଏ ସତ୍ୟରେ ପ୍ରତିଷ୍ଠିତ ହେଇଯାଇଛି, ସତ୍ୟକୁ ବୁଝିଛି, ସତ୍ୟକୁ ଜାଣିଛି, ସେ ଲୋକ ଧାର୍ମିକ। ତା ପାଖରେ ଅର୍ଥ ଆସିବ। ଧାରଣ ଅର୍ଥ ଧ୍ରୁଧାତୃ ନିଷ୍ପନ୍ନ, ଧର୍ମ ଅର୍ଥ ଧ୍ରୁଧାତୃ ନିଷ୍ପନ୍ନ। ଯିଏ ସୃଷ୍ଟିକି ଧାରଣ କରି ରଖିଛି ତାକୁ ଉପଲବ୍ଧି ଅନୁଭବ କରିବାକୁ ଧର୍ମ କହନ୍ତି। ସତ୍ୟ ସୃଷ୍ଟିକି ଧାରଣ କରି ରଖିଛି। ଆପଣମାନେ ବସିଛନ୍ତି, ଆପଣମାନେ ଭାବୁଛନ୍ତି ମୁଁ ବସିଛି, ନା, ସେ ଆପଣଙ୍କୁ ବସେଇଛି। ସେ ଯଦି ଶ୍ୱାସ ପ୍ରଶ୍ୱାସଟେ ନ ନେବ, ଆପଣ ଗୋଟିଏ ମୁହୂର୍ତ୍ତରେ ସେଇଠି ଟଳି ପଡ଼ିବେ। ଟଳି ତ ପଡ଼ିବେ ନାହିଁ, ଆପଣ ମୁର୍ଦାର ହେଇଯିବେ ଏବଂ ପୋଡ଼ିବା ପୋତିବା ଆରମ୍ଭ ହେଇଯିବ। ସେତିକି ନୁହେଁ, ଆପଣଙ୍କୁ ଛୁଇଁବ ଯିଏ, ସେ ଗାଧେଇବ, ମହାପ୍ରସାଦ ନିମପତ୍ର ପାଇବ ଏବଂ ସେତେବେଳେ ଆପଣ ନାଁ ବି ଚାଲିଯିବ, ଆପଣଙ୍କ ପଦ ବି ଚାଲିଯିବ, ଆପଣଙ୍କ ଅହଙ୍କାର ଗର୍ବ-ଦମ୍ଭ କୁଆଡ଼େ ଚାଲିଯିବ, କିଛି ରହିବନି। ପୁଣି କହିବେ, ଭକ୍ତଚରଣ ଦାସ ଲେଖିଲେ, ଛୁଇଁମେ ନାହିଁ ତୋତେ ବୋଲିବେ ମଢ଼ା, ଛଖଣ୍ଡି କାଠ ହବ ତୋ ପାଇଁ ଲୋଡ଼ା। ଏତେ ବଡ଼ ଖଟରେ ଶୋଇଥିଲି, ଫ୍ଲାଇଟରେ ଉଡ଼ୁଥିଲି, କୋକେଇ ବାଉଁଶରେ ଯିବାକୁ ବାଉଣ୍ଡ, ଜମା ଛାଡ଼ିବେ ନାହିଁ ଗାନ୍ତି କୁଣ୍ଟୁବ। ଛାର ଦେହକୁ ମନ କରିଛୁ ସଜ, ଛନ୍ଦ କପଟ ତେଜିନ ଗୋବିନ୍ଦ ଭଜ। କେତେ ଛନ୍ଦ, କେତେ କପଟ। ଆମକୁ ବଡ଼ ଆଶ୍ଚର୍ଯ୍ୟ ଲାଗେ ଦୁନିଆକୁ ଦେଖିଲେ, ବସିଲେ। ଏ ସଂସାର ଭିତରେ ରହି ଲୋକମାନେ ଏତେ ଦୁଃଖ ଯନ୍ତ୍ରଣା କଷ୍ଟ ଭୋଗୁଛନ୍ତି, ଅର୍ଥାତ୍ ନର୍କ ଭୋଗୁଛନ୍ତି। କାହିଁକି ନା ସବୁରି ମୂଳରେ ରହିଛି କାମନା। ସେ କାମନା ବିଷୟରେ କହିଲେ 2-3ଟା ଏପିସୋଡ ହବ।
ସତ୍ୟ ଶାନ୍ତି ଦୟା କ୍ଷମା ଉପରେ କହିଲେ ଇଏ ବି ହବ। ତେଣୁ ନର୍କର ବାଟ ହେଉଛି କାମ କ୍ରୋଧ ଲୋଭ। ତେଣୁ ଧନ କି ପ୍ରକାର ଦୁଃଖ ଯନ୍ତ୍ରଣା କଷ୍ଟ ଦିଏ। ଯଦି ଧନକୁ ଆପଣ ସବୁବେଳେ ସତ୍ କାର୍ଯ୍ୟରେ ଲଗାଇଦେବେ, ଭଗବାନଙ୍କର ପ୍ରୀତ୍ୟାର୍ଥେ ଯଦି ଆପଣ ଧର୍ମକୁ ମାନେ ଧନକୁ ଲଗାଇଦେବେ, ଆପଣଙ୍କର ଧର୍ମ ବୃଦ୍ଧି ହବ ବା ପୁଣ୍ୟ ବୃଦ୍ଧି ହବ। ଯେତେବେଳେ ପୂର୍ଣ୍ଣ ବୁଦ୍ଧି ହବ, ଅର୍ଥ ଆପଣ ପାଖକୁ ଆସିବ। ବିଭିନ୍ନ ବାଟ ଦେଇ ଅର୍ଥ ଆପଣ ପାଖକୁ ଆସିବ। କିନ୍ତୁ ଆପଣଙ୍କର ଏଇ କନସେପ୍ଟଟା କ୍ଲିଅର ହେଇନାହିଁ। ଆପଣ ଭାବୁଛନ୍ତି ମୁଁ ଦେଇଦେଲେ ମୋର ସରିଗଲା, କମିଗଲା। ନା, ସେ ସବୁ ଦେଖୁଛନ୍ତି। ଯାହା ମୁଁ କରଇ, ଯାହା ମୁଁ କହଇ, ଯାହା ମୁଁ ଚିନ୍ତଇ, ଯାହା ମୁଁ ଭାବଇ ମନେ, ଜଗତର କର୍ତ୍ତା ପରମ ଈଶ୍ୱର ଜାଣୁଛନ୍ତି ପ୍ରତି କ୍ଷଣେ। ପ୍ରତ୍ୟେକଟି ମୁହୂର୍ତ୍ତରେ ସେ ଆମକୁ ଦେଖୁଛନ୍ତି। ଏଇ ଚେତନାରେ ତୁମେ ରୁହ। ପ୍ରତ୍ୟେକଟି ମୁହୂର୍ତ୍ତରେ ସେ ଚକା ଆଖି ସବୁ ଦେଖୁଛି। ତୁମେ ସେଇ ଚକା ଆଖିର ଅଂଶ ବିଶେଷ। ଯଦି ମୋ ବାପା ପୂର୍ଣ୍ଣ, ମୋ ବାପା ଯଦି ଆନନ୍ଦ ପ୍ରେମମୟ, ମୁଁ ତାଙ୍କର ସନ୍ତାନ ହୋଇ ଅପୂର୍ଣ୍ଣ କେମିତି ରହିଲି? ଦୁଃଖ ଯନ୍ତ୍ରଣା କଷ୍ଟ କେମିତି ଭାବିବି? ମୋ ବାପା ଯଦି ବୈକୁଣ୍ଠରେ ଅଛି, ମୁଁ କାହିଁ ନରକକୁ ଯିବି? କାରଣ ମୁଁ ପରମ ପିତାଙ୍କର ସନ୍ତାନ ତ, ମୁଁ ତାଙ୍କର ଅଂଶ ବିଶେଷ। କେତେଥର ବାବା କହିବେ ଗୀତା ଭାଗବତରେ ଏ କଥା ଉଲ୍ଲେଖ ଅଛି। 15 ଅଧ୍ୟାୟ ପୁରୁଷୋତ୍ତମ ଯୋଗରେ ଅଛି, ମହିମାଂଶ ଜୀବଲୋକ। ମୁଁ ସମସ୍ତ ପ୍ରାଣୀ ମୋର ଅଂଶ ବିଶେଷ। ମହିମାଂଶ ଜୀବଲୋକ ଜୀବଭୂତ ସନାତନ ମନ ଷଷ୍ଠୀନ୍ଦ୍ରାଣୀ ପ୍ରକୃତି ସ୍ଥାନେ କର୍ଷତି। ସତରେ କ'ଣ ଦିନ ଆସିବ, ମଣିଷର ଶରୀର ଅଛି ବୋଲି, ମନଟା ଅଛି ବୋଲି ସେ ସିନା ତା ଭିତରେ କାମନା ବାସନା ଆସୁଛି। ଶରୀରଟା ଅଛି ବୋଲି ନା। ଯଦି ଶରୀରଟା ନ ରହିବ, କେତେ କାମନା କ'ଣ ରହିବ? ଲୋକ ରୋଗଗ୍ରସ୍ତ ହେଇଯାଉ, ମାନେ ତାକୁ କ'ଣ କହନ୍ତି, ଅକର୍ମଣ୍ୟ ହେଇଯାଉ, ଦେଖିବେ ତାର କାମନା କମିଯିବ, ନିଶ୍ଚିନ୍ତ କମିଯିବ। ଆର୍ଥରିକ ବାବା କହିଥିଲେ କ'ଣ ନା, ଜଣେ ଏକନାଥକୁ ଯେମିତି ପଚାରିଲେ, ତୁମେ ସବୁବେଳେ କେମିତି ଭଗବାନଙ୍କୁ ଭଜନ କରିପାରୁଛ, ସବୁବେଳେ କେମିତି ନାମ ଜପ କରିପାରୁଛ, ଈଶ୍ୱରଙ୍କର ପିତାର୍ଥେ କେମିତି କର୍ମ କରିପାରୁଛ? ଏକନାଥ କହିଲେ, ତୁମେ 7 ଦିନ ଭିତରେ ମରିଯିବ। ବାବା ଆର୍ଥରିକ କଥା କହିଥିଲେ। ସନ୍ଥଙ୍କ କଥା କେବେ ମିଛ ହୁଏନି, ସେମାନେ ମିଛ କେବେ କୁହନ୍ତୁନି, ସବୁବେଳେ ସତ୍ୟ କୁହନ୍ତି। ତାଙ୍କ ଭିତରେ ଭଗବାନ ପ୍ରକାଶିତ। ତେଣୁ ଘରକୁ ଗଲା, ମୁଁ ତ ମରିଯିବି, ଆଉ 7 ଦିନ ରହିଲା। ସମସ୍ତଙ୍କର ମୃତ୍ୟୁ 7 days ଭିତରେ। ରବି ସୋମ ମଙ୍ଗଳ ବୁଧ ଗୁରୁ ଶୁକ୍ର ଶନି କେତେ ଦିନ ହେଲା? 7 ଦିନ। ଯିଏ ମରିବ 7 ଦିନ ଭିତରେ ମରିବ। ଏ କନସେପ୍ଟ ଆମର ସବୁ କ୍ଲିଅର ହଉନି। କାହିଁକି ନା, ଆମେ ଯାହା ଦୃଶ୍ୟ ହଉଛି ଆମେ ସେ ବିଷୟରେ ବି ଭଲ କି ଜାଣିନେ। ଯାହା ଦୃଶ୍ୟ ହଉଛି, ଅଦୃଶ୍ୟରେ ଅନେକ କଥା ରହିଛି, ଅନେକ କଥା। ଆପଣ ଏବେ ବାବା କହୁଥିଲେ, ଏ ଜଳ କିଏ ସୃଷ୍ଟି କରିଛି? କେବେ ବସି ଭାବିଛ? ଏତେ ବଡ଼ ସମୁଦ୍ର ତ କିଏ ଜଳରେ ସେ, ପୁଣି ସେ ସମୁଦ୍ର ପାଣି କାହିଁକି ଲୁଣିଆ ହେଇଛି? କେତେ ଗଭୀର କୋଉଠି, କେତେ ଜାଗାରେ ଏଭଳି ଭୟାବହ ସ୍ଥିତି ଅଛି। ଆପଣମାନେ ଜାଣିଛନ୍ତି, ଜାହାଜ ଚାଲିଗଲେ କୁଆଡେ ଚାଲି ଯାଉଛି ଯେ ତଳକୁ, ତାର ଆଦି ଅନ୍ତ ପର୍ଯ୍ୟନ୍ତ ବିଜ୍ଞାନ ପାଇପାରୁନି, ଯେ ଜାହାଜକୁ ଉଦ୍ଧାର କରାଯାଇ ପାରୁନାହିଁ। ଏତେ ଭୟଙ୍କର ଜୀବ ଅଛନ୍ତି, ଭୟଙ୍କର ଢେଉ ଆସୁଛି, ଭୟଙ୍କର ସବୁ ଜଳ ଦସ୍ୟୁ ମଧ୍ୟ ଅଛନ୍ତି, ଅନେକ ମାଛ ଅଛନ୍ତି। ଏ ଜଳକୁ କିଏ ସୃଷ୍ଟି କରିଛି? ସେ ସ୍ରଷ୍ଟା କିଏ? ଏତେ ବଡ଼ ପୋଖରୀ ଖୋଳି ଦେଇଛି ଯେ ମାନେ ପାଣି ଯୁଆଡେ ଦେଖିବ ପାଣି। ଆମ ସାଥିରେ ଆମ ଆଶ୍ରମ ପାଖରୁ ଗୋଟେ ପିଲା ଆସିଥିଲା। ଆମେ ତାକୁ ସମୁଦ୍ର ଦେଖିବାକୁ ଦେଲୁ। ପୁରୀରେ ଆଶ୍ରମ ହଉଥିଲା, ସେ ଆଶ୍ରମର ସେବା କରେ। ସେ ଦେଖିକି କହିଲା, ବାବା। ଆମେ କହିଲୁ କ'ଣ? ଏତେ ବଡ଼ ପୋଖରୀ କିଏ ଖୋଳିଛି? ଏତେ ବଡ଼ ପୋଖରୀ ଖୋଳିଛି? ପିତବାସ କହିଲା, ଏତେ ବଡ଼ ପୋଖରୀ ଖୋଳିଛି? ଆରେ ବାବା, ଚାଲ 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 ପଳେଇ ଚାଲ।
କାଳେ ପୋଖରୀ ମାଡ଼ି ଆସିବ, କଣ କରିଦବ, ପସ ଟିକେ ଗୋଡ ଧୋଇବ, ପାଣି ଛିଞ୍ଚ, ନାଇଁ ନା ନା। ଯେମିତି ଆଫ୍ରିକାରେ ଆଦିବାସୀ ମାନେ ଅଛନ୍ତି, ସେମାନେ ଅଇନା କେବେ ଦେଖି ନାହାନ୍ତି। ତାଙ୍କୁ ଯଦି ନିଜ ମୁହଁଟାକୁ ମିରରରେ ଦେଖେଇବ ସେ ତ ମାରିଦେବେ। କହିବେ ମତେ ଭୂତ ଦେଖେଇଲା ଆଉ କଣ। ଯେ ନିଜ ମୁହଁ ଜୀବନରେ ଦେଖିନାହିଁ କି ମିରର ଦ୍ଵାରା ମୁହଁଟା ଦେଖାଯାଏ, ସେମାନେ ଜାଣିନାହାନ୍ତି ନା। ଭଗବାନଙ୍କ ସୃଷ୍ଟି, ଜଳକୁ କିଏ ସୃଷ୍ଟି କରିଛି? ଯୋଉ ଜଳ ପିଇକି ଆମେ ଏତେ ଶାନ୍ତି, ପୁଣି କୋଉଠି ମିଠା ଜଳ, କୋଉଠି ଲୁଣି ଜଳ, କୋଉଠି ଖାର ଜଳ, କୋଉଠି କେତେ ପ୍ରକାର ଜଳର ଟେଷ୍ଟର ସେ ରଖିଛି। କିଏ ରଖିଛି? ସେ କିଏ? କିଛି ଟିକେ ରିସର୍ଚ୍ଚ ଅଛି? କିଛି ଆମର ନାହିଁ। ପଶୁ ଜୀବନ ଆଉ କଣ? ହରି ବିମୁଖ ବାବା ଏଥିରେ କହିଥିଲେ ବାରମ୍ବାର, ପ୍ରାଣୀ ଯେତେ ସେ ଥାନ୍ତି ପଶୁଙ୍କ ସଙ୍ଗତେ। କାହିଁକି ଏ କଥା କୁହାହଉଛି? ନା କେମିତି ସତ୍ୟରେ ଜୀବନଟା କଟିବ, ଆମେ ସ୍ୱର୍ଗ ଭୋଗ କରିବା। ସ୍ୱର୍ଗ ଭୋଗ ପରେ ଆହୁରି ଅନେକ ଭୋଗ ଅଛି। ବୈକୁଣ୍ଠ ନିତ୍ୟ ବୃନ୍ଦାବନରେ ଆମେ ଯାଇ ଯେମିତି ପହଞ୍ଚିବା। ନର୍କ କାମ, କ୍ରୋଧ, ଲୋଭ, କାମ, କ୍ରୋଧ, ଲୋଭ କଣ ଅଛି? ଧର ଆମେ ନର୍କକୁ ଯାଉଛେ, ଫୋନକୁ ସାଇଲେନ୍ସ କରିଦେବେ, ନହେଲେ ବନ୍ଦ କରିଦେବେ, ଯେମିତି ଯିବାକୁ ପଡିବ ନା। କିଏ ଆପଣାର ବାବା ପୂର୍ବରୁ କହିଲେ କାହା ସହିତ ସମ୍ପର୍କ ନଥିଲା, ଗଲା ପରେ ବି କାହା ସହିତ ସମ୍ପର୍କ ହବ ନାହିଁ। ଯିଏ କହୁଛି ମୁଁ ତତେ ଭଲ ପାଏ, ଆସିଲୁ ସାଥି ହେଇଯିବା, ସେ କହିବ ମୋ ଦୁଃଖରେ ତୁମେ ଭାଗି ହେଲ। ଦଶ ରତ୍ନାକରକୁ ପଚାରିଛନ୍ତି ବ୍ରହ୍ମା ଓ ନାରଦ, ଦୁଃଖ ତମେ ଯାହା ବୃତ୍ତି କରିକି ରୋଜଗାର କରୁଛ, ପରିବାର ପ୍ରତିପୋଷଣ କରୁଛ, ସେଥିରେ ସେମାନେ ଦାୟୀ? ଆମେ ଏବେ ପୂର୍ବରୁ କହିଲୁ ନିଜେ ଆମେ ବାନ୍ଧି ହେଇ ପଡୁଛେ, ଆମକୁ କେହି ବାନ୍ଧୁନାହାନ୍ତି। ଆମେ କେତେବେଳେ ମୁକ୍ତି ଚାହୁଁନେ, ମୋକ୍ଷ ଚାହୁଁନେ, ମୁକ୍ତି ଚାହୁଁନେ, ମୋକ୍ଷ ଚାହୁଁନେ। କି ଧନ ସମ୍ପତ୍ତି ଯୋଉଥି ଲାଗି ବ୍ୟସ୍ତ, କେତେ ଯେ କଷ୍ଟ ଦଉଛି ତାର ହିସାବ ନାହିଁ। ଗୋଟେ ସୁନ୍ଦର କଥା, ଆମେ ତ ପ୍ରସଙ୍ଗ ଭିତରେ ଗପ କହିବାକୁ ଇଚ୍ଛା କରୁନାହିଁ। ଗୁରୁ ଶିଷ୍ୟ ସାଥି ହେଇକି ଚାଲିଛନ୍ତି, ବାଟରେ ଗଲାବେଳେ ପଳାଇ ସୁନାର ମୋହର ପଡ଼ିଛି। ଶିଷ୍ୟ କହିଲେ ବାବା, ଏତିକ ସୁନାର ମୋହର ପଡ଼ିଛି, ଏ ସୁନାର ମୋହରକୁ ଆମେ ସଂଗ୍ରହ କରିଦେଇ ନେଇଗଲେ ଆଶ୍ରମରେ ବଡ଼ ବଡ଼ କାମ ସବୁ କରି ପକେଇବା। ଗୁରୁଦେବ କହିଲେ ଏ ସୁନାର ମୋହର ଭାରି ଡେଞ୍ଜର। କାରଣ ଗୁରୁ ତ୍ରିକାଳଦର୍ଶୀ ଥିଲେ, ସବୁ ଜାଣିପାରୁଥିଲେ। ନା ନା, ଏ ସୁବର୍ଣ୍ଣକୁ ଆମେ ଗ୍ରହଣ କରିବାନି। କାରଣ ବର୍ତ୍ତମାନ ଘୋର କଳିଯୁଗ। କଳି କୋଉଠି କୋଉଠି ରାଜତ୍ୱ କରୁଛି, ଶାସନ କରୁଛି। ପରୀକ୍ଷିତକୁ ମାଗିଥିଲେ କାମିନୀ କାଞ୍ଚନ ମଦ୍ୟ ମିଥ୍ୟା ଜୁଆ। କାମିନୀ ପାଖରେ କଳି ଅଛି, କାଞ୍ଚନ ପାଖରେ କଳି ଅଛି, ମଦରେ କଳି ଅଛି, ମିଥ୍ୟାରେ କଳି ଅଛି, ଜୁଆ ଖେଳ। ଏବେ ଜୁଆ ଖେଳ ବିଭିନ୍ନ ସେୟାର ମାର୍କେଟ, କଣ ଆମେ ଜାଣିନୁ? ସବୁ ଲୋକ ଖେଳୁନାହାନ୍ତି, ପଇସା ବୁଡ଼ିଯାଉଛି। ରାତାରାତି ବଡ ଲୋକର ସ୍ୱପ୍ନ ଦେଖି ସବୁ ଅର୍ଥ ଧୂଳି ସାତ ହେଇଯାଉଛି ଅନେକ ଲୋକଙ୍କର। ମତେ 1,00,000 ଟଙ୍କା ଦିଅ, ମୁଁ ତତେ ବର୍ଷକ ଭିତରେ 1.5 ଲକ୍ଷ ଦେବି। ବର୍ତ୍ତମାନ ସୋସାଇଟିରେ ବି ଚାଲୁଛି, ଲୋକ ବି କରୁଛନ୍ତି। ଏଟା ଜୁଆ ଖେଳ ନୁହେଁ କି? କେବେ ସେ ପଇସା ଆସିବ, ଥରେ ଆସିବ ଆଉ ଥରକୁ ପଳେଇବ। ଜୁଆ ଯେମିତି ଖେଳିଲେ ପିଲାଦିନେ ଆମେ ଯାଉଥିଲୁ, ନାଚ ହଉଥିଲା, ସେଠି ସବୁ ଜୁଆ ଖେଳୁଥିଲୁ। 10 ପଇସା ପକେଇଲେ ଉଠିଗଲେ 20 ପଇସା, ପୁଣି 20 ପଇସା ପକେଇଲେ ସେ ସବୁ ପଳେଇବ। ଆଉ ପଇସା ଅଛି ଯେ ସେ ଜୁଆ ଖେଳ ହବ? କାମିନୀ ପାଖରେ ଅଛି, ସ୍ତ୍ରୀ ପାଖରେ କଳି ଅଛି। ଯେତେ ଗଣ୍ଡଗୋଳ ହଉଛନ୍ତି ଦେଖନ୍ତୁ ସବୁ ସ୍ତ୍ରୀ ଲୋକ। କାଞ୍ଚନ ପାଖରେ ଟଙ୍କାରେ ବି କଳି ଅଛି, ମଦ ପିଇବାରେ କଳି ଅଛି, ମିଥ୍ୟାରେ କଳି। ମିଛ କଥା କୁହ, ଦେଖିବ କଳି ଲାଗିଯିବ। ସତ କଥା କୁହ, ଜମା କୋଉଠି କଳି ଲାଗିବ ନାହିଁ, କଳିର ପ୍ରଶ୍ନ ଉଠିବ ନାହିଁ। ତେଣୁ ମିଛ କହିଦିଏ 4-5 ଦିନ, ଦେଖିବ କେତେ କଳି ଲାଗିଯିବ ଯେ ତାର ଠିକ ଠିକଣା ନାହିଁ। ସତ କହିକି ଚାଲ,
ଜମା ତ କଳି ହବନି। ଯଦି ତମ ସହିତ କିଏ କଳି କରିଥବ, ସତ୍ୟ ଠାରୁ ବଡ଼ ତପସ୍ୟା ନାହିଁ। ଯୁଧିଷ୍ଠିର ସେଇ ସତ୍ୟ କଥା କହିଥିଲେ, ସାମାନ୍ୟ ଟିକେ ବାଙ୍କେଇକି ମିଛ କହିଥିଲେ ବୋଲି ସ୍ୱଶରୀରକୁ ଯିବା ପାଇଁ, ତାଙ୍କୁ ସ୍ୱର୍ଗକୁ ଯିବା ପାଇଁ କଷ୍ଟ ଭୋଗ କରିବାକୁ ପଡ଼ିଲା, ପଦେ ମିଛ କହିଥିଲେ ବୋଲି। ତେଣୁ ସେମିତି ଆମେ କେତେ ମିଛ କହୁଛେ, ପ୍ରତ୍ୟେକ ଦିନ ତାର ସମୀକ୍ଷା କରିଛେ। ଯେତେ ଗପୁଛେ ସେତେ ଅହଙ୍କାର ପ୍ରତିଷ୍ଠା ହଉଛି, ସେତେ ମିଛ ପ୍ରତିଷ୍ଠା ହଉଛି, ସେତେ କଳି ଲାଗୁଛି, ସେତେ ଆମ ଭିତରେ ଗଣ୍ଡଗୋଳ ହଉଛି। ଆପଣ ଦେଖନ୍ତୁ, ସବୁବେଳେ ମୌନ ରୁହନ୍ତୁ, ସାଧନା କରନ୍ତୁ, ଆଉ ଈଶ୍ୱରଙ୍କ ଉପରେ ବିଶ୍ୱାସ ନିର୍ଭର ରଖନ୍ତୁ। ଦେଖିବେ କେତେ ଆନନ୍ଦ। ଆଉ ନରକକୁ କଣ ଯିବେ? ସବୁବେଳେ ତ ସ୍ୱର୍ଗରେ ରହିବେ ନା। ତେଣୁ କଥା ରହିଲା, ଗୁରୁ ଶିଷ୍ୟ ଯାଉଛନ୍ତି, କହିଲେ ଗୁରୁଦେବ ପଇସା ସୁନାର ମୋହର ନବାନି ନା? ନା, ଚାଲ ଅଦୃଶ୍ୟରେ ବସିବା, ଦେଖିବା ଏ ସୁନାର ମୋହର ପାଇଁ କି ଘଟଣା ଆଜି ଘଟି ଯାଉଛି। ଅର୍ଥ ଅନର୍ଥର କାରଣ, ଅର୍ଥ ଜୀବନ ନେଇଯିବ, ଆପଣମାନଙ୍କର ଜୀବନ ବି ବଞ୍ଚିବ, ତାର ଯେମିତି ଯେ ୟୁଟିଲାଇଜ କରିପାରିବ। ଧନ ରୋଜଗାର କରିବା କିଛି ନାହିଁ, ଧନ ଆସିବା ଦ୍ୱାରା କ'ଣ ହୁଏ, ଯଦି ଲୋଭଗ୍ରସ୍ତ ନହେଲ, କାମ କ୍ରୋଧ ଲୋଭ ହେଉଛି ନରକର ଦ୍ୱାର। ଲୋଭଗ୍ରସ୍ତ ଯଦି ତୁମେ ନହେଲ, ଯେତେ ଧନ ଆସୁ ସେଇ ଭଗବାନଙ୍କ ସେବାରେ ଲଗେଇଦବ। ଯେମିତି ସମୁଦ୍ର କେବେ କ'ଣ ବୃଦ୍ଧି ପାଇ କୂଳ ଲଙ୍ଘନ କରେ? ନଦୀରେ ପାଣି ଆସିଲେ କୂଳ ଖାଇକି ବନ୍ୟା ହେଇଯାଏ। ସମୁଦ୍ର ଭାଙ୍ଗିକି କୋଉଠି ବନ୍ୟା ହେଲାଣି? ସମୁଦ୍ର କେବେ ଭାଙ୍ଗିକି କୋଉଠି ବନ୍ୟା ହେଇଛି? କ'ଣ ସମୁଦ୍ରରେ ସବୁ ଯାକ ପାଣି, ନଦୀର ପାଣି ପଉଛି, ସମୁଦ୍ର କାହିଁ କୂଳ ଲଙ୍ଘିବନି, ଭାଙ୍ଗିକି ମାଡ଼ି ଯିବନି? ସମୁଦ୍ର କୁଆଡ଼େ ମାଡ଼ି ଯାଇଛି? ସମୁଦ୍ରରେ ସେଭଳି ଭୂମିକମ୍ପ ହେଲେ କି କ'ଣ ହେଲେ ଗୋଟେ ଅଛି, ସେ କୂଳ ଲଙ୍ଘନ କରେ। ପାଣି ପଶିକି କେବେ କୂଳ ଲଙ୍ଘନ କରିছে କି? ସେଇଭଳି ଯେ ପ୍ରକୃତ ଜ୍ଞାନୀ, ଆତ୍ମଜ୍ଞାନର ଅଧିକାରୀ, ଯାହା ଭିତରେ ଭଗବାନ ନିକଟରେ, ଭଗବାନଙ୍କ ଚରଣରେ ଯାହାର ମୁଣ୍ଡ ରହିଛି, ମନ ରହିଛି, ଧନର ତାକୁ କେବେ ଲୋଭଗ୍ରସ୍ତ କରିପାରିବ ନାହିଁ। ସେ ସମସ୍ତ ଧନକୁ ସେଇ ପରମାତ୍ମା ପରମବ୍ରହ୍ମ ଦଉଛନ୍ତି ବୋଲି ଭାବିବ, ବା ଜଗତର ନାଥ ଜଗନ୍ନାଥ ଦଉଛନ୍ତି ବୋଲି ଭାବିବ। ସମସ୍ତ ଅର୍ଥକୁ ତାଙ୍କରି ସେବାରେ ଲଗେଇଦବ। ସୃଷ୍ଟିରେ ଗୋଟିଏ ସେବା, ଭଗବାନଙ୍କର ସେବା। ବହୁତ ଲୋକ କହନ୍ତି ମାନବ ସେବା, ଠିକ ଅଛି। ମାନବ ଭିତରେ କିଏ ଅଛି କି? ମଲା ଲୋକର କ'ଣ ସେବା ହୁଏ? ବୃକ୍ଷ ଭିତରେ କିଏ ଅଛି କି? ପଶୁପକ୍ଷୀ ଭିତରେ କିଏ ଅଛି କି? ଛାଡ଼ନ୍ତୁ, କଥା ରହିଛି। ଲୁଚିକି ଗୁରୁ ଶିଷ୍ୟ ଅନେକ ଦୂରରେ, ଅଳ୍ପ ଦୂରରେ ଗଛ ମୂଳରେ ବସିଲେ। ଏହି ସମୟରେ 4 ଜଣ ସାଙ୍ଗ ଆସିଲେ, କଥାବାର୍ତ୍ତା ହେଇ ଚାଲୁଛନ୍ତି। ଦେଖିଲେ ଆରେ ଏତେ ସୁନାର ମୋହର ସବୁ ପଡ଼ିଛି। ସମସ୍ତେ ବସିକି ଗୋଟେଇ ପକାଇଲେ, କହିଲେ କ'ଣ କରିବା, ଭୋକ ତ ହେଲାଣି। ସେଥିରୁ 2 ଜଣ ବନ୍ଧୁ କହିଲେ, ତୁମେ ବଜାରକୁ ଯାଅ, କିଛି ଖାଦ୍ୟ କିଣି ଆଣ, 2ଟା ମୋହର ନେଇଯାଅ, ଖାଦ୍ୟ କିଣି ଆଣ। ସେ ସେଠୁ ଗଲେ ଖାଦ୍ୟ କିଣିବାକୁ। ଯେତେବେଳେ ଖାଦ୍ୟ କିଣିବାକୁ ଗଲେ, ଇଏ ଯୋଉ 2 ବନ୍ଧୁ ଜଗିକି ବସିଲେ, କହିଲେ ଆରେ ଏଇ ତ ଧନକୁ 4 ଭାଗ କରାହବ, ଭାଗ କମିଯିବ। ତେଣୁ କ'ଣ କରିବା, ସେମାନଙ୍କୁ ମାରିଦେଲେ ଆମର 2 ଭାଗ ହେଇଯିବ। 4 ଭାଗ ଯୋଉଟା ହେଇଥାନ୍ତା ସେଟା 2 ଭାଗ ହେଇଯିବ, ଆମର ଅଧିକା ପଡ଼ିବ। ଅନେକ କଥା ମନ ଭିତରକୁ ଆସୁଛି। ସେଠୁ ତାପରେ କ'ଣ ହେଲା, ସେ କହିଲେ କେମିତି ମାରିବା? ସେ ଆସି ପହଞ୍ଚିଲେ, ଆମେ ପଛପଟୁ ଆଟାକ୍ କରିବା। ଆଉ ସେଥିପାଇଁ ସେ ଉପାୟ ଚିନ୍ତା କରି ଭାବିକି କ'ଣ କଲେ, ମାରିବା ପାଇଁ ପ୍ରସ୍ତୁତ ହେଇଗଲେ। ଲୋଭ ମଣିଷକୁ କ'ଣ କରେ ଦେଖନ୍ତୁ। ଆଜିକାଲି ଅଫିସର ମାନେ ଅଛନ୍ତି, ପୁଣି ଆମ ନାଁରେ କ'ଣ କରିଦେବେ ଠିକ ଠିକଣା ନାହିଁ। କି ଯେଉଁମାନେ ସବୁ ସମାଜରେ, ଏମିତି କହିଲେ ଭଲ ହବ, ଅର୍ଥକୁ କେମିତି ଶୋଷଣ କରୁଛନ୍ତି। ଲକ୍ଷ ଲକ୍ଷ ଟଙ୍କା ଦରମା ପାଉଛନ୍ତି, ତାପରେ ଲୋଭଗ୍ରସ୍ତ ହୋଇ ରାଜସ୍ୱକୁ କେମିତି ଖାଇ ଦଉଛନ୍ତି। କୋଟି କୋଟି ଟଙ୍କା ତାଙ୍କ ଘରୁ ବାହାରୁଛି, କୋଟି କୋଟି ଟଙ୍କା ସେ ଡିପୋଜିଟ୍ କରି ରଖିଛନ୍ତି। ଜାଣୁଛନ୍ତି ଲୋଭଗ୍ରସ୍ତ, ମୋର ଯେତିକି ଦରମା, ଯେତିକି ମୁଁ ଖଟେଇଲି ସେତିକି ପ୍ରାପ୍ୟ, ମୁଁ ଲୋଭର ବଶବର୍ତ୍ତୀ ହେବି ନାହିଁ। ସେଠି ମଣିଷ ଲୋଭର ବଶବର୍ତ୍ତୀ ହଉଛି।
ଯୋଉ ଲୋଭର ବର୍ଷ ଭିତରେ ଧନ ପାଇଛି ସେ ଧନ ଦିନେ ନର୍କକୁ ନବ। କାରଣ କାମ କ୍ରୋଧ ଲୋଭ ଭଗବତ ଗୀତାରେ ଲେଖା ଅଛି ଏ ହଉଛି ନର୍କର ଦ୍ୱାର। ଯୋଉଠି ଲୋଭ ଆସିଲା ତମ ଜୀବନ କାଳ ଭିତରେ ଜାଣିଲ ଯେ ତମେ ନର୍କକୁ ଗଲ। ନର୍କ ଅର୍ଥ ଦୁଃଖ ଯନ୍ତ୍ରଣା କଷ୍ଟ ପୁଳାଏ ପାଇବ। ତାପରେ କଣ କଲେ, ଜେମ୍ସ ଦି ବନ୍ଧୁ ବହୁତ ସୁନ୍ଦର ଖାଦ୍ୟ ସବୁ ଧରିକି ଆସିଛନ୍ତି। ସେ ବାଟରେ ଚିନ୍ତା କରୁଛନ୍ତି ଦୁଇ ବନ୍ଧୁ, ଇଏ ଦୁଇ ବନ୍ଧୁକୁ ଯଦି ଆମେ ମାରିଦବା ତାହେଲେ ଯିଏ ଜଗିଛନ୍ତି ଇଏ ଧନ ଆମମାନଙ୍କର ଅଧିକା ଭାଗ ପଡ଼ିବ। କେମିତି ମାରିବା ନା, ଏଇ ଖାଦ୍ୟରେ ଆମେ ପଏଜନ ଦେଇଦବା। ଲୋଭର କି ମାନେ ଭୟାବହ କଥା ଏଠି ଚାଲିଛି। ସେ ବିଷ ଦେଇ ଖାଦ୍ୟକୁ ଧରିକି ଆସିଛନ୍ତି। ଏ ଦୁଇ ବନ୍ଧୁ ଖାଦ୍ୟ ପାଖରେ ଯେତେବେଳେ ସୁନାର ମୋହର ପାଖରେ ପହଞ୍ଚୁଛନ୍ତି, ଆଉ ଦୁଇ ବନ୍ଧୁ କୁଆଡ଼େ ଗଲେ। ଏଇ ଭାବୁ ଆଟାକ୍ ହେଇଗଲା ଆଉ କଣ, ସାଥେ ଦୁଇ ଜଣ ମରିଗଲେ। ଯେହେତୁ ଦୁଇ ଜଣ ମାରିଦେଲେ, ୟାଙ୍କୁ ତ ପ୍ରବଳ ଭୋକ ହେଲାଣି। ଭୋକ ଟାଇମ୍ ଦେଖିଲେ ଏଠି ଖାଦ୍ୟ ପାଇଁ ଯାଇଥିଲେ, ଏ ସୁନ୍ଦର ଖାଦ୍ୟ ଆଣିଛନ୍ତି। ସେ ଆନନ୍ଦରେ ବସି ଖାଇଦେବା, ସୁନା ମୋହର ନେଇ ପଳେଇବା ଆଉ କଣ ଅଛି। ଖାଦ୍ୟକୁ ଖାଇଦେଲା ପରେ ସେମାନଙ୍କର ମୃତ୍ୟୁ କିଛି ସମୟରେ ହେଇଗଲା। ଠିକ ଦୂରରେ ଗୁରୁ ଶିଷ୍ୟ ବସିଥିଲେ। ଗୁରୁ ଶିଷ୍ୟକୁ ସବୁ କଥା ଦେଖାଉଥିଲେ। ଦେଖ, ଲୋଭର ବଶବର୍ତ୍ତୀ ହେଇ 4 ଜଣଙ୍କର ସୁନାର ମୋହର ଅଛି। 4 ଜଣ ଯାକ କେହି ଭୋଗ କରିପାରିଲେ ନାହିଁ। 4 ଜଣଙ୍କର ମୃତ୍ୟୁ ହେଇଗଲା। ବାପା, ତୁ ଯଦି ସୁନାର ମୋହର ନେଇକି ଯାଇଥାନ୍ତୁ ସାଥିରେ, ଇଏ ଟଙ୍କା ପହଞ୍ଚିଲା ପରେ କେତେ କଥା ଚିନ୍ତା ହେଇଥାନ୍ତା। ମାନେ ଟଙ୍କା ତମ କଣ କରିଥାନ୍ତା, ନଚେଇଥାନ୍ତା। ଯେତେବେଳେ ଅଧିକା ଟଙ୍କା ହବ ତମ କାନ ମୋଡ଼ିକି ବସ୍ ସୁଟ କରିବ। କଣ କରାହବ, କୋଉଠି ଜାଗା କିଣା ହବ, କୋଉଠି ଘର ହବ, କେତେ ସୁନା କିଣା ହବ, ତାକୁ ପୁଣି କଲା ପରେ ପୁଣି ଚିନ୍ତାଗ୍ରସ୍ତ, କାଳେ ମୁଁ କୋଉଠି ଧରା ପଡ଼ିଯିବି କି, କାଳେ ଶିକାର ହେବି କି, କାଳେ ଗଭର୍ଣ୍ଣମେଣ୍ଟ ମୋତେ ଧରିବ କି, କାଳେ ପ୍ରୋବ୍ଲେମ ଆରାଇଜ କରିବ କି। ଏଇ ଚିନ୍ତାରେ ରୋଗଗ୍ରସ୍ତ କଣ, ଏଇ ଚିନ୍ତାରେ ହାର୍ଟ ଆଟାକ୍। ତ ଟଙ୍କା ଆସୁ କିଛି ଭାବିବାର ନାହିଁ, କିନ୍ତୁ ସତ ପଥରେ ଆସୁ, ସମସ୍ତ ପଇସାକୁ ସନ୍ଧ୍ୟାବେଳ ଭିତରେ ସାରିଦବ। କାଲି ସକାଳ କଥା ଚିନ୍ତା କରିବ ନାହିଁ, ରାତି କଥା ବି ଭାବ ନାହିଁ। ସତରେ ଯଦି ଟଙ୍କାକୁ ଖର୍ଚ୍ଚ କରିଥିବ, ରାତି ପାଇଲେ ପରମ ପିତା ପରମ ବ୍ରହ୍ମ, ଯିଏ ସୃଷ୍ଟିର ସ୍ରଷ୍ଟା, ଯିଏ ସବୁ ସୃଷ୍ଟି କରିଛନ୍ତି, ଯିଏ ପୃଥିବୀ ସୃଷ୍ଟି କରିଛନ୍ତି, ଜଳ ସୃଷ୍ଟି କରିଛନ୍ତି, ତାପରେ ଅଗ୍ନି ମଣିପୁର ଚକ୍ର ତାକୁ ବି ସୃଷ୍ଟି କରିଛନ୍ତି। ଖାଦ୍ୟ ଜୀର୍ଣ୍ଣ ହଉଛି, ଦେଖନ୍ତୁ କେତେ ବଡ଼ ସୁନ୍ଦର ମେସିନ ବସିଛି। 80 ବର୍ଷ 100 ବର୍ଷ କଳିଯୁଗର ପରମାୟୁ ଧୀରେ ଧୀରେ କମିବାକୁ ଲାଗିଲାଣି। ସତ୍ୟ ଯୁଗରେ ଲୋକ 1,00,000 ବର୍ଷ ବଞ୍ଚୁଥିଲେ। 1 ଇୟର ମାନେ 1,00,000 ବର୍ଷ, 1 ଇୟର କହିଲେ 1,00,000 ବର୍ଷ ବଞ୍ଚୁଥିଲେ। ତ୍ରେତୟା ଯୁଗରେ 10,000 ଲୋକ ବର୍ଷ ବଞ୍ଚିଲେ, ନିରୋଗ ସ୍ୱାସ୍ଥ୍ୟ, କିଛି ରୋଗ ନାହିଁ। ଦ୍ୱାପର ଯୁଗରେ 1000 ବର୍ଷ ଲୋକ ବଞ୍ଚିଲେ। କଳି ଯୁଗ ଲୋକମାନେ 120ରୁ ଆୟୁଷରୁ 80 ବର୍ଷ ହେଲେ ସଫିସିଏଣ୍ଟ। 80 ପରେ ଆଉ କେହି ବଞ୍ଚିବାର ନାହିଁ। ଏବଂ ପିଲା ଦିନରୁ ସମସ୍ତଙ୍କୁ ରୋଗଗ୍ରସ୍ତ ହେଲେଣି। ଏଇ 10 ଇୟର୍ସର ସମୀକ୍ଷା କରିବେ, ସମସ୍ତେ ମାନେ ଚିନ୍ତା ସବୁବେଳେ ସମସ୍ତଙ୍କର ବଢ଼ିଲାଣି। କେତେବେଳେ ଟିକେ ଭଗବାନଙ୍କ ଚିନ୍ତା କରିବା, ସତ ଚିନ୍ତା କରିବା, ଈଶ୍ୱରଙ୍କ ନାମ ଜପ କରିବା, ଈଶ୍ୱରଙ୍କୁ ଧ୍ୟାନ କରିବା, ସତ୍ସଙ୍ଗର ଆଶ୍ରୟ ନେବା, ସାଧନା କରିବା, ଆମର ପେଟ ଚାଖଣ୍ଡ ପାଇଁ କର୍ମ କଲା ଭିତରେ ଏସବୁ କାମ ଚାଲିଥିବ। ସେସବୁ କଥା ନାହିଁ। ଆଜି ଜଣେ ଲୋକ ଆସିଲେ, କହିଲେ ଠାକୁର ଡାକିବାକୁ ସମୟ କାହିଁ? ସେ ପ୍ରତ୍ୟେକ ସତ୍ସଙ୍ଗ ମା ଶୁଣନ୍ତି, ସମୟ ନାହିଁ। ପୁରୀରୁ ଆସିଥିଲେ କେବଳ ଦର୍ଶନ କରିବା ପାଇଁ, ଦୀକ୍ଷା ନେବା ପାଇଁ। ସେ ଶୁଣିବେ ଏ କଥା। ମୁଁ କହିଲି ମା, ଦିନକୁ ଯଦି 20 ଥର ଫୋନ ଆସେ, 3 ମିନିଟ୍ 4 ମିନିଟ୍, ଏବେ ତ ଫୋନରେ 4 ମିନିଟ୍ କଥା ନାହିଁ, 40 ମିନିଟ୍ କଥା। କୌଣସି କଥାର ଭ୍ୟାଲୁ ନାହିଁ, କୌଣସି କଥାର ଭ୍ୟାଲୁ ନାହିଁ।
ଏବଂ ଫୋନ୍ଟା ଏତେ ଆକର୍ଷଣୀୟ, ନାରୀ ଠାରୁ, ଟଙ୍କା ଠାରୁ, ଖାଦ୍ୟ ଠାରୁ ଫୋନ୍ଟା ବେଶୀ ଆବଶ୍ୟକ। ଯଦି ଫୋନ୍ କାରେ କୋଉଠି ଯାଇଛନ୍ତି ହଜିଗଲା, ଠାକୁର ଦେଖା ବନ୍ଦ, ସବୁ ଗଣ୍ଡଗୋଳ ରାଇଜ କରିବ, ଆଉ ତ କିଛି ଭଲ ଲାଗିବନି, ବିଷମ ହେଇଯିବ ମନ। ସାଧୁ ସନ୍ଥକୁ ବି ଫୋନ୍ ବି ସେୟା କଲାଣି। କାହାକୁ ଛାଡ଼ିଛି କ'ଣ ଫୋନ୍? ଅଚ୍ୟୁତାନନ୍ଦ ତାଙ୍କ ମାଳିକାରେ ଲେଖିଛନ୍ତି, ଗୋଟେ ପେଷଣ ଯନ୍ତ୍ର ବାହାରିବ, ସେଦିନ ପୃଥିବୀକି ଧ୍ୱଂସ କରିଦେବ। ତାର ଯେତେ ଯେ ଆଶ୍ରୟ ନେବ, ଲୋକର ହାର୍ଟ ପ୍ରୋବ୍ଲେମ ସେତେ ବାହାରିବ, ଆଉ ମାଇଣ୍ଡ ବିକୃତ ହବ ଫୋନ୍ ଲାଗି। ଯାହାର ଉପକାର ଅଛି ତାର ଅପକାର ବି ଅଛି। ଗୋଟେ ଛୋଟିଆ କଥାଟେ, କଟୁରୀ କ'ଣ କରିବ? ବିଭିନ୍ନ କାମରେ ଲାଗିବ। ଘର ଉପକରଣ ଜିନିଷରେ ବାଉଁଶ ଅଣା ହେଇପାରିବ, କି ନଡ଼ିଆ ଚଢ଼ା ହେଇପାରିବ, କି କାଠଟିଏ ହାଣି ଦେଇ ହେବ, କି ଗଛରୁ ପତ୍ରଟିଏ କାଟି ଦେଇହବ। ସେଇ ଅସ୍ତ୍ରଟାକୁ ଯଦି ତୁମେ ଉଲ୍ଟା ବାଟରେ ୟୁଜ୍ କରିବ, ଅନେକ ପ୍ରାଣୀକି ବଧ କରିଦେବ, ଅନେକ ପ୍ରାଣୀକି ବଧ କରିଦେବ। ନିଆଁଟାରେ ସବୁ ଜିନିଷ ଶିଖେଇବାରେ, ସୁନ୍ଦର ଭାବରେ ଖାଦ୍ୟ ପ୍ରସ୍ତୁତ କରିହେବ। ସେ ନିଆଁଟା ଯଦି ଦେହରେ ଲାଗିଗଲା, ଗଲ, ଆଉ ମେଡିସିନ ନାହିଁ। ଯଦି ପୋଡ଼ିଗଲା ଦେହଟା, ଡେଥ୍ ସିଓର। ସେ ନିଆଁଟା ଯଦି କାହା ଘରେ ଲଗେଇଦେଲ, ତା ଘର ବି ପୋଡ଼ିଗଲା। ଥରେ ଚିନ୍ତା କରନ୍ତୁ, ପ୍ରତ୍ୟେକ କାର୍ଯ୍ୟରେ ଏ ସମସ୍ତ କଥା ଯେଉଁମାନେ ଶୁଣୁଛନ୍ତି, ତାର ଯେଉଁମାନେ ଜ୍ଞାନୀ, ତାର ସୁଫଳ ଏବଂ କୁଫଳ ଅଛି। କଥା କହିବାର ଆବଶ୍ୟକ ଅଛି ପଦେ ଦୁଇ ପଦ। ଫୋନ୍ ୟୁଜ୍ କରିବାର ଆବଶ୍ୟକ ଅଛି ଯେତେ କମ୍। ଅଯଥା ଗପ ନାହିଁ। କୁଆଡ଼େ ଯାଇଥିଲ, କ'ଣ କରୁଛ? ଘରୁ ପୁଅ ଯଦି ସ୍କୁଲକୁ ଯାଇଛି, 3 ଥର ମା ଫୋନ୍ କରିବ, ପହଞ୍ଚିଲୁ? କି ଆଶ୍ଚର୍ଯ୍ୟ କଥା! ଯେତେବେଳେ କ'ଣ ଫୋନ୍ ନଥିଲା, ପୁଅ ସ୍କୁଲରେ ପହଞ୍ଚୁ ନଥିଲା, ନା କଲିକତାରେ ପହଞ୍ଚୁ ନଥିଲା, ନା ବମ୍ବେରେ ପହଞ୍ଚୁ ନଥିଲା। ମାନେ ମନର ଚଞ୍ଚଳତା ଆସିଲା, ମନର ଅସ୍ଥିରତା ଆସିଲା, ଆଉ ଭଗବାନଙ୍କ ପାଖରେ ପ୍ରେୟାର କରିବାକୁ ଆଉ ଇଚ୍ଛା ହେଲା ନାହିଁ। କାରଣ ସେତେବେଳେ ଯେତେବେଳେ ଏ କଥା ଫୋନ୍ଟା ନଥିଲା, ଆରେ ମୋ ପୁଅ କେମିତି ବମ୍ବେରେ କି ଦିଲ୍ଲୀରେ କି କୋଉଠି ପୁନାରେ କି କୋଉଠି ପହଞ୍ଚି ଯାଉ, ଭଲ ପ୍ରଭୁ ତାକୁ କୃପା କର, ସେ ଟିକେ ଭଲରେ ଭଲରେ ପହଞ୍ଚି ଯାଉ। କେତେ ବଡ଼ ପରମପିତ ପରମବ୍ରହ୍ମ, ଯିଏ ଆକ୍ଚୁଆଲି ରକ୍ଷାକର୍ତ୍ତା, ଯିଏ ଆମର ସବୁ କିଛି ଜୀବନ ପ୍ରାଣ, ତାଙ୍କ ନିକଟରେ ପ୍ରାର୍ଥନା ହେଉଥିଲା, ଦୀପଟିଏ ଦିଆ ହେଉଥିଲା। ଏବେ କ'ଣ ହେଲା, ଯେତେବେଳେ ଫୋନ୍ଟି ହେଇଗଲା, ସେ ଭାବନା ସମସ୍ତଙ୍କ ମନରୁ ପଳାଇଛି। ମାନେ କେମିତି ଦିନକୁ ଦିନ ମଣିଷ କାମନାର ବଶବର୍ତ୍ତୀ ହେଇ, କେମିତି କ୍ରୋଧର ବଶବର୍ତ୍ତୀ, ଲୋଭର ବଶବର୍ତ୍ତୀ, କେମିତି ସେ ନର୍କକୁ ଯାଉଛି। ଦେଖନ୍ତୁ, ଗୋଟିଏ କାମନା କରିବା କଥା, ଆପଣ ଗୃହସ୍ଥାଶ୍ରମ ରୁହନ୍ତୁ, କି ବ୍ରହ୍ମଚାରୀ ଆଶ୍ରମ ରୁହନ୍ତୁ, କି ସନ୍ନ୍ୟାସ ଆଶ୍ରମ ରୁହନ୍ତୁ, ଯୋଉ ଆଶ୍ରମ ରୁହନ୍ତୁ, କି ବାନପ୍ରସ୍ଥ ଜୀବନ କାଟନ୍ତୁ, ସମସ୍ତେ ଲକ୍ଷ୍ୟଟା ଆଗ ନିର୍ଣ୍ଣୟ କର। ସେଟା ହଉଛି ବଡ଼ କଥା। ମୋ ଜୀବନର ଏମ୍ କ'ଣ? ମୋର ମୁଖ୍ୟ କର୍ମ କ'ଣ? ମୋର ଗୌଣ କର୍ମ କ'ଣ? ଯିଏ ସମ୍ପୂର୍ଣ୍ଣ ଭାବରେ ମୁଖ୍ୟ କର୍ମକୁ ବାଛି ନେଇଛି, ସେ ମହାନ। ମୁଁ କେବଳ ଆସିଛି ଏ ଭଗବାନଙ୍କ ସୃଷ୍ଟିରେ କ'ଣ କରିବାକୁ? ନା ସେବା କରିବାକୁ। ଏଇ ଭୁବନେଶ୍ୱରରୁ ଜଣେ ମା ଯାଇଥିଲେ ଆଶ୍ରମକୁ। ସେ ଦୀକ୍ଷା ନେବାର କଥା କହିଲେ। ଆମେ ତାଙ୍କୁ କହିଲୁ, କାରଣ ଦିବ୍ୟ ଜୀବନ ଲାଭ ପାଇଁ ଦିବ୍ୟ ଶରୀର ଦରକାର, ଡିଭାଇନ୍ ଲାଇଫ୍, ଡିଭାଇନ୍ ବଡି। ସେଥିଲାଗି କ'ଣ କରାଯାଏ ନା, ସାଧକ ଜୀବନରେ ଈଶ୍ୱରକୁ ଉପଲବ୍ଧି କରିବାକୁ ହେଲେ ବହୁତ ରେଷ୍ଟ୍ରିକ୍ସନ୍, ନୀତି ନିୟମ ଜୀବନଯାପନ ଅତିବାହିତ କରିବାକୁ ପଡ଼େ। କେଉଁ ଖାଦ୍ୟ ଖାଇବ, କେଉଁ ଖାଦ୍ୟ ଖାଇବନି। କାରଣ ଯେତେ ପ୍ରକାର ଲୋକ ସମସ୍ତେ କାମନାରେ ପୁରା ପରିପୂର୍ଣ୍ଣ ହିଁ ଅଛନ୍ତି। ଯେତେବେଳେ ଯାହାର ଯୋଉ ବିଷୟରେ କାମନାଟା ଫୁଲଫିଲ୍ ନହେଲା, ତା ଭିତରୁ କ୍ରୋଧ ଆସିଲା। ଯାହାର କାମନା ନାହିଁ, ତାର ରାଗ ଆଦୌ ନାହିଁ। କ୍ରୋଧ ତା ପାଖରେ ପରାସ୍ତ। ମଣିଷ ସବୁବେଳେ ଭାବୁଛି ମୋର ବହୁତ ଶତ୍ରୁ ଅଛନ୍ତି। ବହୁ ଲୋକ ଆମ ପାଖକୁ ଆସନ୍ତି, ବାବା ଆମର ବହୁତ ଶତ୍ରୁ। ଆମକୁ ହସ ମାଡ଼େ। ଏଠି ନିଜ ଭିତରେ ଯୋଉ ଶତ୍ରୁ ଅଛନ୍ତି, ସେ ଶତ୍ରୁ ବିଷୟରେ ତମେ ଜାଣିଛ ତ? ପ୍ରଥମରେ ଷଡ଼ ଐରୀ,
ଏକାଦଶ ସଙ୍ଗ ନିବାରି ପ୍ରକୃତି 25 କଲେ ହେଲେ ନାଶ ଫିଟିଯିବ ଅନ୍ଧକାର କବାଟ ଗୁରୁ ଆଜ୍ଞା ଖଟୋ ଚାଟ ଯେବେ ପଢ଼ିବୁଟି ଅପଡ଼ା ପାଠ। ଇଏ ହେଉଛି ସବୁ ଅପଡ଼ା ପାଠ, ଶୂନ୍ୟ କଲେଜର ପାଠ। ଏଠିକି ଆସିଲେ ସବୁଟା ମାଇଣ୍ଡ ଶୂନ ହବ। ମାଇଣ୍ଡ ୱିଲ୍ ବିକମ୍ କମ୍ପ୍ଲିଟଲି ଜିରୋ ବା ଶୂନ, କିଛି ରହିବେ ନାହିଁ, କେବଳ ସେ ରହିବେ। ଲାଷ୍ଟକୁ ସେ ବି ନାହାନ୍ତି। କେମିତି ସେ ନାହାନ୍ତି? କ'ଣ ସେଇଥିପାଇଁ ଆମେ ବ୍ୟାକୁଳିତ ହେଲୁ, ଘର ଦ୍ୱାର ଛାଡ଼ିଲୁ, ଗେରୁଆ ପିନ୍ଧିଲୁ, ଦାଢ଼ି ବାଳ ରଖିଲୁ, ସବୁ କଲୁ, ସେ କ'ଣ ନାହାନ୍ତି? ଯେତେବେଳେ ଅଂଶ ପୂର୍ଣ୍ଣ ସହିତ ମିଶିଯାଏ ଆଉ କ'ଣ ଅଂଶ ଥାଏ? ବୁଝିପାରିଲେ? ଯେତେବେଳେ ଅଂଶ ପୂର୍ଣ୍ଣ ସହିତ ମିଶିଯାଏ, ତୁମ ମାଠିଆ ଭିତରେ ବି ଆକାଶ, ତୁମ ରସାହାଣ୍ଡି ଭିତରେ ଥୋଇଲେ ବି ଆକାଶ, ତ ଭାଙ୍ଗିଦବ, ଏ ଆକାଶ ସେ ଆକାଶରେ ମିଶିଗଲା। କି ଗ୍ଲାସ ପାଣି ତ ସମୁଦ୍ର ପାଣିରେ ମିଶିଗଲା, ତା ଆଉ କ'ଣ ଗ୍ଲାସ ପାଣି ରହିଲା? ଯେତେବେଳେ ପାଣି ଫୋଟକା ପାଣିରୁ ଜାତ ହେଇ ପୁଣି ସେ ପାଣି ସହିତ ମିଳେଇଗଲା, ପାଣିର ଫୋଟକା କ'ଣ ଆଉ ରହିଲା? ତେଣୁ ଈଶ୍ୱର ଭିତରେ ଅଛନ୍ତି, ବାହାରେ ଅଛନ୍ତି। ଈଶ୍ୱର ସର୍ବତ୍ର ଅଛନ୍ତି। ଯଦି ସର୍ବତ୍ର ଅଛନ୍ତି ତାହେଲେ ଭିତରେ ଅଛନ୍ତି, ବାହାରେ ଅଛନ୍ତି। ସେବା କଥା ସେ ମା କଥା ପୁଣି ରହିଗଲା କହିବି। ଈଶ୍ୱର ଭିତରେ ଅଛନ୍ତି, ବାହାରେ ଅଛନ୍ତି। ସର୍ବତ୍ର ଅର୍ଥ ସବୁଠି ସବୁ ସ୍ଥାନରେ ପରିପୂର୍ଣ୍ଣ ଅଛନ୍ତି। ଆମେ ଏ କଥାଟା ମୁହଁରେ କହୁଛେ, କିନ୍ତୁ ଡିପଲି ଭାବିଛେ ଭଗବାନ ସବୁଠି ଅଛନ୍ତି। ଯଦି ସବୁଠି ଅଛନ୍ତି, ମୁଁ ସେ ସତ୍ତାକୁ ଅନୁଭବ କରିପାରୁଛି। ବାବା ଅନେକ ଥର କହିଛନ୍ତି ଗୋଟିଏ ସୁନ୍ଦର ସତ କଥାଟେ। ଗୋଟିଏ ଗୁରୁଙ୍କର 2ଟି ଶିଷ୍ୟ ଥିଲେ। ଗୁରୁଙ୍କର ମହାପ୍ରୟାଣ ସମୟ 2 ଶିଷ୍ୟ ଭିତରେ କନ୍ଦଳ ଲାଗିଲା। ସେ କହିଲା ମୁଁ ଉତ୍ତରାଧିକାରୀ ହେବି, ସେ କହିଲା ମୁଁ ଉତ୍ତରାଧିକାରୀ ହେବି। ଗୋଟେ ଗୁରୁଙ୍କ ପାଖରେ 2 ଶିଷ୍ୟ ପାଠ ପଢିଛନ୍ତି। ଜଣେ କଳି କଲେ, ଆଉ ଜଣେ କଳି କଲେନି, ନୀରବ ରହିଲେ। ଆପଣଙ୍କ ଭିତରେ ପ୍ରଶ୍ନ ଉଠୁଥିବ, କ'ଣ 2 ଜଣ ନ ଲାଗିଲେ କଳି ହୁଏନି? ନା, ଜଣକରେ କଳି ହୁଏ। 2 ହାତ ବାଜିଲେ କଳି ହୁଏ ନା? 2ଟା ଆଉ ଗୋଟେ ହାତ ଥିଲେ ଆଉ ଗୋଟେ ହାତରେ ବାଜିକି କଳି କରାଏ। 2 ଜଣ କେତେବେଳେ କଳି କରନ୍ତିନି ସବୁ ଜାଗାରେ। ଯେଉଁମାନେ ମହାନ ଆତ୍ମା ସାଇଲେନ୍ସ ଥାନ୍ତି, ଦେଖନ୍ତି ଏ ଜୀବନରେ କ'ଣ କ'ଣ ଘଟଣା ଘଟୁଛି। ସେ କ'ଣ କଲେ? 2ଟି ଫଳ ଦେଲେ। ବାବା କହିଛନ୍ତି, ଶୁଣିଛନ୍ତି, ଏଇଟାକୁ ଫଳଟିକୁ ଖାଇଦବ, କେହି ଦେଖିବେ ନାହିଁ। ଏ ଫଳଟିକୁ ନବ, ତମେ ବି ଖାଇଦବ, କେହି ଦେଖିବେ ନାହିଁ। 2 ଜଣ ଗୋଟିଏ କଥା। ସେ ଘରକୁ ଗଲେ, ଅନେଇଲେ, ଦେଖିଲେ, ସବୁ ଭିତରେ ଗୋଟେ ଶିଷ୍ୟ, ଏ ଘରେ କେହି ନାହାନ୍ତି, ଫଳଟିକୁ ଖାଇଦେଲେ। ତାଙ୍କର ଅନୁଭବ ହେଲାନି ଯେ ଏ ଭଗବାନ ସର୍ବତ୍ର ଅଛନ୍ତି, ସବୁଠାରେ ଅଛନ୍ତି। ଈଶ୍ୱର ସର୍ବଭୂତାନାଂ, ସବୁଠି ଅଛନ୍ତି। ଆଉ ଜଣେ ଫଳ ନେଲେ, ଭାବିଲେ ଗୁରୁଦେବ କହିଛନ୍ତି କେହି ଦେଖିବେନି, ଖାଇଦେବେ, ଖାଇଦବୁ। ଆରେ ଭଗବାନ ତ ସର୍ବତ୍ର ଅଛନ୍ତି, ମୁଁ କେମିତି ଫଳଟାକୁ ଖାଇବି? ସେ ଦେଖିବେ ନାହିଁ, ସେ ତ ସବୁ ଦେଖୁଛନ୍ତି, ଚକା ଆଖି ସବୁ ଦେଖୁଛି। ଆମେ ଭାବୁଛେ ଆମେ ଯୋଉ କର୍ମ କରୁଛେ ତାକୁ କେହି ଦେଖୁନାହାନ୍ତି, ସେ ଈଶ୍ୱର ତ ଦେଖୁଛନ୍ତି। ତମ ଭିତରେ ଯୋଉ ଆଖି ଅଛି, ତମ ଭିତରେ ଯୋଉ ବିବେକ ଅଛି, ସେ ତ ପଚାରିଲ, ସେ କହିଦବ ସେ ତୁମର। ସେ କହିବ ନା, ଏ ଘଟଣା ନୁହେଁ। ବିବେକ କହିଦବ ନା, ତୁମେ ଭୁଲ କରିଛ। ଆଖି କହିବ ନା, ତୁମେ ଏଇଆ କରିଛ। ସେ ଫଳକୁ ଖାଇପାରିଲେନି। ସକାଳ ହେଲା, ଗୁରୁଙ୍କୁ ପ୍ରଣାମ କଲେ। ଗୁରୁଦେବ ପଚାରିଲେ କ'ଣ କଲ? ନା ଫଳକୁ ଖାଇ ଦେଇଛି, ଘର ଭିତରେ କେହି ନଥିଲେ। ତୁମେ କ'ଣ କଲ? ନା ଫଳକୁ ମୁଁ ଖାଇ ନାହିଁ, କାରଣ ଭଗବାନ ସର୍ବତ୍ର ସବୁ ସ୍ଥାନରେ ଅଛନ୍ତି, ସେ ଦେଖୁଛନ୍ତି। ଏ କଥା କହିବାର ତାତ୍ପର୍ଯ୍ୟ, ଜଣେ ଈଶ୍ୱର ଅଛି ବୋଲି ଜାଣିଛି, ତାର ଅନୁଭବ ନାହିଁ। ଜଣେ ଈଶ୍ୱର ଅଛି ବୋଲି ଜାଣିଛି ଏବଂ ତାର ଅନୁଭବ ହେଇଛି। ତେଣୁ ମଣିଷ ଯେତେବେଳେ କାମନାର ବଶବର୍ତ୍ତୀ ହବ, ସେତିକିବେଳେ ସେ କ'ଣ କରିବ? ନା ଆଉ ଜାଣିପାରିବ ନାହିଁ ଯେ କ'ଣ ସତ୍ୟ, କ'ଣ ଅସତ୍ୟ, କ'ଣ ଭଲ, କ'ଣ ମନ୍ଦ। ତାର ଏଭଳି ଆକର୍ଷଣ ହବ ସବୁବେଳେ ମନ୍ଦ ପ୍ରତି। ସତ ପ୍ରତି ତା ଜୀବନରେ ଆକର୍ଷଣ ହବନି। ନର୍କକୁ ଯିବା ପାଇଁ ସେ ସବୁବେଳେ ଚେଷ୍ଟା କରିବ।
ଯେପର୍ଯ୍ୟନ୍ତ ମନରୁ କାମନା ମରିନାହିଁ ସେ ପର୍ଯ୍ୟନ୍ତ ଲୋକ ନରକରେ ଅଛି। ମନରେ ଏଠି ପ୍ରଶ୍ନ ଉଠିବ, ତାହେଲେ କ'ଣ କାମନା ଖାଲି ଈଶ୍ୱର ଚିନ୍ତା ଗୋଟେ କ'ଣ କାମନା ନୁହେଁ? ଭଗବାନ ଚିନ୍ତା ଗୋଟେ କାମନା ନୁହେଁ? ଭଗବାନ ପିତା ଅର୍ଥେ କର୍ମ କରିବାଟା କାମନା ନୁହେଁ? ଆମେ ତାକୁ ଦୁଇ ଭାଗରେ ବୁଝାଇ ଦେବା ସମସ୍ତଙ୍କ ପାଇଁ, ଗୋଟେ ସତ କାମନା, ଗୋଟେ ଅସତ କାମନା। ଆମେ ସବୁବେଳେ ସତ୍ କାମନା କରୁନେ, ଆମେ ସବୁବେଳେ ଅସତ କାମନା ହିଁ କରୁଛେ, ଯେଉଁଥିରେ ଯଶ, ସମ୍ମାନ, ପ୍ରତିଷ୍ଠା ଆଉ ଦୁର୍ନୀତି କରିହେବ। ଲୋଭଗ୍ରସ୍ତ ହେଲେ, କାମନା ହେଲେ ଲୋଭଗ୍ରସ୍ତ ହବ, ତାପରେ ତମେ ଦୁର୍ନୀତି କରିବ। ସେ ଦୀକ୍ଷା ନେବାକୁ ଯାଇଥିଲେ, କହିଲେ ପ୍ରତ୍ୟେକ ଏପିସୋଡ ଆପଣଙ୍କର ମୁଁ ଦେଖୁଛି। ଆମେ କହିଲେ ଦେହ ରହିଲେ ସିନା ତୁମେ ସାଧନା କରିବ, ତୁମ ଦେହ ତ ଏଭଳି ଅବସ୍ଥା, ତୁମେ କ'ଣ ସାଧନା କରିବ? ସାଧନା ପାଇଁ ଦରକାର ଷ୍ଟ୍ରଙ୍ଗ ୱିଲ୍ ପାୱାର, ଦୃଢ଼ ସଂକଳ୍ପବୋଧ, ଦୃଢ଼ ନିଷ୍ଠା। ସନ୍ଧ୍ୟାରେ ବସିବି, ସାତ୍ଵିକ ଅହଙ୍କାର ହଉ ପଛେ 2 ଘଣ୍ଟା ବସିବି, ସନ୍ଧ୍ୟାରେ ବସିବି, ରାତି 4ଟାରେ ବସିବି, ନିଷ୍ଠାରୁ ଟିକେ ଟଳିବି ନାହିଁ। ଆମେ ଆଜି ବସୁଛେ, କାଲି ବସୁନେ। କେବେ ଚିନ୍ତା କରିଛେ ଆଜି ଖାଇଛି କାଲି ଖାଇନେ, କି ମଧ୍ୟାହ୍ନରେ ଖାଇଲେ ରାତିରେ ଖାଇଲେ କରିପାରିବା ନା। ଯଦି ଗୋଟେ ଟାଇମ ବ୍ୟକ୍ତି ଖାଉନାହିଁ, ସେ ଏତେ ଲୋକଙ୍କ କହିଦବ ଯେ ଅହଙ୍କାର ହେତୁ, ମୁଁ ଆଜ୍ଞା ଖାଇନାହିଁ। ତୋତେ କିଏ ପଚାରୁଛି ତୁ ଖାଇନୁ? ତା ଅହଙ୍କାରରୁ ସେ ସାବ୍ୟସ୍ତ କରୁଛି। ଯେତେବେଳେ ଦୁର୍ଯ୍ୟୋଧନ ଭୀଷ୍ମକୁ ଯାଇ କହିଲେ, କ'ଣ କହିଲେ? କହିଲେ ଆପଣ ଏତେ ବଡ଼ ଯୋଦ୍ଧା, ଆଜନ୍ମ ବ୍ରହ୍ମଚାରୀ, ଯୁଦ୍ଧ ଏତେ ଦିନ ଧରି ଚାଲିଲାଣି, ଆପଣ ସେନାପତି ଅଛନ୍ତି, ଆପଣ ଜାଣିପାରୁନାହାନ୍ତି କୌରବ ଗଣର ସମସ୍ତ ଲୋକ ଧୀରେ ଧୀରେ ମରିବାକୁ ଆରମ୍ଭ କଲେ। ଲୋକ କହୁଛି ବୀରମାନେ, ଯୋଦ୍ଧାମାନେ ମରିବାକୁ ଆରମ୍ଭ କଲେଣି, ପାଣ୍ଡବଙ୍କର କେହି ଏତେ କିଛି ମରୁନାହାନ୍ତି। ନା କାଲି ମୁଁ ଯୁଦ୍ଧରେ ସେନାପତିତ୍ୱ କରିବି, ଅପାଣ୍ଡବ ପୃଥିବୀ କରିଦେବି, ସମସ୍ତ ପାଣ୍ଡବ ମାନଙ୍କୁ ମାରିଦେବି। ଭୀଷ୍ମ ଯାହା କହିଥିଲେ ତାହା କରିଦେଇଥାନ୍ତେ। ଯେତେବେଳେ ଦୁର୍ଯ୍ୟୋଧନ ଏ କଥା ଶୁଣିଲା, ସବୁଆଡେ ଗପିଲା, କାଲି ପାଣ୍ଡବ ମାନେ ପୁରା ମରିଯିବେ, ସମସ୍ତ ରାଜ୍ୟ ଆମର, ଧନ ସମ୍ପତ୍ତି ଆମର, ଆମେ ସବୁ ଭୋଗ କରିବା। ଏଠି କଥା ଥାଉ, ବହୁତ ବଡ କଥା। ଯେତେବେଳେ କିଛି ହେଇନି, କାମ, କ୍ରୋଧ, ଲୋଭ, ମୋହ ହେଇନାହିଁ, କି ସତ୍ୟ, ଦୟା, କ୍ଷମା କିଛି ଆଲୋଚନା ହେଇନି, ସମୟ ଆସି ହେଇଗଲାଣି। ତେଣୁ ଯେତେବେଳେ ଅହଙ୍କାର ବ୍ୟକ୍ତିଟେ ଯାହା ପାଏ, ଯାହା ପ୍ରତିଷ୍ଠିତ ହୁଏ, ଯାହା ତାକୁ ମିଳେ, ତାକୁ ସେ ସୋସିଆଲ ମିଡିଆରେ ଛାଡ଼ିଦିଏ। ଲୋକ ଜାଣନ୍ତୁ ମୁଁ ଫଟୋ ଉଠେଇ ଛାଡ଼ିଦେବେ, ବାହାଘର ହଉଛି ଛାଡ଼ିଦେବେ, ବାହାଘରଟା ଯେ ବାପା କେତେ ବଡ ଦୁଃଖ। ଖାଲି ଜୀବନରେ ଥରେକୁ ମୁଁ ବାହା ହେବି, ଯଦି ସେଇ ଓଠା ଛାଡ଼ିଯିବ, ଦେଖିବା ତ ଛାଡ଼ିଯିବ, ଆପଣ ଚାହିଁଲେ ଛାଡ଼ିଯିବ। କ'ଣ ତା ଅର୍ଥ? ଗୃହସ୍ଥ ଆଶ୍ରମରେ ରହିବେ, ଆପଣ ସାଧନା ହେବ ଏବଂ ଈଶ୍ୱରୀୟ ଭାବ ରହିବ, କିନ୍ତୁ ପ୍ରକୃତ ଜ୍ଞାନର ଅଧିକାରୀ ହେଇପାରିବେନି, ପ୍ରକୃତ ଭକ୍ତିର ଅଧିକାରୀ ହେଇପାରିବେନି। ଆପଣ ଆଜି ଯଦି ଭକ୍ତି କରିଛନ୍ତି, କାଲି ଭକ୍ତି କରିପାରିବେନି। ଆଜି ଯଦି ସାଧନା କରୁଛନ୍ତି, କାଲି ସାଧନା, ଘରେ କିଏ ମେଡିକାଲରେ ପଡ଼ିଲା ଆଉ କ'ଣ, ସରିଗଲା ଆଉ କ'ଣ, ସାଧନା ଭକ୍ତି ଯାଇ ମେଡିକାଲରେ ମାଇଲେଣି। ଆଉ ଯେମିତି ପିଙ୍କି ମାଙ୍କର ଶାଶୁ କାଶିଲେଣି, ସ୍ୱାମୀ ଛିଙ୍କିଲେଣି, ଆଉ କ'ଣ ଭକ୍ତି ଜ୍ଞାନ ହେଇପାରୁଛି? ସେ ଏକୁଟିଆ ନୁହନ୍ତି, ସମସ୍ତ ପାଇଁ ଏ କଥାଟା। ସେଥିଲାଗି ମୁନି ଋଷିମାନେ, ସାଧୁ ସନ୍ଥମାନେ କ'ଣ କରନ୍ତି ନା, ସବୁ ତ୍ୟାଗ କରିଦିଅନ୍ତି, କାମନାକୁ ତ୍ୟାଗ କରିଦିଅନ୍ତି। ନା, ଏ ଗୃହସ୍ଥ ଆଶ୍ରମରେ କାମ କରିହବ ନା। ଆଜି ବାହାଘର ଭୋଜି ଭାତ ହବ, 7-8 ଦିନ ଚାଲିବନି, ତା ଭିତରେ ଧ୍ୟାନ କରିହେବ, ଜପ କରିହେବ, ଭଜନ କୀର୍ତ୍ତନ କରିହେବ? ସେଇ ଚିନ୍ତାରେ ତ ସମସ୍ତ ପରିବାର ଲୋକ ରହିବେ। ପ୍ରତ୍ୟେକଟି ମୁହୂର୍ତ୍ତରେ ମନ କଳୁଷିତ ହେଇଯାଉଛି, ମନରେ କାମନା, କ୍ରୋଧ, ଲୋଭ। ଦେଖୁନାହାନ୍ତି ପ୍ରତ୍ୟେକ ଦିନ ଆମେ କେତେ ରାଗୁଛେ, କାହିଁକି? ପିଲା ପାଠ ପଢିନେ, କ'ଣ କହିବ? 2 ଘଣ୍ଟା ପଢିବା ଯାଏ ଘଣ୍ଟାଏ ପଢିଲା, ରାଗିକି ବାପା ମା ପଞ୍ଚମ, ଆଉ ଧ୍ୟାନ କରିହେବ? କ୍ରୋଧେ ମଣିଷ ରାଗିଲେ ତାର ସେଣ୍ଟ୍ରାଲ ନର୍ଭସ ସିଷ୍ଟମଟା ପୁରା ଡିଜି ଅର୍ଡର ହେଇଯାଏ,
ଯେଉଁ ଧ୍ୟାନ କରି ତାର ଅର୍ଡ଼ରକୁ ଆସିଥାଏ, ଗୋଟେ ଅବସ୍ଥାକୁ ଆସିଥାଏ, ଥରେ ରାଗିଲେ ଏଣ୍ଟାର ବଡିଟା ପଏଜନ ହେଇଯାଏ। ରାଗ ଆଉ କ'ଣ, ଲଙ୍କା ଖାଇଲେ ଯାହା ହୁଏ ନା, ରାଗ ଯଦି ଖାଇବ ଦିଟା ଲଙ୍କା ଚୋବେଇବ ଯାହା ହବ। ଜଣେ ଲୋକ ଆଶ୍ରମରେ ଥିଲେ, ଆଶ୍ରମ ଲଙ୍କା ଗଛ ଲଗା ହୁଏ ନାହିଁ, ଆଶ୍ରମ ଲଙ୍କା ଗଛ ଲଗାଇବା ଉଚିତ ନାହିଁ। ଗୋଟେ ଲଙ୍କା ଗଛ ଉଠିଥିଲା, ସେ ଲଙ୍କା ସୁନ୍ଦର ଲଙ୍କା ହେଇଥିଲା। ଜଣେ ଡିସାଇପୁଲ କହିଲେ ଲଙ୍କାଟା କେତେ ସୁନ୍ଦର ହେଇଛି। ଆମକୁ ଲଙ୍କାଟା ଯଦି ସୁନ୍ଦର ହେଇଛି ତାହେଲେ ଆପଣ ଖାଆନ୍ତୁ। ନା, ଖାଇଲେ ରାଗଟାକୁ କେମିତି ସୁନ୍ଦର କହୁଛନ୍ତି? ହଁ, ଭଗବାନଙ୍କ ସୃଷ୍ଟିରେ ସବୁ ସୁନ୍ଦର କୁହ, କିନ୍ତୁ ଜାଣ ରାଗ ଦୂରେଇ ରୁହ। ଯଦି ରାଗ ଖାଇବ ଯାହା ଅବସ୍ଥା ହେବା କଥା ହବ ଆଉ କ'ଣ। କେତେ ସୁନ୍ଦର, ଏ କଥା ଭିତରେ କେତେ ସୁନ୍ଦର କଥା ରହିଛି, ତାକୁ ବୁଝିବା ଭାରି କଷ୍ଟ। ମାନେ ବିୟୁଟି କ'ଣ ସୁଡ୍ ବି ଟଚ୍, ନଟ୍ ଟୁ ବି କ'ଣ ଏନ୍ଜୟ ନା କ'ଣ। ସୌନ୍ଦର୍ଯ୍ୟକୁ ଦେଖ କିନ୍ତୁ ଉପଭୋଗ କର ନାହିଁ। ଉପଭୋଗ କଲେ କ'ଣ ହବ ନା ତୁମେ ମରିବ। କାମନା ଆସିଲା, ଲୋଭ ଆସିଲା, କ୍ରୋଧ ଅବସର, କଥା କ'ଣ ରହିଲା? ସେ ମାଟି କଥା ରହିଲା। ମୁଁ ଲଙ୍କା ଦିଟା ଖାଅ, ଦିଟା ଲଙ୍କା ଖାଇବାକୁ ପଡ଼ିବ ତୁମକୁ। ତୁମେ ସୁନ୍ଦର କହିଛ, ପାଚିଛି, ବହୁତ ଭଲ ଲାଗିଛି କହୁଛ, ଖାଅ। ଜମା ଖାଇଲେ ନାହିଁ। ମୁଁ କହିଲି ମନ୍ତ୍ରମୂଳଂ ଗୁରୁର ବାକ୍ୟ, ତମକୁ ଖାଇବାକୁ ପଡ଼ିବ। ଆପଣ କହିଛନ୍ତି, ଖାଇକି ଦେଖନ୍ତୁ ସୁନ୍ଦର ଜିନିଷକୁ କେମିତି ଲାଗୁଛି। ଛିଣ୍ଡେଇକି ତ ଖାଇଥିଲେ, ଚୋବେଇ ଦେଲେ, ଗଡ଼ିଲେ ତଳେ ସାଂଘାତିକ। ପାଣି ଦିଅ, ନାକରୁ ସିଙ୍ଗାଣି, ପାଟିରୁ ମୁଣ୍ଡ ବିନ୍ଧିଲା। ଖାଲି ଟିକେ କହିବ ମୁଁ ବାହା ହେବି, ତାପରେ କି ଘଟଣା ଘଟୁଛି ଖାଲି ଆପଣ ଜାଣୁନା। 2ଟା ଅକ୍ଷର ବାହା ହେବି, କେଇଟା ଅକ୍ଷର, 4ଟା ଅକ୍ଷର, ସାରା ଜୀବନ ସ୍ପଏଲ। ସିଏ ତ ସିଏ, ତାର ବାପା ମା ଆଜ୍ଞା ସେଥିରେ ବି ସିଏ ସମ୍ପୃକ୍ତ ହେଇଯିବେ। ତେଣୁ କହିଲେ ମୁଁ ସେବା କରିବି। ମୁଁ କହିଲି ଆରେ ବା, ସେବା ଅର୍ଥ କ'ଣ ବୁଝିଛ? ଯେ ନିଜର ସେବା କରିନାହିଁ ସେ ପରର ସେବା କ'ଣ କରିବ? ଯେ ନିଜକୁ ଚିହ୍ନି ନାହିଁ ସେ ଅଲଗା ଲୋକକୁ କ'ଣ ଚିହ୍ନିବ? ଯେ ନିଜକୁ ଜାଣିନାହିଁ ସେ ଈଶ୍ୱରଙ୍କୁ କେମିତି ଜାଣିବ? ଯେ ନିଜ ଭିତରେ ଈଶ୍ୱର ସତ୍ତାକୁ ଉପଲବ୍ଧି କରିନି ସେ ବାହାର ସତ୍ତାରେ ଈଶ୍ୱର ସତ୍ତାକୁ କେମିତି ଉପଲବ୍ଧି କରିବ? କେତେ ଗୋଟେ ସୁନ୍ଦର କଥା। ନିଜ ଭିତରେ ସେ ଠାକୁରଙ୍କୁ ଜାଣିନାହିଁ ଏବଂ ସେଠି କେମିତି ଜାଣିବ? ପ୍ରମାଣ କୋଉଠି? ଗୀତାରେ ଅଛି, ଭାଗବତରେ ଅଛି, ଉପନିଷଦରେ ଅଛି, ବେଦରେ ଅଛି, ବେଦାନ୍ତରେ ଅଛି, ନିଜ ଭିତରେ ଭଗବାନ ଅଛନ୍ତି ବୋଲି। ତେଣୁ ସେ କେମିତି ଜାଣିବ? ଜାଣିନାହିଁ। ଦେଖନ୍ତୁ, ମନ କେଡ଼େ ଚତୁର, ମନ କେଡ଼େ ଚାଲାକ, ମନ କେତେ ବଡ଼ ବାହାନା କରୁଛି। ତେଣୁ ମନର କଥାରେ ଯିଏ ଯିବ ତାର ପତନ ହେଇଯିବ। ଯଦି ତାର ସଂସ୍କାର ବଳବତ୍ତର ନଥିବ, ଜନ୍ମ ଜନ୍ମାନ୍ତର ସାଧନା ସିଦ୍ଧି ବିଭୂତି ତା ଭିତରେ ଯଦି ନଥିବ ସେ ପତନ ହେଇଯିବ ଯଦି ମନର କଥାରେ ଯିବ। ସେଥିଲାଗି ଆମକୁ କ'ଣ କରିବାକୁ ପଡ଼େ ନା ଦୀକ୍ଷା ଗ୍ରହଣ କରିବାକୁ ପଡ଼େ। ସେଥିଲାଗି ସତ୍ସଙ୍ଗର ଆଶ୍ରୟ ନେବାକୁ ପଡ଼େ। ସେଥିଲାଗି ସ୍ୱାଧ୍ୟାୟ କରିବାକୁ ପଡ଼େ। ସେଥିଲାଗି ସାଧୁସଙ୍ଗ କରିବାକୁ ପଡ଼େ। 4S ଉପରେ ଗୁରୁଦେବ ଇମ୍ପୋର୍ଟାନ୍ସ କରୁଥିଲେ। ଯଦି ଆପଣ ସ୍ୱାଧ୍ୟାୟ କଲେ ଆପଣଙ୍କର ଜ୍ଞାନ ଆସିବ, ଆପଣ ଟିକେ ସଚେତନ ହେବେ, ଜାଣିବେ ଜିନିଷଟା କ'ଣ, କିନ୍ତୁ ଉପଲବ୍ଧି ଅନୁଭବ କିଛି ହବ ନାହିଁ। ଖାଲି ଚେତନା ଆସିବ, ନା ଏ ଭୁଲ କାମ ଆଉ ଜୀବନରେ ମୁଁ କରିବି ନାହିଁ, କିନ୍ତୁ ପୁଣି ଭୁଲ କରିବ। କାହିଁକି ନା ସାଧନା ନ ହେବା ପର୍ଯ୍ୟନ୍ତ ସେ ଭୁଲ ଚାଲିବ। ଆପଣ ଯେତେ ନାମ ଶୁଣନ୍ତୁ, ଯେତେ ଯଜ୍ଞପୀଠକୁ ଯାଆନ୍ତୁ, ଯେତେ ଦେବତାଙ୍କ ଦର୍ଶନ କରନ୍ତୁ, ଯେତେ ସାଧୁଙ୍କୁ ଦର୍ଶନ କରନ୍ତୁ, ଦେଖିବେ ଆପଣ ମନ ଟିକେ ଶାନ୍ତି ହେଇଛି, ଆନନ୍ଦ ଆସିନି, ଟିକେ ଶାନ୍ତ ହେଇଯାଇଛି। ଆନନ୍ଦ ଗୋଟେ ସ୍ୱତନ୍ତ୍ର। ଏବଂ କ'ଣ ହେଇଛି ନା ଟିକେ ଭଲ ଲାଗିଛି। କିଛି ସମୟ ପାଇଁ ଇନ୍ଦ୍ରିୟଗଣ ପ୍ରକୃତିଗଣ ଶାନ୍ତ ହେଇଯାଇଛନ୍ତି। ତାଙ୍କର ଯେଉଁ ଉପଦ୍ରବ ଆଉ ହେଇନାହିଁ, କିନ୍ତୁ ସେମାନେ ନିୟନ୍ତ୍ରଣ ହେଇପାରିବେ ନାହିଁ, ନିରୋଧ ହେଇପାରିବେ ନାହିଁ।
ସେମାନଙ୍କୁ ଆୟତ ବି କରିହେବନି। ସାଧୁ ଦର୍ଶନ କରି ଆସି ଲୋକ ଚୋରି କରୁନାହାନ୍ତି, ମୁଣ୍ଡିଆ ମାରିବାକୁ ଯାଇଛନ୍ତି ବା ସେଇଥିପାଇଁ କି କିଛି ପଇସା ଦେଇ ଆସିଲେ ବେଶୀ ଚୋରି କରିବୁ। ସାଧୁ ଦର୍ଶନ କରି ଆସି ବଢିଆ ବାଡି ହଉନାହାନ୍ତି, ସେଇଠି ଆସିକି କୁକର୍ମରେ ଲିପ୍ତ ରହୁନାହାନ୍ତି, ଦେବ ଦର୍ଶନ କରିକି ଆସି ରହୁନାହାନ୍ତି। ପରୀକ୍ଷା କରିବେ, ଜଗନ୍ନାଥ ମନ୍ଦିରକୁ ଯାଇଛ, ଲୋକ ଦର୍ଶନ କରି ତ ପୁଣି କୁକର୍ମ କରୁଛନ୍ତି, ତାପରେ ତ ଆସି ଘରେ କରୁଛନ୍ତି, ମନ୍ଦିରରେ ଚୋରି କେମିତି ହଉଛି? ଆପଣ କିଛି ଭାବୁନାହାନ୍ତି, ଆ ଦ୍ୱାରା କିଛି ହବନି, ଗୋଟେ ଶାନ୍ତ ଅବସ୍ଥା ହବ। ଯୋଉ ଠେଲା ପେଲା ଧସ୍ତା ଧସ୍ତିରେ ଯୋଉ ଦର୍ଶନ ହଉଛି, କାହାରି ଦର୍ଶନ ହଉଛି କି ଟିକେ ଶାନ୍ତି ଶାନ୍ତ ହଉଛି। ଆଗ ତା ଇନ୍ଦ୍ରିୟ ଗୁଣ ପ୍ରକୃତି ଗୁଣ ଉପଦ୍ରବ କରୁଛନ୍ତି। ଏତେ ଠେଲିଲା, ଏତେ ମାଇଲା, ଏତେ ସମୟ ମୁଁ ଲାଇନ ରହିଲି, ଝାଡା ପରିସ୍ରା ବନ୍ଦ କଲି, କି ଆଗ୍ରେସିଭ ମାଇଣ୍ଡ। ଭୋଗ ଟିକେ ମିଳୁନାହିଁ, ପ୍ରସାଦ ଟିକେ ମିଳୁନାହିଁ, ଆରେ ଆସିଥିଲା ଏଠି କଣ ପାଇଁ? ଏ ଶରୀର ମନରୁ କେମିତି ମୁକ୍ତ ହବା ପାଇଁ ଆମେ ସାଧନା କରୁଛେ। ଶରୀର ମନର ହଉଛି କାମ, କ୍ରୋଧ, ଲୋଭ, ଏ ନରକର ଦ୍ୱାର। ଏ ଶରୀର ମନର ନା। ଆଉ ଶାସ୍ତ୍ର ଲେଖା ହେଇନି, ମନ ଏବଂ ମନୁଷ୍ୟାଣାଂ କାରଣଂ ବଧ ମୋକ୍ଷୟ। ଏଇ ମନ ହଉଛି ବନ୍ଧନ ମୋକ୍ଷର ମୂଳ କାରଣ। ଯେ ନିଜ ଭିତରେ ଆତ୍ମସତ୍ତାକୁ ଉପଲବ୍ଧି କରିପାରୁନାହିଁ, ପ୍ରାଣର ସେବା କରିପାରୁନାହିଁ, ଶ୍ୱାସ ପ୍ରଶ୍ୱାସର ସାଧନା କରିପାରୁନାହିଁ, ଷଟ୍ଚକ୍ର ସପ୍ତଚକ୍ରର ସାଧନା କରିପାରୁନାହିଁ, ସେ କର୍ମ ଯୋଗ ହଉ, ଜ୍ଞାନ ଯୋଗ ହଉ, ଭକ୍ତି ଯୋଗ ହଉ, ପ୍ରେମ ଯୋଗ ହଉ, ଆପଣ ତ ଭଗବାନଙ୍କ ଚରଣାରବିନ୍ଦରେ ଅଚଳା ଭକ୍ତି ଭାବ ଜାଗ୍ରତ ହବ, ଭଗବାନଙ୍କୁ ଦର୍ଶନ ଉପଲବ୍ଧି କରିବେ, ତାପରେ ଭଗବାନଙ୍କ ସହିତ ତ ଏକକାର ହେଇଯିବେ। ଗୀତାରେ ଲେଖା ଅଛି କଣ ନା, ବହୁନାଂ ଜନ୍ମ ନାମନ୍ତେ ଜ୍ଞାନବାନଂ ମାଂ ପ୍ରପଦନ୍ତେ ବାସୁଦେବ ସର୍ବମିତି ସ ମହାତ୍ମା ସୁଦୁର୍ଲଭ। କୋଉଦିନ ଗୁରୁଦେବ କହନ୍ତି, ସମସ୍ତଙ୍କ ଭିତରେ ମୁଁ ଈଶ୍ୱରଙ୍କୁ ଦର୍ଶନ କରିବି। ବାସୁଦେବ ସର୍ବମିତି କେମିତି ହବ? ଏବେ କହିଲେ ଈଶ୍ୱର ଦର୍ଶନ କଲେ ହେଲା, ଗୁରୁ ଦର୍ଶନ କଲେ ହେଲା। କୃଷ୍ଣ ବାରମ୍ବାର ଦୁର୍ଯ୍ୟୋଧନକୁ ବୁଝେଇଛନ୍ତି, ବାରମ୍ବାର ଉପଦେଶ ଦେଇଛନ୍ତି, ରାଜ୍ୟ ଅଧା ଅଧା ପଛେ ନ କର, ତୁମେ ପଞ୍ଚୁ ପାଣ୍ଡବକୁ ଗୋଟିଏ ପୋଡା ଦିଅ, ବିନା ଯୁଦ୍ଧରେ ନଦବି ମୁଁ ସୁଚଗ୍ରେ ମେଦିନୀ। ଏଇଠି କଥା କହିବାର ଅର୍ଥ, ଭଗବାନଙ୍କୁ ତ ଦୁର୍ଯ୍ୟୋଧନକୁ ତାର ରାଜପ୍ରସାଦକୁ ଯାଇ ତାକୁ ବୁଝେଇଛନ୍ତି। ହକଦାର ସେମାନେ। ଭଗବାନଙ୍କୁ ଦେଖି ଦୁର୍ଯ୍ୟୋଧନ କଣ ଦେଇଛି? କାହିଁକି ନା ତାର ବୋଧ ହଉନଥିଲା ଏ ଭଗବାନ ବୋଲି। ଯେପର୍ଯ୍ୟନ୍ତ ଆପଣ ଯୋଉ ବୋଧରେ ଗୁରୁଙ୍କୁ ଦେଖିବେ, ଯୋଉ ବୋଧରେ ସ୍ମରଣ କରିବେ, ଯୋଉ ବୋଧରେ ଭାବିବେ, ସେଇ ଭାବନାଟା ଆପଣଙ୍କ ଭିତରେ କ୍ରିୟାଶୀଳ ହବ। ବାବା ବହୁତ ଥର କହିଛନ୍ତି, ମନ୍ତ୍ର, ତୀର୍ଥ, ଦେବ, ଦ୍ୱିଜ, ଗୁରୁ, ଯାଦୃଶୀ ଭାବନା ଯସ୍ୟ ସିଦ୍ଧିର୍ଭବତି ତାଦୃଶୀ। ଆପଣ ତୀର୍ଥକୁ ଯାଇ କହିବେ ଏଇଟା ତୀର୍ଥ ନୁହଁ, ଏଠି ଠାକୁର ନାହାନ୍ତି, ଏଠି ସବୁ ବ୍ୟବସାୟୀ ସ୍ଥଳୀ, ଏଠି ବିଜନେସ୍ ଚାଲୁଛି, ଏଠି ସବୁ ଦୁର୍ନୀତି ହଉଛି। ଦେଖନ୍ତୁ ଆପଣ ଭାବର ପ୍ରଭାବ କେମିତି ମନ ଉପରେ ପଡୁଛି। ଜଷ୍ଟ ଯାହା ଭାବିଦେଲେ ଆପଣ ମାଇଣ୍ଡ ଉପରେ ସେଇ ପ୍ରଭାବଟା ପଡ଼ିଗଲା। ଆର୍ଥରେ ବା କହିଥିଲେ, ଯେଭଳି ଦୃଷ୍ଟି ସେଇଭଳି ସୃଷ୍ଟି। ଜଣେ ଭାବରେ ଲୋକ ଖାଇବାକୁ ଦେଲେ, ଲୋକଟି ମାଗୁଛି, ଆହା ଭଗବାନ କହୁଛନ୍ତି, ଭାବ ଚେଞ୍ଜ ହେଇଗଲା, ଆପଣ ଭିତରେ ଆସିଗଲା, ଭଗବତ ଭାବନା ଆସିଗଲା। ଆହା ତାକୁ ଟିକେ ସତ୍ୟ, ଶାନ୍ତି, ଦୟା, କ୍ଷମା ସବୁ ଜୀବ ପ୍ରତି ଟିକେ ଟିକେ କହିଦଉଛି, ଦୟା ଭାବ ଆସିଗଲା। ଯେତେବେଳେ ସବୁ ଜୀବ ପ୍ରତି ତମର ଦୟା ଭାବ ଆସିଲାଣି, କୁକୁର ଠାରୁ, ବିଲେଇ ଠାରୁ, ସାପ ଠାରୁ, ବାଘ ଠାରୁ, ମଣିଷ ଯାହା ଦୃଶ୍ୟ ହଉଛି, ଯେତେବେଳେ ନିଜ ଭିତରେ ଭଗବତ ସତ୍ତାକୁ ଉପଲବ୍ଧି କରିବ, ମୋ ଭିତରେ ଭଗବାନ ଆତ୍ମା ରୂପରେ ଅଛନ୍ତି, ସେତିବେଳେ ଆପଣ ଦେଖିବେ, ତାହେଲେ ମୋ ଭିତରେ ଯଦି ଅଛନ୍ତି, ସର୍ବଭୂତରେ କାହିଁ ନାହାନ୍ତି? ଭଗବାନ କଣ ମୋରି ଭିତରେ ଆଉ କୋଉ ଭିତରେ ନାହାନ୍ତି?
ଯେତେବେଳେ ପ୍ରହ୍ଲାଦକୁ ହିରଣ୍ୟକଶ୍ୟପ ପଚାରୁଛି, ଇରେ ପ୍ରହ୍ଲାଦ ତତେ କିଏ ରକ୍ଷା କରୁଛି? ସମସ୍ତ ମାରିବା ଉଦ୍ୟମ ମୋର ବ୍ୟର୍ଥ ହେଇଗଲା। ସର୍ପଦଂଶନ କଲେ ତୋର ମୃତ୍ୟୁ ହେଲାନି, ତେଲ କଢ଼େଇରେ ପକେଇଲେ ତୋର ମୃତ୍ୟୁ ହେଲାନି, ହାତୀ ଚଢିଗଲେ ତୋର ମୃତ୍ୟୁ ହେଲାନି, ସମୁଦ୍ରରେ ଫିଙ୍ଗି ଦିଆଗଲା ପଥର ବାନ୍ଧିକି, ତୋର ବି ମୃତ୍ୟୁ ହେଲା। ରକ୍ଷା କରୁଛି କିଏ? ନା ରକ୍ଷାକର୍ତ୍ତା ଜଣେ, ଏ ସୃଷ୍ଟିର ସ୍ରଷ୍ଟା ପରମାତ୍ମା ପରମ ବ୍ରହ୍ମ। ଭାଗବତରେ ପଦ ଅଛି, ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଯିଏ ଯେତେ ବଡ଼ ଯୋଦ୍ଧା ହଉ ବୀର ହଉ, ସେ କ'ଣ ତମକୁ ମାରିପାରିବ? ଈଶ୍ୱରଙ୍କ ଇଚ୍ଛା ନହେଲେ, ତମ କର୍ମଫଳ ସେୟା ନହେଲେ। ଦଣ୍ଡେ ନିମିଷେ ଥେଲେ ପ୍ରାଣ, ନ ନେଇପାରେ ଜନ୍ତୁ ରାଣ। ତେଣୁ ଆମର ଏଇ କନସିୟସନେସ୍ ନାହିଁ, ଏଇ ଚେତନା ମାନଙ୍କର ନାହିଁ। ଆମେ ପ୍ରତ୍ୟେକଟି ମୁହୂର୍ତ୍ତରେ ତାଙ୍କୁ ଭୁଲି ଯାଉଛେ। ପ୍ରହ୍ଲାଦ କହୁଛି, ପ୍ରଭୁ ମୋତେ ସେ ରକ୍ଷା କରୁଛନ୍ତି। ଏଇ କଥାରେ କ'ଣ ସତ୍ୟରେ ଭଗବାନ ଅଛନ୍ତି? ସେ ଦୃଢ଼ ବିଶ୍ୱାସ ନିର୍ଭର ଆମର ତାଙ୍କ ଉପରେ ନାହିଁ। ଏଇ ଗୋଟା କୋଉଠି ଆସିବ? ନା ମନରେ, ଶରୀରରେ। ଆମ ମନ କାମ କ୍ରୋଧ ଲୋଭରେ ରହିଲେ ଏ ଥଟ୍ସ ଜମା ଆସିବ। ଯୋଉମାନେ ଯେତେ କାମନାର ବଶବର୍ତ୍ତୀ, ସେ ଈଶ୍ୱରକୁ କମ୍ପ୍ଲିଟଲି ଭୁଲି ଯାଆନ୍ତି। ତ ଏତେ କର୍ମମୟ ଜୀବନ ହୁଏ। ଶାସ୍ତ୍ର ଲେଖା ଅଛି, ଯାହାକୁ ଭଗବାନ କୃପା କରନ୍ତି, ସେ ସମସ୍ତ କର୍ମରୁ ନିବୃତ୍ତ ହୋଇ ଭଜନରେ ବସନ୍ତି। ଭାଗବତ ଗୋଟେ ପଦ, କ'ଣ ସେ ପଦ? ନା ଭକତି ଉପଜୀବ ଯେବେ, ଛାଡ଼ିବ ସକଳ କର୍ମ ତେବେ। ଯେତେ ତମ ଭିତରେ ଭକ୍ତି ଭାବ ମନ ହୃଦୟରେ ଆସିଲା, ତେମେ ଆଉ କାମ କରିବାକୁ ଇଚ୍ଛା କର। ସତଗୁଣୀ ଲୋକମାନେ ଏତେ ପରିଶ୍ରମ କରନ୍ତି ନାହିଁ। ରଜଗୁଣୀ ମାନେ 24 ଘଣ୍ଟାରୁ 18 ଘଣ୍ଟା ଖଟନ୍ତି, କି ବି 21 ଘଣ୍ଟା ଖଟନ୍ତି, ଯାହାକୁ ସାଥିରେ ନେଇଯିବେ ବୋଲି। ଯୋଉଠିକି ଗଲେ ବୁଲିବା ପାଇଁ କି ଦେଖା କରିବା, ବ୍ୟାଗଟା ଆଗ ଯିବ। ମା ମାନଙ୍କର ଭ୍ୟାନିଟି ବ୍ୟାଗ ଯାଉଛି, ପୁରୁଷ ମାନଙ୍କର ବ୍ୟାଗ ଯାଉଛି। କାହିଁକି? ନା କେତେ ଜିନିଷ ନେଇକି ଯାଉଛନ୍ତି। ଥରେ ଭାବୁଛନ୍ତି, ଶେଷ ଯାତ୍ରା ଯୋଉ ଦିନ ମୋର ହବ, କୋଉ ଭ୍ୟାନିଟି ବ୍ୟାଗ ମୋ କାନ୍ଧରେ ପଡିଥିବ, ପୁରୁଷ ଲୋକ କୋଉ ବ୍ୟାଗଟା ପଡିଥିବ। ଶେଷ ଯାତ୍ରା ଯୋଉଦିନ ଶେଷ ଯାତ୍ରା ହବ, କଣଟା ପଡିଥିବ। ଏଠି କହିବାର ଅର୍ଥ ଏଇ କଥା ଭାବିଲେ ଆପଣ ଭିତରେ କାମନା କମିଯିବ। କାମନା କ୍ରୋଧ ଲୋଭ ତ ମଣିଷ ନରକକୁ ନବୁଛି। କାମନା ଯିବ କେମିତି? ଯୋଉ କ୍ରିୟା ଅଭ୍ୟାସ ଆମେ କରୁଛେ, ଯୋଉ କ୍ରିୟା ଯୋଗକୁ ଆମେ ଶିଖିଛେ, କ୍ରିୟା ଯୋଗ ପରମ୍ପରାରେ ଯୋଉ ଟେକ୍ନିକ ଆମକୁ ଦିଆହେଇଛି, ପ୍ରାଣ ଶକ୍ତିର ଉତ୍ଥାନ ମୂଳାଧାରରୁ ସହସ୍ରରୁ ମୂଳାଧାର ନୁହେଁ, କି ମୂଳାଧାରରୁ ଆଜ୍ଞା, ପୁଣି ତଳକୁ ନୁହେଁ। ରହିପାରୁନ ବୋଲି ତେମେ ଅଧମା ଆସୁଛ, ବାବା ବି ଆସୁଛନ୍ତି। ଗପୁଛନ୍ତି କେମିତି? ଶ୍ୱାସ ବନ୍ଦ ହେଲେ କେହି ଗପି ପାରିବ? କୋଉ ଇନ୍ଦ୍ରିୟ ଫଙ୍କସନ କରିବ? କୋଉ ଇନ୍ଦ୍ରିୟ ତମକୁ ବହିର୍ମୁଖୀ କରିବ? ତେମେ ଲୋଭଗ୍ରସ୍ତ ହବ, ତମ ଭିତରେ କାମନା ଆସିବ। କେତେ ଘଣ୍ଟା ଆମେ କ୍ରିୟା କରୁଛେ। ବାବାଜୀ ମହାରାଜ କହିଛନ୍ତି, ବ୍ରେନର ଇଭଲ୍ୟୁସନ ପ୍ରତ୍ୟେକଟି ମୁହୂର୍ତ୍ତରେ ବ୍ରେନ ପରିବର୍ତ୍ତନ ହେଇଯାଉଛି, ବଡିର ବି ପରିବର୍ତ୍ତନ ହେଇଯାଉଛି, ସବୁର ପରିବର୍ତ୍ତନ ହଉଛି, କିନ୍ତୁ ଏ ମନର ପରିବର୍ତ୍ତନ ହଉନାହିଁ। ଯୋଉ ତୃଷ୍ଣା ସେଇ ତୃଷ୍ଣା, ଯୋଉ ଉପଭୋଗ ଲାଳସା ସେଇ ଉପଭୋଗ ଲାଳସା, ଯୋଉ କ୍ରୋଧ ସେଇ କ୍ରୋଧ, ଯୋଉ କାମନା ସେଇ କାମନା, ଯୋଉ ଲୋଭ ଡେ ବାଇ ଡେ ଲୋଭ ବଢୁଛି। ଆମର ପିଲାଦିନରେ ଧାରଣା ଥିଲା, ବୟସ ହେଇଗଲେ 60 ବର୍ଷ ଟପିଲେ ସବୁ ଚାଲିଯାଏ। ଏବେ ଅନୁଭବ କରି ଦେଖିଲୁ ବେଶୀ ବଢେ, ଭୟଙ୍କର ଭାବରେ ବଢେ, ଯଦି ତାକୁ ସୁଯୋଗ ଦିଆଯିବ। କାରଣ ସେ ପରିପକ୍ୱ ହେଲାଣି ନା, ଦେଖି ଦେଖି ଭୋଗ କରି କରି ତାର ବେଶୀ କ'ଣ କହିଲେ ଇଚ୍ଛା ହଉଛି। ସେ ଏତେ ଦିନ ଦେଖିଲାଣି, ମୁଁ କେମିତି ବେଶୀ ଭୋଗ କରିବି। ଅସମର୍ଥ ହେତୁ କହନ୍ତି ନାଇଁ, ଆରେ ସିଂହ ନାହିଁ, ନହେଲେ ଏଇ ଯେମିତି ଲଢନ୍ତା ନା, କେହି ଲଢି ପାରିବନି। ଗରିବ ଲୋକମାନଙ୍କୁ ସାଧାରଣତଃ କୁହାଯାଏ, ଯାହାର ପଇସା ପତ୍ର ନଥିବ ସେ ବଡ ବଡ କଥା ସବୁ କହୁଥିବ।
ସାମର୍ଥ୍ୟ ନଥିବ ବଡ଼ ବଡ଼ କଥା ସେ କହୁଥିବ। କହନ୍ତି ସିଂହ ଦାରେ ନାହିଁ। ସିଂହ ଯଦି ଥାଆନ୍ତା ନା ଇଏ କ'ଣ ଛାଡ଼ନ୍ତା? ଯେତେ ବୟସ ବଢ଼ୁଛି, ଗୋଟେ ବୁଢ଼ା ଲୋକ କହିଲ ଆଶ୍ରମ କାମ ଚାଲିଛି କି ମନ୍ଦିର କାମ ଚାଲିଛି କି କାଲି ସଂକ୍ରାନ୍ତି ଲୋକ ଖାଇବେ, କିଛି ପଇସା ଆପଣ ସେଥିପାଇଁ ଦେବେ ନା ମୋ ନାତି ପାଇଁ ଏହା ରଖିବି, ନାତୁଣୀ ପାଇଁ, ମାନେ ପୁଅ ପାଇଁ ସରିକି ବୋହୂ ପାଇଁ ସରିକି ସେ ପୁଣି ନାତି, ଭୁବନେଶ୍ୱର ଟାଉନ କଥା ମୁଁ କହୁଛି, ଶିଷ୍ୟମାନଙ୍କର କଥା, ନାତୁଣୀ ପାଇଁ ମୋତେ ସୁନା ଜିନିଷ କିଣିବାକୁ ପଡ଼ିବ, ପଇସାଟା ନାହିଁ। ନାତୁଣୀ ସବୁ ଯେତେବେଳେ ତାର ଜେଜ ମରିବ, ସେ ଯୋଉ ବ୍ୟାଗଟା ନେଇକି ଯିବ, ସେ ବ୍ୟାଗରେ ସବୁ ଜିନିଷ ରଖିଦେଇଥିବ ନା, ବୁଢ଼ା ତାକୁ କାନ୍ଧରେ ପକେଇ ଯିବ ଯୋଉଠିକି ଯିବା କଥା। କେ ବାବା ଏ କଥା କହୁଛନ୍ତି, ତାଙ୍କର କିଛି ଉଦ୍ଦେଶ୍ୟ କାରଣ ଅଛି। ଉଦ୍ଦେଶ୍ୟ କାରଣ ଆପଣମାନେ ଏ ପାପରୁ କେମିତି ନିବୃତ୍ତି ହେବେ, ଆପଣମାନଙ୍କ ଭିତରେ ଦାନ କରିବାର ପ୍ରବୃତ୍ତି କେମିତି ଜାଗ୍ରତ ହବ। ତାହେଲେ ଆଦି ଶଙ୍କରାଚାର୍ଯ୍ୟ କାହିଁକି ଭିକ୍ଷା କରୁଥିଲେ? ସବୁ ସାଧୁ ସନ୍ଥ ମାନଙ୍କୁ ସନ୍ନ୍ୟାସ ଦୀକ୍ଷା ସମୟରେ, ବ୍ରହ୍ମଚାରୀ ଦୀକ୍ଷା ସମୟରେ ଭିକ୍ଷା ଚୁଲି, ଭିକ୍ଷା ତଳ କାହିଁକି ଦିଆଯାଏ? ଅହଙ୍କାରକୁ ନାଶ କରିବା ପାଇଁ। ଏତେ ଦିନ ଆପଣଙ୍କର ସାଥୀ ଅଛି କାମ, କ୍ରୋଧ, ଲୋଭ, ସେ ସହଜେ ଛାଡ଼ିଦବ? କାମ ବୋଇଲେ କିଛି କୁହାଇନି, କାମ ବୋଇଲେ ସେକ୍ସ ପାୱାର, ଉପଭୋଗର ଲାଳସା। କେତେ ଜଣଙ୍କ ମନରୁ ନିବୃତ୍ତ ରହୁଛି, କେତେ ଜଣ ପ୍ରକୃତ ଅନମ୍ୟାରେଡ ଅଛନ୍ତି, ତାଙ୍କ ଯାହାଙ୍କ ଭିତରେ ଏଇ ଚିନ୍ତା ନାହିଁ। ଖାଲି ଯେ କାମ ଅର୍ଥ ଉପଭୋଗ ନୁହଁ, ସେକ୍ସ ନୁହେଁ, କାମ ଅର୍ଥ ଏନି ଡିଜାୟାର ମିଶିକି କାମ। କିଏ କେତେ ସାଇଲେନ୍ସ ରହୁଛି, ନାହିଁ ମୋର ପ୍ରଭୁ କିଛି ଦରକାର ନାହିଁ, ଖଣ୍ଡେ ଯେତେ ପ୍ଲେନ୍ ଲିଭିଂ, ଯେତେ ସର୍ଟକଟ୍ ଲାଇଫ୍, କାହିଁକି ନା ପିସ୍। ଖଣ୍ଡେ ଚପଲ ହେଲେ ମୋର ଯଥେଷ୍ଟ, ଦିହଳ ଡ୍ରେସ୍ ହେଲେ ଯଥେଷ୍ଟ। ସେଇ ପଇସା ଠାକୁରଙ୍କ ସେବାରେ, ଭଗବାନଙ୍କ ସେବାରେ ଲଗେଇଦବା। 500 ଟଙ୍କା କପଡ଼ା ମିଟର, 1000 ଟଙ୍କା ଦରକାର ନାହିଁ, ସାଧାରଣ କପଡ଼ାଟେ ହେଲେ ପିନ୍ଧିବା। ଯେ ଲୋକ ଯେତେ ଭଲ ପିନ୍ଧିକି ଯାଇଛି, ମିଠା କଥା କହୁନି, କାହାକୁ ସାହାଯ୍ୟ ସହଯୋଗ କରେ ନାହିଁ, କାହାର ଉପକାର କରେ ନାହିଁ, ତାକୁ କେହି ଲୋକ ଭଲ ଲୋକ କହିବେ? କେହି ତାକୁ ଭଲ ଲୋକ କହିବେ? ତା କର୍ମରୁ, ତା ୱାର୍ଡ ହିଁ ପ୍ରମାଣ କରିଦବ ସେ ଭଲ ଲୋକ ଖରାପ। ମାନେ ସୁନ୍ଦର ସେଠି ଲାଗେ ଯୋଉଠି ୱାର୍ଡ ସେମ୍ ଯାହାର ୱାର୍ଡ ମାନେ ଶୁଦ୍ଧ ପବିତ୍ର, ଯାହାର ୱାର୍ଡରେ କୌଣସି ସ୍ୱାର୍ଥ ନାହିଁ, କାମନା ନାହିଁ, ବାସନା ନାହିଁ, ଯେତେ ଅସୁନ୍ଦର ହେଇଥାଉ, ପାଠ ନ ପଢିଥାଉ, ଖାଲି ଗାମୁଛା ଖଣ୍ଡେ ପିନ୍ଧିଥାଉ, ତ କେତେ ସମ୍ମାନ ମିଳିବ। এই କନସିୟସନେସ୍ କ'ଣ ଆମେ ଅଛେ? ଆମେ ଦିନେ ନିଶ୍ଚିନ୍ତ ମରିବା। ପ୍ରତ୍ୟେକଟି ମୁହୂର୍ତ୍ତରେ 2026 ଆସିଲା, ବହୁ ଲୋକ ଆନନ୍ଦିତ ହେଲେ, ଚିନ୍ତା କଲେନି 2026 ମସିହା ବେଳକୁ ମୋର ଆୟୁଷ କେତେ କମିଗଲା, କେତେ କମିଗଲା। 2026 ମସିହାରେ ମୁଁ ନିଜକୁ ପରିବର୍ତ୍ତନ କରିବା କଥା। ମୁଁ ପରିବର୍ତ୍ତନ କଲି କ'ଣ ନା, ଅଧିକା କାମଗ୍ରସ୍ତ ହେଲି, ଅଧିକା କ୍ରୋଧର ବଶବର୍ତ୍ତୀ ହେଲି, ଅଧିକା ଲୋଭର ବଶବର୍ତ୍ତୀ ହେଲି, ନିରୀହ ପ୍ରାଣୀକୁ ହତ୍ୟା କରି ଖାଇଲି, ମଜା ମଜଲିସ୍ କଲି, ମଦ ପିଇଲି, ରାକ୍ଷସ ବୃତ୍ତି ଆମେ କ'ଣ କଲୁ ନା ଆରମ୍ଭ କଲୁ। ସେଠି କଥା ରହିଲା, ଭଗବାନ କେତେବେଳେ ପ୍ରସନ୍ନ ହୁଅନ୍ତି? ଭଗବାନ ପ୍ରସନ୍ନ ହୁଅନ୍ତି ଦୁଇଟି ସମୟରେ, ଯେ ଭଗବାନଙ୍କୁ ପ୍ରତ୍ୟେକଟି ମୁହୂର୍ତ୍ତରେ ସ୍ମରଣ କରେ, ସବୁବେଳେ ତାଙ୍କ କଥା ମନେ ପଡୁଥିବ। ଯେମିତି ପ୍ରେମିକାର ପ୍ରେମିକ କଥା ମନେ ପଡେ, ମା ଛୁଆର କଥା ମନେ ପକାଏ, ଧନୀ ଧନର କଥାକୁ ମନେ ପକାଏ, ଯିଏ ସବୁବେଳେ ତାଙ୍କୁ ମନେ ପକାଏ, ସବୁବେଳେ ତାଙ୍କୁ ସ୍ମରଣ କରେ। ଆଉ କ'ଣ? ନିଜେ ତାଙ୍କରି ସେବା କରେ। ସେବା କ'ଣ ନା, ଗୁରୁଦେବ ଯୋଉ ଉପଦେଶ ଦେଇଛନ୍ତି ସାଧନା ପାଇଁ, ମୁଁ ସେଇ କାମ ଗୁଡାକ କରିବି। ଆମେ କ'ଣ କରୁଛେ ନା, ସାଥି ସାଥି କିଛି ଦିନ ଧ୍ୟାନ କରିକି ଆମେ କ'ଣ କରୁଛେ ନା, ଆମେ ଚାହୁଁଛେ କାହିଁକି କନସେନ୍ଟ୍ରେସନ ଆସିଲା ନାହିଁ, କାହିଁକି ସିଦ୍ଧି ହେଲା ନାହିଁ, କାହିଁକି ମୋତେ ପ୍ରାପ୍ତି ହେଲା ନାହିଁ, ମୋର ପ୍ରମୋସନ କାହିଁ ହେଲା ନାହିଁ,
ଦୀକ୍ଷାଟା କ'ଣ ସେଇଥିପାଇଁ ହେଇଥିଲା? ଦୀକ୍ଷାଟା ହେଇଥିଲା ସ୍ୱରୂପରେ ଅବସ୍ଥାପନ କରିବା ପାଇଁ, ନିଜକୁ ଚିହ୍ନିବା ପାଇଁ, ନିଜକୁ ଜାଣିବା ପାଇଁ ଏବଂ ଶରୀର ପ୍ରକୃତି କବଳରୁ ମୁକ୍ତି ଲାଭ କରିବା ପାଇଁ, ଈଶ୍ୱର ସତ୍ତାକୁ ଅନୁଭବ କରିବା ପାଇଁ, ଈଶ୍ୱରଙ୍କ ସହିତ ମିଳନ ଏକକାର ହେବା ପାଇଁ ଦୀକ୍ଷାଟା ହେଇଥିଲା। ଏ ସମସ୍ତ ବନ୍ଧନରୁ ମୁକ୍ତ ହେବି। ସ୍ତ୍ରୀର ବନ୍ଧନ ଅଛି, ଟଙ୍କାର ବନ୍ଧନ ଅଛି, ପୁଅର ବନ୍ଧନ ଅଛି, ଝିଅର ବନ୍ଧନ ଅଛି, ଜମିବାଡ଼ିର ବନ୍ଧନ ଅଛି, ସବୁର ବନ୍ଧନ। ଜୀବନଟା କେବଳ ବନ୍ଧନମୟ। ଆପଣ କ'ଣ ଗୋଟିଏ ଜାଗାରେ ବାନ୍ଧି ହେଇଛନ୍ତି? କେତେ କେତେ ଜାଗାରେ ବନ୍ଧୁବାନ୍ଧବ ଠାରେ ବାନ୍ଧି ହେଇଛନ୍ତି, ଚାକିରିରେ ବାନ୍ଧି ହେଇଛନ୍ତି। ସ୍ୱାଧୀନତା କ'ଣ ଅଛି? ଲୋକ ସମସ୍ତେ ଏବେ ଭାବୁଛନ୍ତି ଆମେ ସ୍ୱାଧୀନତା ଲାଭ କରିବୁ। ଏଠି ପ୍ରକୃତ ସ୍ୱାଧୀନତା ଅର୍ଥ ବୁଝ। ସ୍ୱ ଅର୍ଥ କ'ଣ, ଅଧୀନତା ଅର୍ଥ କ'ଣ ବୁଝ? ଆତ୍ମାର ଅବସ୍ଥାପନ କରିବାଟା ହିଁ ପ୍ରକୃତ ସ୍ୱାଧୀନତା। ସବୁ ତୁମେ କରୁଛ, କରାଉଛ, ମୁଁ ଏଠି କିଛି କରୁନାହିଁ। আমি ଯନ୍ତ୍ର, ତୁମି ଯନ୍ତ୍ରୀ। এই କନସିୟସନେସ୍ ଆମ ଭିତରେ ଆସୁନି। ଯଦି ଆମେ କ୍ରିୟା ଅଭ୍ୟାସ କରିବା, ଯେଉଁ ଟେକ୍ନିକ୍ କ୍ରିୟା ଯୋଗରେ ଅଛି, ସମସ୍ତ ଗୁରୁମାନଙ୍କୁ ପ୍ରଣାମ କରିବା। ଆପଣ ଯାହାକୁ ଚିନ୍ତା କରି ପ୍ରଣାମ କରିବେ, ତାହାର ଭାବ, ତାର ଏନର୍ଜି ଆପଣ ଭିତରେ ପ୍ରବେଶ କରିବ। ସାଇଣ୍ଟିଫିକ୍ କହିଲେ ସମୟ ପଳାଇବ। ଯାହାକୁ ସ୍ମରଣ କରନ୍ତୁ। ସେଥିଲାଗି କ୍ରିୟା ଯୋଗ ପରମ୍ପରାରେ କୁହାଯାଇଛି, ଆଗ ସମସ୍ତ ଗୁରୁ ଇଷ୍ଟଙ୍କୁ ସ୍ମରଣ କରି ଆପଣ ଧ୍ୟାନରେ ବସନ୍ତୁ। ସେଇ ଗୁରୁମାନଙ୍କୁ ଦର୍ଶନ କରନ୍ତୁ ଖୋଲା ଆଖିରେ। ତାପରେ ଆଖି ବନ୍ଦ କରନ୍ତୁ। ତାପରେ ସାଧନା କରନ୍ତୁ। ଗୁରୁଙ୍କର ପ୍ରେଜେନ୍ସକୁ ଫିଲ୍ କରନ୍ତୁ। ମୋ ଗୁରୁଦେବ ବାବାଜୀ ମହାରାଜ କି ଜଗତର ନାଥ ଜଗନ୍ନାଥ, ଆଗ ଗୁରୁ, ତାପରେ ଭଗବାନ ସମ୍ମୁଖରେ ମୁଁ ବସିଛି ଏବଂ ସାଧନା କରୁଛି। ସେ ଆପଣ ପ୍ରତ୍ୟେକଟି ମୁହୂର୍ତ୍ତରେ ଆପଣଙ୍କୁ ସେ ଜାଣୁଛନ୍ତି ନା। ତୁମେ କ'ଣ କରୁଛ, କୋଉଥିରୁ ମୁକ୍ତି ଲାଭ କରିବା ପାଇଁ ଚାହୁଁଛ, କାମନାରୁ କେମିତି ମୁଁ ମୁକ୍ତି ଲାଭ କରିବି। ପ୍ରଭୁ ତୁମରି ଚିନ୍ତା ରହିବ। ପ୍ରତ୍ୟେକ କର୍ମକୁ ତମରି କର୍ମ ଭାବିବେ। ପ୍ରତ୍ୟେକ ଭାବନାକୁ ତମରି ଭାବନା ଭାବିବେ। ପ୍ରତ୍ୟେକ ଶ୍ୱାସରେ ମୁଁ ଆପଣଙ୍କୁ ଦେଖିବି, ଆପଣ ନେଉଛନ୍ତି ଏବଂ ଛାଡ଼ୁଛନ୍ତି। ସବୁକିଛି ତୁମର, ସବୁକିଛି ତୁମେ। ଯେତେ ଫୁଲ, ଫଳ, ପୁଷ୍ପ ରହିଗଲା ଜଳରେ କଥା, ଅଗ୍ନି, ବାୟୁ, ଆକାଶ, ଏପର୍ଯ୍ୟନ୍ତ ସାଇଣ୍ଟିଷ୍ଟ ମାନେ ଯେଉଁମାନେ ପୃଥିବୀ ଉପରେ ରିସର୍ଚ୍ଚ କରୁଛନ୍ତି, କୋଟି କୋଟି ପୃଥିବୀ ମହାଶୂନ୍ୟରେ ଭାସୁଛି, ଆମେ ବି ମହାଶୂନ୍ୟରେ ଭାସୁଛେ। ସେ ସେନ୍ସ କ'ଣ ଆମର ଅଛି? ସୂର୍ଯ୍ୟ ଗୋଟେ ମଧ୍ୟମ ଧରଣର ନକ୍ଷତ୍ର, ତାର ଗୋଟେ ସୌର ପରିବାର, ସେଥିରେ ପୃଥିବୀ, ଏଇଭଳି କୋଟି କୋଟି ନକ୍ଷତ୍ର ସୂର୍ଯ୍ୟଙ୍କ ଭଳିଆ ଅଛନ୍ତି, ଛାୟାପଥ ଅଛନ୍ତି, କେତେ କ'ଣ ଅଛନ୍ତି। କିଛି ନ ଜାଣି ଆକାଶ ବିଷୟରେ ପର୍ଯ୍ୟନ୍ତ କେହି କହିପାରିଲେନି ତାର ଆରମ୍ଭ କୋଉଠି, ଶେଷ କୋଉଠି। ପୁଣି ଭଗବାନ କେତେ ସୂକ୍ଷ୍ମ, ପୁଣି କେତେ ବି ସେ ସ୍ଥୂଳ ହେଇକି ଲୀଳା କରୁଛନ୍ତି ଜଗତର କଲ୍ୟାଣ ପାଇଁ, ଜଗତର ମଙ୍ଗଳ ପାଇଁ। ତ ନିଜ ଭିତରେ ଯେ ଅନୁଭବ କରିନାହିଁ, ନିଜ ଭିତରେ ତାଙ୍କର ସେବା ଯେ କରିନାହିଁ, ଗୁରୁଦେବ ଯୋଉ ଉପଦେଶ ଦେଲେ ତାକୁ ମାନି ଚଳିବାଟା ହିଁ ଭଗବାନଙ୍କର ସେବା। ସୂକ୍ଷ୍ମରେ ସ୍ଥୂଳରେ ଗୁରୁଙ୍କର ଯତ୍ନ ନେବା, ସେବା, ଆଶ୍ରମର ଦାୟିତ୍ୱ ନେବା। କାହିଁକି ନା ସେଟା ସେଲ୍ଫ ରିୟଲାଇଜେସନ ସେଣ୍ଟର। ସେଠି ଗଲେ ଆତ୍ମ ଉପଲବ୍ଧି ହବ, ସେଠି ସାଧନା କରିହବ, ସାଧନାର ପରିବେଶ ସେଠି ଅଛି। ସେଠି ଗୁରୁ ଭଗବାନଙ୍କ ଅଛନ୍ତି, ତାଙ୍କର ଶକ୍ତି ଏନର୍ଜିଟା କାମ କରୁଛି। ଯୋଉଠି ବସି ମହାପୁରୁଷ ମାନେ ସାଧନା କରନ୍ତି, ସେ ଭୂମି ଶୁଦ୍ଧ ପବିତ୍ର ହେଇଯାଏ, ସେ ଜାଗାର ଭାଇବ୍ରେସନ ଅଲଗା ଗୋଟେ ହେଇଯାଏ। ଅନେକ ଲୋକ ଆସୁଛନ୍ତି ବାବାଙ୍କ ପାଖକୁ, ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି। ସବୁ ପ୍ରଶ୍ନର ମୂଳ କାରଣ କହିଲେ ଖରାପ ହବ, ଲୋକ ଭିତରେ ଅହଙ୍କାର ଆଉ ଅଜ୍ଞାନତା ରହିଛି। ଅହଙ୍କାର ଆଉ ଅଜ୍ଞାନତା, ତାର ଜ୍ଞାନ ନାହିଁ। ଏତେ ବଡ଼ ଜୀବ, ହାଉ ଟୁ ଲିଭ୍ ଇନ୍ ସୋସାଇଟି, ମୁଁ କେମିତି ବଞ୍ଚିବି, କେମିତି ଚଳିବି, କେମିତି ଜୀବନଟାକୁ ନିର୍ବାହ କରିବି, ମୁଁ କେମିତି ସତ୍ୟ, ଧର୍ମ, ନ୍ୟାୟ, କ୍ଷମା, ସତ୍ୟ, ଶାନ୍ତି, ଦୟା, କ୍ଷମାର
କେମିତି ଜୀବନଟା ଅତିବାହିତ କରିବି। ଏପର୍ଯ୍ୟନ୍ତ ସତ କଥା ଜୀବନରେ କହି ହେଲାନି। ସତ୍ୟକୁ ପୁଣି ଉପଲବ୍ଧି କରିବା 100% ସତ କଥା କହିପାରୁନାହାନ୍ତି। ସାଧୁମାନେ ବି କହିପାରୁନାହାନ୍ତି। କାଉ ସାଧୁକୁ ପଚାରିଲ ତମର ଆକାଉଣ୍ଟ ଅଛି, ସେ କହିଦେବ ହଁ। ଯଦି ହଁ କହିଲା କେତେ ଟଙ୍କା ଅଛି, କାହାକୁ ତ ପଚାରିବା ନିୟମ ନୁହେଁ, ପଚାରିଲ କହିଦେବେ। କେତେ ତମେ ରୁମରେ ଆଲମିରାରେ ଟଙ୍କା ରଖିଛ, ସୁନା ରଖିଛ, କହିଦେବେ। ଜୀବନରେ ଆମେ ଅନେକ ସାଧୁ ସନ୍ଥଙ୍କ ସହିତ ମିଶିଛୁ, ଦେଖିଛୁ, ନିଜକୁ ବି ପରଖୁଛୁ। ସବୁ ସମୟରେ ମଣିଷ କେତେ ଶରୀର ମନରେ ତ ସବୁ ଆଉଛି କାମ, କ୍ରୋଧ, ଲୋଭ। ସେ ଶରୀର ବୋଧଟା କେମିତି ଯିବ, ମନକୁ କେମିତି ଅତୀତ ହବ, ଏ ଦିଟା କଥା ତ। ତାର ଶରୀର ବୋଧ କେମିତି ଯିବ। ଆର ସତ୍ସଙ୍ଗରେ କହିଥିଲେ ଶରୀର ବୋଧରୁ ମୁକ୍ତି ହେଲେ ଧ୍ୟାନ ହୁଏ ବୋଲି ଲାହିଡ଼ି ବାବା ସବୁବେଳେ କହିଲେ। ଦେହରେ ରହିଲେ ଧ୍ୟାନ ହୁଏ ନାହିଁ। ଯୋଉଠି ମୂଳାଧାର, ସ୍ୱାଧିଷ୍ଠାନ, ମଣିପୁର, ଅନାହତ, ବିଶୁଦ୍ଧ ଆଜ୍ଞା, ସେଠି କ'ଣ ଧ୍ୟାନ ହୁଏ? ଆଜ୍ଞାରେ ଟିକେ ଧ୍ୟାନ ହୁଏ, କିନ୍ତୁ ମନ ସେଠି ଲୟ ହୁଏ ନାହିଁ। ମନ ଲୟ ହୁଏ କୋଉଠି ନା ସହସ୍ରାରେ। ତେଣୁ ଏଇ ଯୋଉ ଦେହ ବୋଧରୁ ଆମର କେମିତି ମୁକ୍ତି ହେବା, ଯଦି ଆମେ ସବୁବେଳେ ସାଧନା କରିବା, କ୍ରିୟା ଅଭ୍ୟାସ କରିବା, ସାତ୍ତ୍ୱିକ ଜୀବନ କାଟିବା, ନିଜକୁ ଭଗବାନ ନିକଟରେ ପୂର୍ଣ୍ଣ ସମର୍ପଣ କରିଦେବା, ସବୁ ତୁମେ ସବୁ ତୁମେ ସବୁ ତୁମେ ଆମେ ଭାବିବା, ଡେଲି ସ୍ୱାଧ୍ୟାୟ କରିବା, ଡେଲି ବାବାଙ୍କ ସତ୍ସଙ୍ଗ, ମହାପୁରୁଷ ମାନଙ୍କର ସତ୍ସଙ୍ଗ ଶୁଣିବା, ଅଧଘଣ୍ଟାଏ ହଉ, ଡେଲି ସାଧନାରେ ବସିବା, ଆଉ ଡେଲି କ'ଣ କରିବା ନା ନିଜକୁ ଭଗବାନ ନିକଟରେ ସମର୍ପଣ କରିବା। ଯଦି ଆପଣ କରିବେ, ଦେଖିବେ ଆପଣ ମନରେ ଯୋଉ ମଳି ଅଛି, କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ, ଯୋଉ 6ଟା ଶତ୍ରୁ ନେଇ ବଞ୍ଚିଛ, କହୁଛ ମୋର ଗୋଟାଏ ଶତ୍ରୁ ଅଛି, କେମିତି ସେ ମରିଯାଉ କି ଚାଲିଯାଉ। କି ତୋ ଭିତରେ ତ ତୋର ଶତ୍ରୁ, ତୋ ଭିତରେ ଯଦି କାମନା ନାହିଁ, ତୋର ତ କେହି ଶତ୍ରୁ ନୁହେଁ। ତୁ ସମସ୍ତଙ୍କୁ ଭଗବାନ ବୋଲି ଭାବିଦେଲୁ, ତୋର ଶତ୍ରୁ କ'ଣ ହବ? ଶତ୍ରୁ ତୋର କ'ଣ କ୍ଷତି କରିବ? ପ୍ରହ୍ଲାଦକୁ ଏତେ କଷ୍ଟ ଦିଆହେଇଛି, ସେ ଭଗବାନଙ୍କୁ ଭଜନ କରୁଛି, ତାର କୋଉ ଶତ୍ରୁ କିଛି କରିପାରିଛନ୍ତି? ମୁର୍ଗୁଣୀର ଅବସ୍ଥା ଦେଖନ୍ତୁ, ସେ ବସିଛି, ଜାଲ ବିଞ୍ଛା ହେଇଛି, ନିଆଁ ଜଳା ହେଇଛି, ତୀର ଧରିକି ଶବର ବସିଛି, କୁକୁର ଜଗିଛି, ସାପ ଜଗିଛି, ମୁର୍ଗୁଣୀ ଚିନ୍ତା କରୁଛି ପ୍ରଭୁ ଏ ବିପଦରୁ ରକ୍ଷା କର। ଉପରକୁ ଟେକି ଦେଇଛି, ସବୁବେଳେ ଉପରକୁ ଗଲେ ଶାନ୍ତି। ଦେ ହାୟର ୱି ଗୋ ଦି କୁଲର ୱି ଫିଲ୍। ଆଜ୍ଞା ସହସ୍ର ମନକୁ ରଖିବେ, ସହସ୍ରକୁ କ୍ରସ୍ କରି ଯଦି ମହାଶୂନ୍ୟରେ ଆପଣଙ୍କୁ ମନକୁ ରଖିବେ, ଆପଣ ଦେଖିବେ ଆପଣଙ୍କ ଭିତରେ ନକାରାତ୍ମକ ଚିନ୍ତା କେତେବେଳେ ଆସିବନି। ଯେତେ ମଣିଷ ଉପରକୁ ଉଠେ, ବିଜ୍ଞାନ କହୁଛି ତାକୁ ସବୁ ସମାନ ଦେଖାଯାଏ। ଏଇଟା ପୃଥିବୀ, ଏଇଟା ଇଣ୍ଡିଆ, ଏଇଟା ଆମେରିକା, ଏସବୁ କିଛି ଦେଖାଯିବନି, ଗୋଟେ ଜିରୋ। ଯେତେ ଉପରକୁ ଉଠିବେ ସବୁ ଗୋଟେ ଜିରୋ ଦେଖାହବ, ଗୋଟେ ଗୋଲ। ସେଇଠି କ'ଣ ଆମେରିକା, ଏଠି ଆଫ୍ରିକା, ଏଠି ନ୍ୟୁଜିଲାଣ୍ଡ, ଏଇଠି ଗ୍ରୀନଲ୍ୟାଣ୍ଡ, ଏଇଠି କେନିଆ, ଏଇ କୁଏତ, ଏ କ'ଣ ସବୁ ଦେଖାଯିବ? କିଛି ଦେଖାଯିବ? ଯଦି ପିଣ୍ଡ ବ୍ରହ୍ମାଣ୍ଡ ଏକମତ ଜାଣନ୍ତି ସୁଜ୍ଞାନୀ ପଣ୍ଡିତ, ତାହେଲେ ଆମେ ଯଦି ଉପରକୁ ଯିବା, ସ୍ଥୂଳରେ କିଛି ଦେଖିବାରେ ଗୋଟେ ଦେଖିବା ପୃଥିବୀ ଗୋଟେ ଗୋଲାକାର, ସେଇଭଳି ଯଦି ଆମେ ଶୂନ୍ୟକୁ ଯିବା, ସମସ୍ତେ ଆମକୁ ସମାନ ଦେଖାଯିବେ। ସେଇଠି ଜାତି ଭେଦ କିଛି ରହିବନି। ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ କିଛି ଭେଦଭାବ ରହିବନି। ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର କିଛି ଭାବ ରହିବନି। ଜାତି ଅଜାତି ଭାବ ରହିବନି। ସମସ୍ତେ ସେଇ ପରମାତ୍ମା ପରମ ବ୍ରହ୍ମଙ୍କର ସନ୍ତାନ। ଭଗବାନଙ୍କର କ'ଣ ଜାତି ଅଛି? ଭଗବାନଙ୍କର କ'ଣ ପିତାମାତା ଅଛନ୍ତି? ଭଜନ ବୋଲା ହଉଛି ନା ସାଲବେଗ ଲେଖିଛନ୍ତି, ଭକତ ମୋ ପିତାମାତା, ଭକତ ମୋ ବନ୍ଧୁ। ଭଗବାନ କହୁଛନ୍ତି ଭକ୍ତ ହଉଛି ମୋର ପିତା ମାତା, ଭକ୍ତ ହଉଛି ମୋର ବନ୍ଧୁ। ଭକତ ନିମନ୍ତେ ତୋର ନାମ କୃପା ସିନ୍ଧୁ। ମୁର୍ଗୁଣୀ ଡାକିଛି, ଉପରକୁ ଚାହିଁ ଦେଇଛି। ସବୁଦିନ ଆକାଶକୁ କି ସମୟ ଚାହିଁକି ବସ, ତମ ଭିତରେ ଐଶ୍ୱର୍ଯ୍ୟ ଭାବନା, ଡିଭାଇନ୍ କନସିୟସନେସ୍ ଆସିବ। ସମୁଦ୍ର କୂଳେ କି ସମୟ ଯାଇ ବସ,
ସେଇ ଆମ ଯୋଉ ପିଲା କହିଲା ବଡ଼ ପୋଖରୀ ବାବା କିଏ ଖୋଳିଛି, ସେଇ ପୋଖରୀ କୂଳରେ ଯାଇ ବସ, ଚୁପଚାପ ଏକାନ୍ତ ଏକୁଟିଆ ବସ। ଦୁଇ ବସିଲେ ତା ଭାବ ତମକୁ ସଂକ୍ରମଣ କରିବ, ତମ ଭାବ ତାକୁ ସଂକ୍ରମଣ କରିବ। ଏକୁଟିଆ ଯାଅ, ଦେଖ ଈଶ୍ୱରଙ୍କ ପାଖରେ କେତେ ଭାବ, ଦୁଇ ଜଣେ ଯାଅ ଈଶ୍ୱର ପାଖରେ ଭାବ ଆସିବ। ତମର ତା ଉପରେ ଟିକେ ଭାବ ରହିବ, ତାର ତମ ଉପରେ ଟିକେ ଭାବ ରହିବ, ତାର ତମ ଉପରେ ବିଶ୍ୱାସ ରହିବ, ତମର ତା ଉପରେ ବିଶ୍ୱାସ ରହିବ, ତୁମେ ତା ଉପରେ ଟିକେ ନିର୍ଭର କରିବ, ସେ ତମ ଉପରେ ଟିକେ ନିର୍ଭର କରିବ। ତୁମେ ତାଠୁ କିଛି ଆଶା କରିବ, ସେ ତମଠୁ କିଛି ଆଶା କରିବ। ସେଥିରେ ଯଦି ବ୍ୟତିକ୍ରମ ହେଇଯାଏ, କଣଟା হয় ନିଜ ଜୀବନର ଅନୁଭୂତି ଅନୁଭବରେ କ୍ରୋଧ ଆସିବ। ଆଉ କଣ, କାମ ପରେ କ୍ରୋଧ ନା। ଆଉ ମଣିଷ ଲୋଭଗ୍ରସ୍ତ ହୋଇ ବର୍ତ୍ତମାନ ସୋସାଇଟିରେ ଲକ୍ଷ ଟଙ୍କା ରୋଜଗାର କରୁଛି, ଯଦି ଆଉ କେଉଁ ଉପାୟରେ 2 ଲକ୍ଷ କରିହେବ, 2 ଲକ୍ଷ ପରେ 3 ଲକ୍ଷ କରିହେବ, ତାର ପ୍ଲାନ୍ଟା ସେ କରୁଛି। ଲୋଭର ମୃତ୍ୟୁ ହଉଛି। କାମ କ୍ରୋଧ ଲୋଭ, ଲୋଭରୁ ପାପ, ପାପରୁ ମୃତ୍ୟୁ। ଯୋଉ କର୍ମଟା କଲା ସେଟା ପାପ ହେଲା। ପାପ ଯେତେବେଳେ ହେଲା, ତାର ଆୟୁଷ ଥାଇକି ସେ ମରିବ। କିନ୍ତୁ ମରୁ କିଛି ନାହିଁ, କୁଆଡେ ଯିବ ବାପା? ଆଉ ଜନ୍ମ ହବ କି ନ ହବ? ଯୋଉ କର୍ମ କରିଛି ସେ ଫଳକୁ ସେ ଭୋଗ କରିବ କି ଭୋଗ କରିବନି? ନିଶ୍ଚିନ୍ତ ଭୋଗ କରିବ। ଗୀତା, ଭାଗବତ, ବେଦ, ବେଦାନ୍ତ, ଉପନିଷଦରେ ଲେଖା ଅଛି। ଆପଣ ଏତେ ପଢିପାରିବେନି, ଗୀତାକୁ ଟିକେ ପଢନ୍ତୁ, ଭାଗବତକୁ ଟିକେ ପଢନ୍ତୁ, ଦେଖିବେ କେମିତି ଯିଏ ନିଜର ସେବା କରି ଜାଣିନାହିଁ, ସେ ଅଲଗା ଲୋକର ସେବା କଣ କରିବ? ଯିଏ ନିଜକୁ ଶୃଙ୍ଖଳିତ କରିନି, ସେ ଅନ୍ୟକୁ କଣ ଶୃଙ୍ଖଳିତ କରିବ? ଯିଏ ନିଜେ ମୂର୍ଖ, ସେ ଅନ୍ୟକୁ କଣ ପାଠ ପଢେଇବ? ଯାହା ଭିତରେ ମାଷ୍ଟରୀ ନାହିଁ, ସେ କଣ ମାଷ୍ଟର ହେଇପାରିବ? ସମସ୍ତେ କହୁଛନ୍ତି କଳି ଯୁଗରେ ନାମଟା ହିଁ ସାର। ଠିକ, ଏ କଥା ଭୁଲ। ନାମରେ ଆସିଛୁ, ନାମରେ ଯିବୁ। ହରି ଭଜୁଥା, ହରି ନାମ ଗଣ୍ଠି ଧନ କରିଥା। ସେ କଥା ବାବା ଗୋଟେ ଏପିସୋଡ କରିଥିଲେ। ହରି ନାମକୁ କେମିତି ଗଣ୍ଠି ଧନ କରିବ? ବାନ୍ଧିକି ଗଣ୍ଠି ପକେଇ ରଖିବ? ପ୍ରତ୍ୟେକ କଥାର ସ୍ଥୂଳ ଏବଂ ସୂକ୍ଷ୍ମ ଅର୍ଥ ଅଛି। ଯେତେବେଳେ ଚୈତନ୍ୟ ମହାପ୍ରଭୁ ମହାମନ୍ତ୍ର ନାମ ପ୍ରଚାର କଲେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ତାକୁ କହନ୍ତି 16 ନାମ 32 ଅକ୍ଷର। କିନ୍ତୁ ପ୍ରକୃତରେ ଏ 3 ନାମ 6 ଅକ୍ଷର। ହରେ ରାମ କୃଷ୍ଣଙ୍କୁ ବାରମ୍ବାର ରିପିଟ କରାଗଲା। ହରେ 2ଟା ଅକ୍ଷର, ରାମ 2ଟା ଅକ୍ଷର, କୃଷ୍ଣ 2ଟା ଅକ୍ଷର। ଏ 16 ନାମ 32 ଅକ୍ଷର କେମିତି ହେଲା? ତାଙ୍କୁ ପଚାରିଲେ, ସେ କହିଲେ ପ୍ରକୃତ ମହାମନ୍ତ୍ର ଯେ ଗୁପ୍ତ, ଆଉ 13ଟି ନାମ ଅଛି। ଏଇ ମହାମନ୍ତ୍ରକୁ ଜପ କଲେ ତମ ଭିତରେ ଇନ୍ଦ୍ରଗଣ ପ୍ରକୃତି ଗଣ ନିବୃତ୍ତି ହେବେ ନାହିଁ, ଈଶ୍ୱର ଦର୍ଶନ ଉପଲବ୍ଧି ହବ। ଏଇ ହରିନାମ ନହେରେ ଭାଇ ଆର ହରିନାମ ଅଛି। ଆଉ ଅଲଗା ହରିନାମ ଅଛି। ସଂସାରରେ ଗୋଟିଏ ନାମକୁ ସମସ୍ତେ ଜପ କରୁଛନ୍ତି। ଭୁଲ କହିଲି, ଗୋଟିଏ ନାମକୁ ସବୁରି ଭିତରେ ଜପ ଚାଲିଛି। ମାନେ ଗାଈ, ଗୋରୁ, ଛେଳି, ମେଣ୍ଢା, ଯିଏ ଶ୍ୱାସ ପ୍ରଶ୍ୱାସ ନଉଛି, ଯାହାର ଶ୍ୱାସ ପ୍ରଶ୍ୱାସ ଚାଲିଛି, ସେଇ ଅଜପା ବ୍ରହ୍ମ ମନ୍ତ୍ରଟି ଭଜନ ଭଗବାନ କରୁଛନ୍ତି। 21 ସହସ୍ର ଜପୁଅଛି ପରମହଂସ, ଜପୁଅଛି ପରମହଂସ, ସେ ଭଜନେ ମନ ମଜ, ବାହାର ଭଜନକୁ ତେଜ। 21,600 ଥର ଭଜନ କିଏ ଭଜୁଛି? ନା ପରମାତ୍ମା ପରମ ବ୍ରହ୍ମ। ସେ ଭଜନେ ମନ ମଜ, ସେଇ ଭଜନରେ ତୁ ମନକୁ ରଖ, ବାହାର ଭଜନକୁ ତେଜ। ଦେଖନ୍ତୁ, ଭଗବାନ ଯୋଉ ଭଜନ କରୁଛନ୍ତି ପରମହଂସ, ସେ ଭଜନରେ ମନ ନ ରଖି କିଏ ଲେଖିଦେଇଛି, କିଏ ବୋଲି ଦେଇଛି, କିଏ କହିଦେଇଛି, ଆମେ କହିଲେ ବାପା ଏଇ କାମ କର। ଟିକେ ଇନ୍ଦ୍ରଗଣ ଶାନ୍ତ ହେବେ, ଟିକେ ଭଲ ଲାଗିବ, କିନ୍ତୁ ସେଲ୍ଫ ରିଅଲାଇଜେସନ କେବେ ହବ ନାହିଁ। ସବୁରି ଭିତରେ ମୋ ଭିତରେ ଭଗବାନ, ସବୁରି ଭିତରେ ଭଗବାନ କେବେ ହବ ନାହିଁ। ନିଜେ ମହାପ୍ରଭୁ ମନା କରିଦେଇଛନ୍ତି। ଏଇ କଥା କହିଲେ ବୈଷ୍ଣବ ମାନେ ଘୋର ବିରୋଧ କରିବେ। ପରୀକ୍ଷା କରି ଦେଖନ୍ତୁ କେତେ ଜଣ ସମାନ ଦୃଷ୍ଟି। ଭଗବାନ ତ ଗୋଟିଏ କଥା କହିଲେ
ଭାଗବତରେ କଣ କହିଲେ ନା ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ଦିବ୍ୟ ଜ୍ଞାନ ଅର୍ଥ ସବୁରି ଭିତରେ ମୋ ପ୍ରଭୁ, ମୋ ଭିତରେ ସବୁରି ଭିତରେ ସମତା ଦୃଷ୍ଟି ସତ୍ୟ ଭାଷା ନିତ୍ୟ କରିବ ଏଣି ଆଶା। କୋଉ ଦିନ ସମାନ ଦୃଷ୍ଟି ହବ? ମୁଁ ସବୁରି ଭିତରେ ମୋ ପ୍ରଭୁଙ୍କୁ ମୁଁ ଦେଖିବି। ସେଇ କଥା ଭଗବତ ଗୀତାରେ ଭଗବାନ କହିଲେ କଣ ନା ବହୁନାଂ ଜନ୍ମ ନାମନ୍ତେ, ବହୁ ଜନ୍ମ ପଳେଇବ ଜ୍ଞାନ ମାନଙ୍କ ମାଂ ପ୍ରପଦନ୍ତେ, ଜ୍ଞାନୀ ହବ। ଓ ଜ୍ଞାନୀ ଆତ୍ମଜ୍ଞାନର ଅଧିକାରୀ ହେବ। ବାସୁଦେବ ସର୍ବମିତି, ସବୁରି ଭିତରେ ବାସୁଦେବ। କେତେବେଳେ ବାସୁଦେବକୁ ପାଇବ ନା ମନରୁ ଯେତେବେଳେ ବାସନା କାମନା ଯିବ। ଯେପର୍ଯ୍ୟନ୍ତ ମନରୁ ବାସନା କାମନା ଯାଇନାହିଁ ତମ ଅନ୍ତଃକରଣରେ ଭଗବାନ ଅଛନ୍ତି ବୋଲି ତମର ବୋଧ ହବ ନାହିଁ। ତୁମେ ସବୁବେଳେ ବୋଧ ହବ ମୁଁ ଅଛି, ମୁଁ ଅଛି, ମୁଁ ଅଛି, ମୁଁ ହଉ ଯାହା ପାଇବ ପାଇବ ଆଉ କଣ। ଯେପର୍ଯ୍ୟନ୍ତ ଅନ୍ତଃକରଣ ବାସନା, ସାଧୁ ହୁଅନ୍ତୁ ସନ୍ତ ହୁଅନ୍ତୁ ଯିଏ ହୁଅନ୍ତୁ ସମସ୍ତଙ୍କ ପାଇଁ ଗୋଟିଏ କଥା, ଯେପର୍ଯ୍ୟନ୍ତ ବାସନା ନ ଯାଇଛି, କାମନା ନ ଯାଇଛି, କେବେ ଅନ୍ତଃକରଣ ଶୁଦ୍ଧ ପବିତ୍ର ହବ ନାହିଁ। ଅନ୍ତଃକରଣ ଶୁଦ୍ଧ ପବିତ୍ର ନହେଲେ ସିଏ ତମ ଭିତରେ ଅଛନ୍ତି ବୋଲି ତମର ବୋଧ ହବ ନାହିଁ, ସିଏ ତମ ଭିତରେ ପ୍ରକାଶିତ ହେଇପାରିବେ ନାହିଁ। ବାବା ଯେମିତି ପୂର୍ବରୁ କହୁଥିଲେ ମଳିଆ ଦର୍ପଣରେ ମୁହଁ ଦେଖାଯାଏ ନାହିଁ, ଗୋଳିଆ ପାଣିରେ ଯେମିତି ମୁହଁ ଦେଖାଯାଏନି ସେଇଭଳି। ତେଣୁ ଗୁରୁଦେବ ଯାହା କହିଲେ ପୂର୍ଣ୍ଣ ସମର୍ପିତ ହେଇଯାଅ, ସେଇ ଉପଦେଶକୁ ତୁମେ ପାଳନ କରି ଚଳ। ତୁମେ କିଛି ରେଜଲ୍ଟ ଆଶା କର ନାହିଁ, କାରଣ କର୍ମଣେ ବାଧିକାରସ୍ତେ ମାଂ ଫଳେଷୁ କଦାଚନ। ତୁମେ କର୍ମ କରିଯାଅ, ତୁମେ କେତେବେଳେ ଫଳ ଆଶା ରଖ ନାହିଁ। କାହିଁକି ନା କର୍ମ କଲେ ନିଶ୍ଚିନ୍ତ ଫଳ ଫଳେ। ହାଣ୍ଡିଟିଏ ବସେଇବେ, ପାଣିର ନିଆଁ ଦେବେ, ପାଣି ଦେବେ, ଚାଉଳ ପକେଇବେ, ଭାତ ତ ହବ। ଭାତ ହବ ଚିତ୍କାର କରିବ। ଯଦି ଭାତ ରୋଷେଇ ନ କରିବ ଭାତ କଣ ଖାଇପାରିବ? ଜାଣ ଭାତ ହବା ଏମିତି ପ୍ରୋସେସ ହୁଏ, ତା କର, ଖାଇକି ହାକୁଡି ମାର, ଜାଣିବ ଭାତଟା କେମିତି। ତେଣୁ ଏଇ ଜନ୍ମରେ ଗୋଟେ ମୂଳ କଥା ହଉଛି ମନ୍ତ୍ର ମୂଳଂ ଗୁରୁର ବାକ୍ୟ। ବାରମ୍ବାର କାହିଁକି କୁହାଯାଏ ନା ଚେତନାକୁ ଜାଗ୍ରତ କରିବା ପାଇଁ। ବାରମ୍ବାର କ୍ରିୟା କାହିଁକି କରାଯାଉଛି ନା ମନ ଈଶ୍ୱରଙ୍କ ସହିତ ଲୀନ ହେବା ପାଇଁ। ବାରମ୍ବାର କାହିଁକି ସତ୍ସଙ୍ଗ କରାଯାଉଛି ମନରେ ସେ ଚେତନାକୁ ଜାଗ୍ରତ କରିବା ପାଇଁ। ବାରମ୍ବାର କାହିଁକି ଆମେ ପୂଜା ପାଠ କରୁଛେ ନା ଆମ ମନ ଈଶ୍ୱରଙ୍କ ପାଖରେ ରହିବା ପାଇଁ। ଯେତେବେଳେ ମନ ଈଶ୍ୱରଙ୍କ ପାଖରେ ପୂର୍ଣ୍ଣ ମାତ୍ରାରେ ରହିଗଲା, ଆଉ ଏସବୁ କର୍ମ କରିବା କିଛି ଆବଶ୍ୟକ ନାହିଁ। ଚୁପ୍ ହୋଇ ତମେ ବସିକି ତାଙ୍କ ସହିତ ମିଳନ ହେଇକି ଥିବ। ଆରେ ପାଠ ପଢି ସାରିଲା ପରେ, PhD କରିସାରିଲା ପରେ କି DLT କରିସାରିଲା ପରେ ସାର୍ଟିଫିକେଟ ପାଇଲେ ଆଉ କଣ ସିଲଟ ଖଡିର ଆବଶ୍ୟକ ଅଛି? ତା ବୋଲି କଣ ତୁମେ ସିଲଟ ଖଡିକି ଭୁଲ କହିବ? ତୁମେ ସିଲଟ ଖଡି ଦେଇକି ଆସିଛ, ଏ ସୃଷ୍ଟିରେ କାହାକୁ ବିରୋଧ କରିବନି, କି ଭୁଲ କରୁଛନ୍ତି ବୋଲି କହିବ ନାହିଁ, କି କ୍ରିଟିସାଇଜ କାହାକୁ କରିବନି, କାହାକୁ ନିନ୍ଦା କରିବ ନାହିଁ। ଏ ସବୁ କିଛି ଈଶ୍ୱରଙ୍କର ଇଚ୍ଛା। ଈଶ୍ୱର କରୁଛନ୍ତି, କରାଉଛନ୍ତି। ଯାହା କରୁଛନ୍ତି ସାଇଁ, ତା କାହାରି ହାତରେ ନାହିଁ। କରି କରାଉଥାଏ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ। ଆହାରି ଉପରେ କ୍ରିୟା ଯୋଗ ଇମ୍ପୋର୍ଟାନ୍ସ ଦିଏ। ଜଣେ ହିଁ କର୍ତ୍ତା, ସବୁ କରୁଛି, କରାଉଛି। ତୁମେ ପ୍ରତ୍ୟେକ ସମୟରେ ଚିନ୍ତନ କର, ଭାବନା କର, ସାଧନା କଲେ ତୁମର ଅନୁଭବ ହବ। ଏଇ ଛୋଟିଆ ସେଣ୍ଟେନ୍ସରେ ବହୁତ କଥା ରହିଗଲା। ଚିନ୍ତନ କର, ବିଚାର କର, ସାଧନା କଲେ ତୁମର ଅନୁଭବ ହବ। ଜଣେ ଜ୍ଞାନୀ ଲୋକକୁ ଧରିବ କଣ କଲେ ନା ସାଧନା କଲେ ଯାଇକି ଅନୁଭବ ହବ। ଦେଖନ୍ତୁ, ଭକ୍ତି ଆସିଛି, ମନ୍ଦିର ଯାଇଛି, ଫୁଲ ନେଇଛି, ପୂଜା ନେଇଛି, ଗାଧେଇଛି, ମୁଣ୍ଡ ଧୋଇଛି, ବାପରେ ବାପ କେତେ ଟିପଟପ୍ ହେଇକି ଯାଇଛି। କିଛି ନାହିଁ, ମନଟାକୁ ଶୁଦ୍ଧି କରିଛି କି? ବ୍ରାହ୍ମଣକୁ କେତେ ଟଙ୍କା ଦେବି? 2ଟା ଟଙ୍କା ଦେବି, ନହେଲେ 1 ଟଙ୍କା ଦେବି। ଯଦି 10 ଟଙ୍କା ନନାକୁ ଦେଇ ଦେଇଛି, ବାପା ଏନେ ସବୁ ଫିଟ୍ ଫାଟ ହେଇକି ଯାଇଛି, କିନ୍ତୁ ମନଟାକୁ ସେ ଶୁଦ୍ଧ ପବିତ୍ର କରିନି। କରିଛି? ଝିଅ ବାହାଘର ହବ, ଝିଅ 30,000 ନାହିଁ ମୁଁ ଜାଣିନି କଣ ପିନ୍ଧୁଛନ୍ତି ଡ୍ରେସ୍, ଆଜି ଲଙ୍ଗଳା ଡ୍ରେସ୍ 1 ଲକ୍ଷ ନା 2 ଲକ୍ଷ। ବ୍ରାହ୍ମଣ ପାଇଁ ଯୋଡ ହେଇଥିବ ମାନେ 50-100 ଟଙ୍କାରେ ଜାଲ ମୁହଁ ଦେଖାଯାଉ ତ।
ଆମର କିଭଳି ଭାବନା, ଆମର ଜ୍ଞାନ ନାହିଁ ବୋଲି ଆମ ଭାବନାଟା କି କଳୁଷିତ। ଜଣେ ବୃନ୍ଦାବନ ଆମେ ଯାଇଥିଲୁ, ଜଣେ କହିଲେ ମାଳି କିଣିକି ଦବା, ମୁଁ କହିଲି ହଁ ଦବା, ଭଲ କଷ୍ଟଲି ମାଳି କିଣି ଦବା ନା, କାହିଁକି ଆମେ ବାଣ୍ଟିବା, ଏତେ କଷ୍ଟଲି ମାଳି ଆମେ କିଣିବା, କାହାକୁ ଦେବେ କି ନା ଲୋକମାନଙ୍କୁ। ଲୋକମାନେ କିଏ ଅଛନ୍ତି ସଂସାରରେ ଦେଖେଇଲ, କିନ୍ତୁ ସମସ୍ତେ ଭଗବାନ, ଏଭ୍ରିଥିଙ୍ଗ ଇଜ ଗଡ୍। ତମେ ତାହେଲେ କ୍ରିୟା ଜୋରେ କଣ ଦୀକ୍ଷା ନେଲ? ମଲା ଲୋକ ମାଳି ପିନ୍ଧେଇ ପାରିବ? ମାଳି ଛିଣ୍ଡେଇ ଦବ, ଲଙ୍ଗଳା ହେଲେ ସେ ପୋଡା ହବ। କଷ୍ଟଲି ମାଳି କିଣା ହେଲା। ଦେଖନ୍ତୁ ଭାବନାରୁ କେମିତି ଆମର ଆସୁଛି। ଭାବନା ପର୍ଯ୍ୟନ୍ତ ଶୁଦ୍ଧ ପବିତ୍ର ହେଇନାହିଁ। ମୁଁ ଗୁରୁ ବୋଲି ଭାବି ନାହିଁ, ଭଗବାନ ବୋଲି ଭାବି ନାହିଁ, ଈଶ୍ୱର ବୋଲି ଭାବି ନାହିଁ, ଖାଲି ଭାବିଛି ମୋ ସ୍ତ୍ରୀ, ମୋ ପୁଅ, ମୋ ଝିଅ, ମୋ ଘର, ମୋ ଦ୍ୱାର, ମୋ ଜମି, ମୋ କୋଠା, ମୋ ବାଡ଼ି, ମୁଁ ଏତିକ ଭାବିଛି। ସବୁ ଯେ ଭଗବତମୟ, ସବୁ ଯେ ଭଗବାନ ସୃଷ୍ଟି କରିଛନ୍ତି, ସବୁରି ଭିତରେ ସେ ପରିପୂର୍ଣ୍ଣ ହିଁ ଅଛନ୍ତି, ସେ କଥା ମୁଁ ଭାବିନି। ତେଣୁ ସେ କବିର କହିଲେ ବାଟ ପଡ଼ିଛି ବାଟୋଇ ନାହାନ୍ତି, ଜିନିଷ ବିକ୍ରି ହଉଛି ଗ୍ରାହକ ନାହାନ୍ତି। ତେଣୁ ଭାବରୁ ଭକତି, କବିର ପୁଣି କହିଲେ ହୋଇ ଜାତରେ, ଭାବ ହେଲେ ଭକ୍ତି ଆସିବ। ଆମ ଭାବନାଟା ଶୁଦ୍ଧ ହେଇନି। ୱାଚ୍ ୟୁଅର ଥଟ୍ସ ଅଲୱେଜ୍। ତେଣୁ କୋଉ କଥା ରହିଲା ନା, କୋଉଟାକ ସତନାମ, ତାକୁ ପୁଣି ବହୁତ ସାଧୁ ଅଛନ୍ତି କହିବେନି, ଆରେ ଯିଏ ହାରମୋନିୟମ ବଜେଇ ଶିଖି ନାହିଁ, ତାକୁ ଯେତେ ହାରମୋନିୟମ ଦେଲେ ସେ କଣ ବଜେଇବ? କିଛି କେଁ ଗାଁ ବି କରିପାରିବନି, ଆଉ କିଛି ଜାଣିପାରିବନି। ଖୋଳ ଦେଲେ ସେ ବଜେଇବ? ଶିଖିଲେ ବଜେଇବ, ସେମ୍ ଦେଇଦେଲେ କଣ ବଜେଇବ? ଯୋଉ ଶ୍ୱାସ ପ୍ରଶ୍ୱାସରେ 21,000 ଥର ନାମ ଚାଲିଛି, ସେଇଟା ହଉଛି ସତ୍ ନାମ। ସେଇ ନାମରେ ବ୍ରହ୍ମ ଦର୍ଶନ ହୁଏ, ବ୍ରହ୍ମ ଉପଲବ୍ଧି ହୁଏ, ବ୍ରହ୍ମଙ୍କ ସହିତ ମିଳନ ହୁଏ। ତାର ସାଧନା ଟାଇମ ହଉଛି ରାତି 3ଟାରୁ ଭୋର 5ଟା। ସେଇ ସମୟରେ ଯିଏ ସାଧନା କରିବ, ଉଠିକି ଗାଧେଇକି ସାଧନା କରିବ, ନହେଲେ ପରିଷ୍କାର ପରିଚ୍ଛନ୍ନ ସାଧନା କରିବ, ତାକୁ ରୋଗଗ୍ରସ୍ତ ହବା ଠୋ ଡିଫିକଲ୍ଟ। ସମସ୍ତ ରୋଗରୁ ସେ ଧୀରେ ଧୀରେ ମୁକ୍ତି ହେଇଯିବ। ସୁଧାବାୟୁ ପ୍ରବାହିତ ହଉଥାଏ, ଦେହ ସେ ଲୋକର ବହୁତ ସୁସ୍ଥ ରହିବ। ସେ ସାଧନା କଲା, ଦେହ ସୁସ୍ଥ ରହିବ, ଗାଧେଇ ପଡ଼ି ସାଧନା କଲେ ଆହୁରି ଭଲ। ସେଇ ସମୟରେ କୁଣ୍ଡଳିନୀ ଶକ୍ତି ଜାଗ୍ରତ ଥାଏ। ସେଇ ସମୟରେ ଏଭଳି ଗୋଟେ ଶକ୍ତି ଲାଭ ହୁଏ, ସେଇ ଶ୍ୱାସ ପ୍ରଶ୍ୱାସରେ ଯୋଉ ମନ୍ତ୍ର କହିକି ଯାଉଛି, ଯୋଉ ମନ୍ତ୍ର କହିକି ଆଉଛି, ସେଥିରେ ବୀଜ ନାହିଁ। ସେ ହଉଛି ବ୍ରହ୍ମ ମନ୍ତ୍ର। ବ୍ରହ୍ମ ବୀଜରେ, ବ୍ରହ୍ମରେ କଣ ବୀଜ ଥାଏ? ସେଇ ହଉଛି ସତ୍ ନାମ। ସେଇ ସତ୍ ନାମରେ ଯିଏ ମନକୁ ରଖିବ, ତାର ଏ ଜନ୍ମରେ ମୋକ୍ଷ ହବ। ମୁକ୍ତି, ମୁକ୍ତି ପରେ ମୋକ୍ଷ ହବ। ସବୁଥିରୁ ସେ ଧୀରେ ଧୀରେ ମୁକ୍ତି ହେଇଯିବ। କୋଉ ବନ୍ଧନରେ ସେ ରହିବ ନାହିଁ। କେବଳ ସେ ଅଜବା ସୂତ୍ରରେ ରହିଥିବ, ଦେଖୁଥିବ ଏବଂ ଆସୁଥିବ, ଦ୍ରଷ୍ଟା ଭାବରେ ରହିକି ଦେଖୁଥିବ ଏବଂ ସ୍ପଷ୍ଟ ଭାବରେ ସେ ତାକୁ ଶୁଣି ପାରୁଥିବ। ଯାଉଛି ଆସୁଛି, ବାରଣ ନ ହଉଛି, ଦିନେ ମନ ତାକୁ ଚିହ୍ନିଲୁ ନାହିଁ। ସେଇ ସତ୍ ନାମରେ ମନକୁ ରଖ। ଯେଉଁମାନେ ବ୍ରହ୍ମଦର୍ଶୀ, ତତ୍ତ୍ୱଦର୍ଶୀ, କୌଣସି ଦେବାଦେବୀ ମନ୍ତ୍ରରେ କାହାକୁ ଦୀକ୍ଷା ଦିଅନ୍ତି ନାହିଁ। କାରଣ ସୃଷ୍ଟି ପ୍ରଳୟ ହେଲେ ଏ ସମସ୍ତ ଦେବାଦେବୀ ପ୍ରଳୟ ଭିତରେ ଚାଲିଯିବେ। କେବଳ ବ୍ରହ୍ମର ମନ୍ତ୍ରରେ, ବାବା ଏ କଥା ବହୁତ ଥର କହିଛନ୍ତି, ବ୍ରହ୍ମ ମନ୍ତ୍ରରେ, ପ୍ରାଣର ମନ୍ତ୍ରରେ ମନ୍ତ୍ର କୁହାଯାଇନି। ସେ ଯୋଉ ପରମାଂଶ, ଯୋଉ ମନ୍ତ୍ର ଭଗବାନ ଯାହାକୁ ଜପ କରୁଛନ୍ତି, ସେଇଥିରେ ସବୁବେଳେ ମନକୁ ରଖନ୍ତୁ। ଅନେକ ବିପଦ ରକ୍ଷା ପାଇଯିବେ। ସ୍ୱଳ୍ପ ମପସ୍ୟ ଧର୍ମସ ତାୟତେ ମହତ ଭୟାତ। ଅନେକ ଦୁଃଖ କଷ୍ଟ ଯନ୍ତ୍ରଣା ଆପଣଙ୍କର ଚାଲିଯିବ। ଆପଣ ନିଶ୍ଚିନ୍ତ ଭାବରେ ଦୁଃଖ ଆସିବ, କଷ୍ଟ ଆସିବ, ଯୋଉ କର୍ମ କରିଛନ୍ତି ଆପଣ ଭୋଗ କରିବେ, ଦୁଃଖ ଆପଣ ମନକୁ ସ୍ପର୍ଶ କରିବ ନାହିଁ, କଷ୍ଟ ଆପଣ ମନକୁ ସ୍ପର୍ଶ କରିବ ନାହିଁ। ଆପଣ ସବୁବେଳେ ଆନନ୍ଦରେ ଥିବେ। ପେଟ କାମୁଡୁଥିବ, ମୁଣ୍ଡ ବିନ୍ଧୁଥିବ, ଆନନ୍ଦ ଥିବ। କାରଣ ତମେ ଦେହରୁ ଅତୀତ ହବ, ମନରୁ ଅତୀତ ହବ। ଆଜ୍ଞା ଯାଏ ତମ ଶରୀର, ଆଜ୍ଞାକୁ କ୍ରସ୍ କରି ସହସ୍ର ରହିଲେ ତମ ଶରୀର ଆଉ ନାହିଁ, ପ୍ରକୃତି ଆଉ ତମର ନାହିଁ, ମନ ତମର ଆଉ ନାହିଁ।
ମନ ରୂପାନ୍ତରିତ ହୋଇ ଅମନରେ ପରିଣତ ହେଇଛି। ତୁମେ ବିଧେୟ ହେଇଯାଇଛ, ମାନେ ଦେହରୁ ଅତୀତ ହେଲେ ବିଧେୟ ହେଲ ନା ବୈଧେୟୀ, ଯାହା ହେଲ। ଯଦି ବିଧେୟ ଅବସ୍ଥା ଆସିଲା ତମର, ଦେହରୁ ଅତୀତ ହେଲେ ଦେହାତୀତ ଅବସ୍ଥା ତମର ଯଦି ହେଲା, ତାହେଲେ ପ୍ରଭୁ ତମକୁ ସ୍ପର୍ଶ କରିବେ, ଦର୍ଶନ ଏବଂ ଉପଲବ୍ଧି ତମର ହବ। ଯେପର୍ଯ୍ୟନ୍ତ ଦେହ ଭିତରେ ଅଛ, ଅନ୍ତଃକରଣ ଶୁଦ୍ଧି ପବିତ୍ର ନ ହେଇଛି, ଅହଙ୍କାର ଅଜ୍ଞାନତା ନ ଯାଇଛି, ଭଗବତ ଦର୍ଶନ ଉପଲବ୍ଧି ହବନି। ତେଣୁ ଗୁରୁଙ୍କ ଉପଦେଶ ମାନି ସାଧନା କର। 100% ଫଲୋ ୟୁର ମାଷ୍ଟର ଅଲୱେଜ। ଫଲୋ ମାଷ୍ଟର ଆଣ୍ଡ ବି ମାଷ୍ଟର। ସତ୍ସଙ୍ଗର ମହିମା ଅଦ୍ଭୁତ ଅପାର। ସତ୍ସଙ୍ଗର ସବୁବେଳେ ଆଶ୍ରୟ ନିଅ। ସତ୍ସଙ୍ଗର ଆଶ୍ରୟ ନେଲେ, ଅଦୃଶ୍ୟରେ ଗୋଟେ ଶକ୍ତି ଅଛି, ତମେ ଦେଖିନ। ଦୃଶ୍ୟ ଶକ୍ତି ତ ପର୍ଯ୍ୟନ୍ତ ଜାଣିନ। ଅଦୃଶ୍ୟରେ ଯୋଉ ଶକ୍ତି ଅଛି, ତମ ଅନେକ ଗୁଡ଼ିଏ ନେଗେଟିଭ ଏନର୍ଜିକୁ ସବୁ ଭ୍ୟାନିଶ କରିଦେବ। ମନ ଶୁଦ୍ଧ ପବିତ୍ର ହେଇଯିବ। ଯୋଉଠି ସତ୍ସଙ୍ଗ ହୁଏ, ସେଠି ସମସ୍ତେ ଭଗବାନଙ୍କ ପ୍ରସଙ୍ଗ ଯୋଉଠି ଚାଲେ, ଶ୍ରବଣ ଆଉ କୀର୍ତ୍ତନ, ନବଦା ଭକ୍ତିରୁ ଦୁଇଟା କଥା, ସେଠି ସମସ୍ତ ଦେବାଦେବୀ ଉପସ୍ଥିତ ହୁଅନ୍ତି, ମୁନି ଋଷିମାନେ ଉପସ୍ଥିତ ହୁଅନ୍ତି। ଏକ୍ଜାମ୍ପଲ, ନୈମିଷାରଣ୍ୟ ପରୀକ୍ଷିତ ସୁଖଦେବ ଯେତେବେଳେ ପରୀକ୍ଷିତକୁ ଭାଗବତ କହିଲେ, ସମସ୍ତ ଦେବାଦେବୀ ଋଷିଗଣ ଉପସ୍ଥିତ ଥିଲେ ସେ ପ୍ରସଙ୍ଗ ଶୁଣିବା ପାଇଁ। ପ୍ରକୃତ ପରମାତ୍ମା ପରମ ବ୍ରହ୍ମ କିଏ? ଶ୍ରବଣ କରୁ କରୁ ପରୀକ୍ଷିତଙ୍କର ପାପ ପଳେଇଲା। ବ୍ରହ୍ମ ସାପ, ସମସ୍ତେ ଆମେ ସାପଗ୍ରସ୍ତ, ସମସ୍ତ ସାପ ପଳେଇବ। ଅର୍ଥାତ୍ ଯୋଉ ଦୁଃଖ, ଯନ୍ତ୍ରଣା, କଷ୍ଟ, ମନ ଭିତରେ ଯୋଉ କାମ, କ୍ରୋଧ, ଲୋଭର ବାଟ ଯିବା ହଉଛି, ମୁକ୍ତି ପାଇବାରେ ହଉଛି, ତୁମେ ସବୁବେଳେ ଅଜପାରେ ରୁହ। ଛାଡ଼ରେ ମନ ଭବେର ଆଶା, ଅଜପା ମନ୍ତ୍ରେ କରରେ ନିଶା ବୋଲି ଠାକୁର ଅନୁକୂଳ ଚନ୍ଦ୍ର କହିଲେ। ଅଜପା ମନ୍ତ୍ରରେ କରରେ ନିଶା, ସେଥିରେ ନିଶା ରଖ। ସବୁ ସମୟ ଯୋଉଠି ବସିଲ ସେଇଠି ମନକୁ ରଖ। ଯଦି ତା ନ କରିପାରୁଛ, ହରେ କୃଷ୍ଣ କହିଲେ ଚଳିବ, କି ନିତାଇ ଗୁରୁ କହିଲେ ଚଳିବ, କି ଶ୍ରୀକୃଷ୍ଣ ଚୈତନ୍ୟ କହିଲେ ଚଳିବ, କିନ୍ତୁ ସେ ବ୍ରହ୍ମ ମନ୍ତ୍ର ନୁହେଁ, ଦେବାଦେବୀଙ୍କର ମନ୍ତ୍ର। ତାଙ୍କୁ ଜପ କଲେ କିଛିଟା ସିଦ୍ଧି ବିଭୂତିର ଅଧିକାରୀ ହେବ। ତମର ସିଦ୍ଧି ଦରକାର ନାହିଁ, ତମର ବିଭୂତି ଦରକାର ନାହିଁ, ତମର ଦରକାର ପରମାତ୍ମା ପରମ ବ୍ରହ୍ମ, ତମର ଦରକାର ମୋକ୍ଷ ବା ନିର୍ବାଣ। ଆଗ ଭଲ ମଣିଷଟେ ହୁଅ, ସବୁ ସତ୍ୟରେ ଆଗ ଚଳ, ଶାନ୍ତି ଟିକେ ଲାଭ। କେତେବେଳେ ତମେ ଶାନ୍ତି ପାଇବ ନା ଯେତେବେଳେ କହିବ ମୋର ଆଉ କିଛି ଦରକାର ନାହିଁ। ସଂକ୍ଷେପରେ କହିଦେଲି ପଦଟାଏ, ମୋର ଯେତେବେଳେ ଆଉ କିଛି ଦରକାର ନାହିଁ, ମୁଁ ଆଉ କିଛି କରିବାକୁ ଚାହୁଁନାହିଁ। ସନ୍ତୁଷ୍ଟ ସତତଂ ଯୋଗୀ, ଯେ ଭଗବାନଙ୍କ ସହିତ ମିଳନ ହବ, ଭଗବାନଙ୍କୁ ପାଇବାକୁ ଚାହିଁବ, ତାର କଣ ହବ? ଆଉ କିଛି ପ୍ରାପ୍ତି ଆଶା ରହିବନି, କିନ୍ତୁ ଭଗବାନ ସବୁ ଦେବେ। ସତ୍ୟ, ଶାନ୍ତି, ଦୟା। ଯେତେବେଳେ ଦେଖିଲେ ସବୁରି ଭିତରେ ମୋ ପ୍ରଭୁ, ସବୁରି ଭିତରେ ମୋ ପ୍ରଭୁ, ଆପଣ ସବୁ ଜୀବ ପ୍ରତି ଦୟା ଭାବ ଆସିଯିବ। ଦେଖିବେ ଯେତେବେଳେ ସବୁ ଜୀବ ପ୍ରତି ଆପଣଙ୍କର ଦୟା ଭାବ ଆସିଲାଣି, ଭଗବାନ ଆପଣଙ୍କୁ କୃପା କଲେଣି। କ୍ଷମା, ଚିତ୍ତେ ଯିଏ ଭୁଲ କରିବ ଆପଣଙ୍କୁ ଆଉ ଦେଖାଯିବ ନାହିଁ। ସବୁ ସେ କରିଛନ୍ତି, କରାଉଛନ୍ତି ସେଇ ଭଗବାନ। କାହିଁକି କରିଛନ୍ତି ଭୁଲ, କାହିଁକି କରିଛନ୍ତି ଠିକ, ସେ କଥା ସେ ଜାଣିଛନ୍ତି। ତମର କ୍ଷମା ଆସିଯିବ। ତୁମେ କାହାରି ଦୋଷ ଦେଖିପାରିବ ନାହିଁ, କାହାକୁ କ୍ରିଟିସାଇଜ କରିପାରିବ ନାହିଁ, କାହାକୁ କମେଣ୍ଟ ମାରିପାରିବ ନାହିଁ। ସମଦର ସେ ଯେଉଁନର, ତା ପାଦେ କୋଟି ନମସ୍କାର। ତାର ଚରଣ ରେଣୁ ପାଇଁ ଭଗବାନ ପଛେ ପଛେ ଦୌଡ଼ନ୍ତି। କଣ ସେ ଭାଗବତର ପଦ? ସ୍ୱଭାବ ନିରପେକ୍ଷ ଶାନ୍ତ, ତପସ୍ୱୀ ରିପୁ ବିବର୍ଜିତ, ସମଦରସେ ପ୍ରେମାପ୍ଲୁତ, ଦୟା ସାଗର ପରହିତ। ଏମନ୍ତ ପ୍ରାଣୀଙ୍କର ପଛେ ପଛେ ନିତ୍ୟ ମୁଁ ବୁଲଇ ପ୍ରତ୍ୟକ୍ଷେ, ଆବରି ଥାଇ ବେନି ପାଶେ, ତାର ଚରଣ ରେଣୁ ଆସେ। ସମଦର୍ଶୀ କଥା ଏଠି ପଡ଼ିଛି। କ୍ଷମା ଆସିଯିବ। ସମସ୍ତଙ୍କୁ ଆପଣ କିଛି କହିବେନି, ସେ ତା କର୍ମ କରିଛନ୍ତି, ସେ କଥା ଭଗବାନ ଜାଣନ୍ତି, ଭଗବାନ ବୁଝି। ପୁଣି ଆହୁରି ହାୟର ଷ୍ଟେଜ୍ ଗଲେ ଭଗବାନ କରିଛନ୍ତି,
ମଙ୍ଗଳ ପାଇଁ, କଲ୍ୟାଣ ପାଇଁ। ଭୀଷଣ ବର୍ଷା ହଉଛି, ଭାବୁଛି ଖରାପ ହେଲା, ଦେଖୁ ତା ପଛପଟେ ମଙ୍ଗଳ ଅଛି। ବନ୍ୟା ଆସିଲା, ତା ପଛପଟେ ମଙ୍ଗଳ ଅଛି। ଅନେଶତ ସାଇକ୍ଲୋନ ହେଲା, ତା ପଛପଟେ ସମସ୍ତଙ୍କର କୋଠା ଘର ହେଇଗଲା, ଘରେ ଘରେ ବିଜୁଳି ଜଳିଲା। ତେଣୁ ଯେତେ ଆପଣ ଜୀବନରେ ଦୁଃଖ ଯନ୍ତ୍ରଣା କଷ୍ଟ ଆସିବ, ଆପଣ ସେତେ କଥା ଶିଖିବେ, ସେତେ ଆପଣଙ୍କର ଅନୁଭବ ବଢିବ, ଭଗବାନ ପ୍ରତି ଭାବ ଭକ୍ତି ଆପଣଙ୍କର ଆହୁରି ଜୋରରେ ହବ। ତେଣୁ କୋଉମାନେ ଭଗବାନଙ୍କୁ ଡାକନ୍ତି ନା, ଯୋଉମାନଙ୍କ ଭିତରେ କଣ ଦୁଃଖ ଯନ୍ତ୍ରଣା କଷ୍ଟ ରହିଛି, ଯୋଉମାନେ ଆନନ୍ଦରେ ଅଛନ୍ତି, ଆନନ୍ଦ ସୁଖରେ ଅଛନ୍ତି, ଐଶ୍ୱର୍ଯ୍ୟ ଭିତରେ ଅଛନ୍ତି, ପ୍ରାଚୁର୍ଯ୍ୟ ଭିତରେ ଅଛନ୍ତି, ଜନ୍ମ ଜନ୍ମାନ୍ତର ପୁଣ୍ୟ କର୍ମର ପ୍ରଭାବରୁ ସେମାନେ ଭଗବାନଙ୍କୁ ଠିକ ସେ ଭଜନ କରିପାରନ୍ତି ନାହିଁ, ତାଙ୍କୁ ସମୟ ନଥାଏ, ପୁଣି ନେକ୍ସଟ ବାର୍ଥରେ ତାଙ୍କର ପତନ ହୁଏ। ଯିଏ ପ୍ରାଚୁର୍ଯ୍ୟ ପାଇ ସମସ୍ତ ପ୍ରାଚୁର୍ଯ୍ୟକୁ ଯଦି ସେବାରେ ଲଗେଇଦବ, ବାସ୍ ତାର ଉତ୍ତରୋତ୍ତର ଉନ୍ନତି ହବ। ଏଭଳି ଗୁରୁ ଗ୍ରହଣ କର, କଣ କହିବ, ପାଣି ପିଇବ ଛାଣି, ପଇସା ନବ ଗଣି, ଗୁରୁ ଗ୍ରହଣ କରିବ ଜାଣି। ଗୁରୁ ଗ୍ରହଣ କରିବ ଜାଣି, ଆରେ ପାଣି ପିଇବ ଛାଣି, ପଇସା ନବ ଗଣି, ଛାଣିକି ପାଣି ପିଇବ, କିଛି ଅସୁବିଧା ହବ? ପଇସା ଯଦି ନବ ଗଣୁଥବ, ଭୁଲ ହବ? କହିପାରିବ? ଗୁରୁ ଗ୍ରହଣ କରିବ ଜାଣି। ଜାଣିନ ଗୁରୁ ଗ୍ରହଣ କରିଦେଲ, ମନ୍ତ୍ର ଦେଲାନି ଗୁରୁ, କେଡ଼େ ଅସୁବିଧା। ସବୁ ମନ୍ତ୍ରରେ ଏବେ ଦୀକ୍ଷା ଦିଆଯାଉଛି। କ୍ରିୟା ଯୋଗ ପରମ୍ପରାରେ କୌଣସି ଇଷ୍ଟ ନାହିଁ, ଇଷ୍ଟ ପରମାତ୍ମା ପରଂବ୍ରହ୍ମ, କୌଣସି ମନ୍ତ୍ର ନାହିଁ, ମନ୍ତ୍ର ଭୁଲ ନୁହଁ, ସିଲଟ ପାଠ ଦରକାର। ତେଣୁ ବ୍ରହ୍ମ ମନ୍ତ୍ରରେ ସମସ୍ତଙ୍କୁ ଦୀକ୍ଷା ଦିଏ। ସେ ଲାଇକ୍ ୱାଚ୍ ୟୁର ଥଟ୍ସ, ୱାଚ୍ ୟୁର ବ୍ରେଥ୍, ୱାଚ୍ ୟୁର ମାଇଣ୍ଡ। ଏତିକି ଶିଖନ୍ତୁ, ଜାଣନ୍ତୁ, ଆଉ ବିଶେଷ କିଛି କହିବା ନାହିଁ। ଯାହା ଗୁରୁଦେବ କହିଲେ ତାକୁ ଜୀବନରେ ଗ୍ରହଣ କରି କାର୍ଯ୍ୟକାରୀ କରିବା ପାଇଁ ପ୍ରାର୍ଥନା କରନ୍ତୁ। ଶେଷରେ କ୍ରିୟା ଯୋଗ ପରମ୍ପରାର ସମସ୍ତ ଗୁରୁମାନଙ୍କୁ ମୁଁ ପ୍ରଣାମ କରୁଛି। ବିଶ୍ୱର ପ୍ରତ୍ୟେକ ସମ୍ପ୍ରଦାୟର ଗୁରୁମାନଙ୍କୁ ମୁଁ ପ୍ରଣାମ କରୁଛି। ସର୍ବେ ଭବନ୍ତୁ ସୁଖିନ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣୀ ପଶନ୍ତୁ, ମା କଶ୍ଚିତ୍ ଦୁଃଖ ଭାଗ ଭବେତ୍। ଜୟ ଗୁରୁଦେବ, ଜୟ ଜଗନ୍ନାଥ, ହରି ଓମ୍ ତତ୍ସତ୍।